ସିଏ ଟିକେ ମାନେ ସ୍ଲୋରେ କାଲକୁଲେସନ କଲେ ବି ମ୍ୟାନେଜ ହେଇଯିବ, କିଛି ଅସୁବିଧା ନାହିଁ। କାହିଁକି ଆଉ ବାକି ଯୋଉ ଆପଣ ବଟନି ଜୁଲୋଜିର ମ୍ୟାକ୍ସିମମ୍ କୋଶ୍ଚିନ୍ ଆରାଉଣ୍ଡ 95% ଆପଣଙ୍କୁ କିଛି କାଲକୁଲେଟ୍ କରିବାକୁ ପଡ଼ିବନି, ଡାଇରେକ୍ଟ ଆନ୍ସର ଦେଖିବାକୁ ପଡ଼ିବ। ତଥାପି ସାର୍ 25ଟାରୁ 20ଟା ଉପରେ ଟ୍ରାଏ କଲେ ହବ ନା ସାର୍? ମୋର ଦେନ୍ ଏନଫ୍ 20ଟା ତ ମାନେ ଆପଣ ଟପର ପାଖାପାଖି ପଳେଇ ଆସିବେ। ମାନେ ସବୁ ଆଗ ଯଦି କରିଦେଲେ 25ରୁ 20, ମାନେ 100ରୁ 80 ଯଦି ଆପଣ ଆଣି ଦେଉଛନ୍ତି, 100 କୋଶ୍ଚିନ୍ରୁ 80 କୋଶ୍ଚିନ୍ ଯଦି ଠିକ୍ କରୁଛନ୍ତି, ସାର୍ ସାର୍ ମାନେ ଗୋଟେ ବୁଝିଲେ ନା? ଖାଲି ଡାଉଟ୍ ମାନେ ଥିଲା। ଖାଲି କେମିଷ୍ଟ୍ରିରେ? କେମିଷ୍ଟ୍ରିରେ 20ରୁ 25 ସାର୍ ମୋର ଦେନ୍ ଏନଫ୍, ମୋର ଦେନ୍ ଏନଫ୍ ସିବିଜେଡ୍ ସାର୍ ବ୍ୟାକଗ୍ରାଉଣ୍ଡ ଗୋଟେ ପାଇଁ। ସାର୍ ହଁ ଗୋଟେ ଡାଉଟ୍ ଥିଲା ଟିକେ। ହଁ ହଁ କୁହନ୍ତୁ। ସ୍ପିନ୍ କ୍ୱାଣ୍ଟମ୍ ଉପରେ ଭ୍ୟାଲୁଟା ମାଇନସ୍ ହାଫ୍ କେତେବେଳେ ହବ ଆଉ ପ୍ଲସ୍ ହାଫ୍ କେତେବେଳେ ହବ? ସେଇଟା ସାର୍ ତାର ଇଏ ଦେଖିବାକୁ ପଡ଼ିବ, ଓରିଏଣ୍ଟେସନ୍ ଦେଖିବାକୁ ପଡ଼ିବ। ଏବେ ସେଇଟା ଆମେ ଜଷ୍ଟ ଡିସ୍କସନ୍ କରିଛୁ ଆଜି ମିଥାଲ୍, ଗୋଟେ ମିନିଟ୍ ଆପଣଙ୍କୁ ସେଇଟା ଦେଖାଉଛି। ଟୋଟାଲ ସ୍ପିନ୍ ଗୋଟେ ହୁଏ ଜିନିଷଟା, ମୁଁ ସେଦିନ ପଢ଼େଇ ପାରିଲିନି। ଟୋଟାଲ ସ୍ପିନ୍ରୁ ଆମେ କାଲକୁଲେଟ୍ କରିବାକୁ ମାନେ ସୁବିଧା ହୁଏ, ପ୍ଲସ୍ କେତେବେଳେ ହେବ ମାଇନସ୍ କେତେବେଳେ ହେବ। ଗୋଟେ ସେକେଣ୍ଡ। ସାର୍ ସେ ଏକ୍ଜାମ ରେ ସେ ଯୋଉ କମ୍ପ୍ଲେକ୍ସ ଗ୍ୟାସ୍ ମିକ୍ସଚର ଟା ଟିକେ କହି କ୍ୱେଶ୍ଚନ ଟା ଡିସ୍କସନ କରିଦେବେ। ଯୋଉ ହେଇଥିଲା ଏକ୍ଜାମରେ ହଁ ହଁ। ମ୍ୟାମ୍ ପ୍ରିଭିୟସ୍ କ୍ଲାସ୍ରେ ଯୋଉ ଏକ୍ଜାମରେ କୋଶ୍ଚିନ୍ ଗୁଡ଼ା ଡାଉଟ୍ ଥିଲା, ଆମେ ହୁଁ ଫାଷ୍ଟଲି ହୁଁ। ପୁରା ଡିସ୍କସନ୍ ହେଇଯାଇଛି, ବୁଝିଲେ? ଆପଣ ରେକର୍ଡ଼ିଂ ଏଇଟା ଗୁଡ଼ାକ ଯଦି ହଁ ଏଇଟା ଏବେ, ରେକ- ହଁ ସେଇଟା ତ ମୁଁ ଶୁଣିଛି। ଏବେ ଲାଷ୍ଟ ଟାଇମ ଯୋଉ ଏକ୍ଜାମ ହେଇଥିଲା। ହଁ ହଁ ସେଇଟା ହିଁ କହୁଛି। ଲାଷ୍ଟ ଟାଇମ୍ ଦୁଇଟା ହିଁ ତ ଏକ୍ଜାମ ହେଇଛି ଆମର, ହଁ ଗୋଟେ ଦିଟା ଏକ୍ଜାମ ଠିକ୍ ହେଇଛି। ହେଲା, ଗୋଟେ ହଁ ହଁ ଯଦି ସେକେଣ୍ଡ ଏକ୍ଜାମ କଥା ହିଁ ମୁଁ କହୁଛି। ସେକେଣ୍ଡ ଏକ୍ଜାମର ଯୋଉ ହଁ ଯୋଉ କୋଶ୍ଚିନ୍ ଗୁଡ଼ାକ ଟିକେ ପ୍ରୋବ୍ଲେମେଟିକ୍ ଥିଲା, ସେଇ କୋଶ୍ଚିନ୍ ଗୁଡ଼ାକ ଆମେ ପିଓରଲି ଡିସ୍କସନ୍ କରିଦେଇଛେ, କ'ଣ କ'ଣ ପ୍ରୋବ୍ଲେମ୍ ଥିଲା ବୋଲି। ଅଲରେଡି ସେଇଟା ଡିସ୍କସନ ହେଇଯାଇଛି। ହଁ ହଁ ଯୋଉ 4ଟା କୋଶ୍ଚିନ୍ 10 12 କ'ଣ କ'ଣ 4ଟା କୋଶ୍ଚିନ୍ ଆମେ ଡିସ୍କସନ୍ କରୁଛନ୍ତି, ସେଇଟା ଆପଣ ଟିକେ ରେକର୍ଡ଼ିଂ ଦେଖିଦେବେ, ଆପଣଙ୍କର କିଛି ପ୍ରୋବ୍ଲେମ୍ ହବନି, ବୁଝିଲେ? ହୁଁ ହଁ ହୁଁ। ତ ସେ ସାର୍ ପଚାରୁଥିଲେ ଆମର ସ୍ପିନ୍ କ୍ୱାଣ୍ଟମ୍ ନମ୍ବର ପ୍ଲସ୍ ହାଫ୍ କେତେବେଳେ ହେବ, ମାଇନସ୍ ହାଫ୍ କେତେବେଳେ ହେବ। ଜେନେରାଲି ଆମେ ସେମିତି ଡାଇରେକ୍ଟ କହିପାରିବାନି, ବୁଝିଲେ ନା ନାହିଁ? ହୁଁ କିନ୍ତୁ ସେଥିପାଇଁ ଗୋଟେ କନସେପ୍ଟ ଅଛି ଟୋଟାଲ ସ୍ପିନ୍ ବୋଲିକି, ଠିକ୍ ଅଛି? ଟୋଟାଲ ସ୍ପିନ୍ ମାନେ, ଗୋଟେ ସେକେଣ୍ଡ ପେନ୍ଟା ନେଇଯାଉଛି। ମାନେ ସିଏ ଯଦି ଦେଇଛି ଏଣ୍ଟି କ୍ଲକ୍ ୱାଇଜ୍କୁ ଆପଣଙ୍କର ମାଇନସ୍ ହାଫ୍ କହିଦେଇଛି, କ୍ଲକ୍ ୱାଇଜ୍କୁ ପ୍ଲସ୍ ହାଫ୍ କହିଛି, ତ କିନ୍ତୁ ସେମିତି ଆମେ କହିପାରିବାନି, ଏଜ୍ୟୁମ୍ କରିବାକୁ ପଡ଼ିବ। ଯଦି କ୍ଲକ୍ ୱାଇଜ୍କୁ ମାଇନସ୍ ହାଫ୍ ନେଲେ, ତାର ଅଲ୍ଟାଟା କ'ଣ ଏଣ୍ଟି କ୍ଲକ୍ ୱାଇଜ୍କୁ ପ୍ଲସ୍ ହାଫ୍, ଯୋଉଟା ନେବେ ତାର ଅଲ୍ଟାଟା ମାଇନସ୍ରେ ନେବେ, ସେମିତି ନେବେ। କିନ୍ତୁ ତାହିଁରେ ଗୋଟେ କନସେପ୍ଟ ଥାଏ ଟୋଟାଲ ସ୍ପିନ୍ ବୋଲିକି। ଟୋଟାଲ ସ୍ପିନ୍ର ଫର୍ମୁଲା ହେଉଛି n/2। n/2 n ଏଠି କ'ଣ ହେଉଛି? ନମ୍ବର ଅଫ୍ ଅନପେଡ୍ ଇଲେକ୍ଟ୍ରନ୍। ଅନପେଡ୍ ଇଲେକ୍ଟ୍ରନ୍, ଠିକ୍ ଅଛି ନା? ଯେତେବେଳେ ଅନପେଡ୍ ଇଲେକ୍ଟ୍ରନ୍ ଥିବ, ସେଇଟାକୁ ଆମେ n କହିବା, ବୁଝିଲେ ନା ନାହିଁ? ସେଇ ଜାଗାରୁ ହିଁ ଆମକୁ ହେଲ୍ପ ହୁଏ ଜାଣିବା ପାଇଁ ସ୍ପିନ୍ଟା କୋଉ ଦିଗରେ ଯିବ, ପ୍ଲସ୍ରେ ହାଫ୍ରେ ନେବା ନା କୋଉଟାକୁ ମାଇନସ୍ ହାଫ୍ରେ ନେବା। ମନେକର ଗୋଟେ ଜାଗାରେ ଟୋଟାଲ ନମ୍ବର ଅଫ୍ ଇଲେକ୍ଟ୍ରନ୍ ଅଛି, ଅନପେଡ୍ ଇଲେକ୍ଟ୍ରନ୍ 1 ଅଛି, କେବଳ 1 ଅଛି, ବୁଝିଲେ ନା ନାହିଁ? ଏଇଟା ଏଟା କ'ଣ ମୁଁ କହୁଛି, ଟୋଟାଲ ନମ୍ବର ଅଫ୍ ଅନପେଡ୍ ଇଲେକ୍ଟ୍ରନ୍, ଠିକ୍ ଅଛି? ତ ଯଦି ହାଫ୍ ନିଆଗଲା ଫାଷ୍ଟ, ହଁ ଆର ଫର୍ମୁଲା ହେଉଛି ପ୍ଲସ୍ର ମାଇନସ୍ ହାଫ୍। ମାନେ ଏଇ କୋଶ୍ଚିନ୍ ଯୋଉ ସ୍ପିନ୍ ପଚାରିଲା ବେଳକୁ ଏତିକି ଯାଉଛି, କିନ୍ତୁ ଟୋଟାଲ ସ୍ପିନ୍ର କନସେପ୍ଟଟା ମେ ବି ନ ଆସିପାରେ, ମୁଁ ଖାଲି କହିଦେଉଛି। ଟୋଟାଲ ସ୍ପିନ୍ର କନସେପ୍ଟ ହେଉଛି +/- n/2, ଠିକ୍ ଅଛି? ତ n ଯେତେବେଳେ ଫାଷ୍ଟ ଆମର ଇଲେକ୍ଟ୍ରନ୍ ଦେଖିବା, ଫାଷ୍ଟ ଇଲେକ୍ଟ୍ରନ୍ ଆପଣ ଇଲେକ୍ଟ୍ରୋନିକ୍ କନଫିଗରେସନ୍ କରୁଥିବେ, ଯେଉଁ ଆଉଟର ମୋଷ୍ଟ ସେଲ୍ରେ ଯେଉଁ ଫାଷ୍ଟ ଇଲେକ୍ଟ୍ରନ୍ଟା ଆସିଲା, ତା ପାଇଁ nରେ ଆପଣଙ୍କୁ +n/2 ନେବାକୁ ପଡ଼ିବ। ସେକେଣ୍ଡରେ ଆପଣଙ୍କୁ -n/2 ନେବାକୁ ପଡ଼ିବ। ଏମିତି କରି କରି ଯିବେ, ତ ସେଇ ଅନୁସାରେ ଗୋଟେକୁ ମାଇନସ୍ ନେଲେ ଗୋଟେକୁ ପ୍ଲସ୍ ନିଆଯାଏ ଇଲେକ୍ଟ୍ରନକୁ। ଆଉ ଗୋଟେ ଅର୍ବିଟାଲରେ ଆମେ ଜାଣିଛେ ଗୋଟେ ଅର୍ବିଟାଲରେ ଦୁଇଟା ଇଲେକ୍ଟ୍ରନ ରହିବେ। ଗୋଟେ ଅର୍ବିଟାଲରେ ଯେଉଁ ଫାଷ୍ଟ ଦୁଇଟା ଇଲେକ୍ଟ୍ରନକୁ ନିଆଯିବ, ଗୋଟେକୁ ଯଦି ଆପଣଙ୍କର ପ୍ଲସ୍ ହାଫ୍ ନେଇଗଲେ, ଆଉ ଗୋଟେକୁ ଆପଣଙ୍କୁ ମାଇନସ୍ ହାଫ୍ ନେବାକୁ ପଡ଼ିବ। ସେତିକି ଖାଲି ଆପଣଙ୍କର ଆଇଡ଼ିଆ ରହିବା କଥା। ଆଉ ସ୍ପିନ୍ କ୍ୱାଣ୍ଟମ୍ ନମ୍ବରର ଆଉ କିଛି ସେତେ କିଛି ପଚାରେନି। ତାପରେ ଆପଣଙ୍କୁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡ଼ାକ କରିଦେବା। ସେଇ କୋଶ୍ଚିନ୍ ଗୁଡ଼ାକ କଲେ ହିଁ ଆପଣଙ୍କର ଆଇଡ଼ିଆ ହେବ କେଉଁ କେଉଁ ଭେରାଇଟିର କୋଶ୍ଚିନ୍ ଗୁଡ଼ାକ ପଚାରୁଛି। ଆଜ୍ଞା। ତାପରେ ହିଁ ଆମେ ଟିକେ ଆଗକୁ ବଢ଼ିବା। ଆଉ ଆମର ଅଳ୍ପ ଜିନିଷ ହିଁ ରହିଲା। ସେପ୍ ଅଫ୍ ଅର୍ବିଟାଲ ପଡ଼େଇନି, ଠିକ୍ ଅଛି? ଆଉ କେଉଁଟା ପଡ଼େଇନି? ସେପ୍ ଅଫ୍ ଅର୍ବିଟାଲ ପଡ଼େଇନି। ଆଉ ଏଫ୍ ଅଫ୍ ରୁଲ୍ସ ପଢ଼େଇ ଦେଇଥିଲି ବୋଧେ? ହଁ Yes, ହଁ। sir. ହୋନ୍ସ ରୁଲ୍ ପଢ଼ା ହେଇଥିଲା କି? ହୋନ୍ସ ରୁଲ୍ କିଛି ନାହିଁ, ମାନେ ବହୁତ ଗୋଟେ ସେଣ୍ଟେନ୍ସରେ ହୋନ୍ସ ରୁଲ୍ ପଢ଼ା ହେଇଥିଲା କି ପଢ଼ା ହେଇନଥିଲା? ନା ସେ ନାଇଁ ପଢା ସାର୍। ନାହିଁ। ପଢା ନା ହେଇନି। sir ପଢାଏନି। sir ହଁ ହୋମ୍ସ ରୁଲ୍ ହୋନ୍ସ ଆଉ
सर पाउलिस एक्सक्लूजन प्रिंसिपल जो था। ହଁ ପାଉଲିସ୍ ଏକ୍ସକ୍ଲୁଜନ୍ ପ୍ରିନ୍ସିପଲ୍। ଏଇ ତିନିଟା କନସେପ୍ଟ ଆଜି କଭର ହବ। ମାନେ ଆମର ଏଇ ତିନିଟା କନସେପ୍ଟ ବହୁତ ମାନେ ବେଶୀରୁ 15 ମିନିଟ୍ରେ ଖତମ ହବ। ଏଇ ତିନିଟା ହେଲା ପରେ ଆମେ ଆଜି ଆଉ PYQ ଗୁଡ଼ାକ ଦେଖିଦେବା। ଏତିକି ଯଦି ଆମର ଦେଖିଦେଲେ ତ ଆମର ଆଟମିକ୍ ଷ୍ଟ୍ରକ୍ଚର ସରିଲା ବୋଲିକି ଆମେ କହିବା। ବୁଝିଲେ? ତ ବାକି ଗୁଡ଼ାକ ଯାହା ସବୁ କନସେପ୍ଟ ଗୁଡ଼ାକ ପଢ଼ା ହେଇଛି, କିଛି ଡାଉଟ୍ ରହିଛି କାହାର? ନାଇଁ ସାର୍ ସାର୍। ଆଉ ବେ ପ୍ରିନ୍ସିପଲଟା ଟିକେ କହିଦେଇଥାନ୍ତି। କ'ଣ କହିଲେ ସାର୍? ଆଉ ତ ପ୍ରିନ୍ସିପଲଟା ଟିକେ ଆଉ ଥରେ କହିଦେଇଥାନ୍ତି। ହ୍ୟାଲୋ। ସାର୍ ଗୋଟେ ଇଲେକ୍ଟ୍ରୋନିକ କନଫିଗୁରେସନ ରେ ଲାଷ୍ଟ କୁ 6 ବଳିଲା 4s2 ତାପରେ 3d6 କଲି ହେଲେ ଅନପେୟାର୍ଡ ଇଲେକ୍ଟ୍ରନ ଟା 6 ହବ ନା ସାର୍? ಹೆಂಗೆ ಇಲ್ಲ ಬುದ್ಧಿ ସରି ଡିସକନେକ୍ଟ ହେଇଯାଉଛି, ଟିକେ ସମସ୍ତେ ପେସେନ୍ସ ରଖିବେ। ହଁ, ସ୍କ୍ରିନ୍ ଦେଖାଗଲା ସମସ୍ତଙ୍କୁ ପୁଣି? ଆଜ୍ଞା ସାର୍। ହଁ, ଦେଖନ୍ତୁ ଆଫୋ ପ୍ରିନ୍ସିପାଲ ବହୁତ ଇଜି ପ୍ରିନ୍ସିପାଲଟା। ମାନେ ସେ ପ୍ରିନ୍ସିପାଲର କାମ କ'ଣ? ଦେଖନ୍ତୁ ଆପଣ ପଢ଼ିଥିବେ ଯେଉଁ ଇଲେକ୍ଟ୍ରୋନିକ କନଫିଗରେସନ ମୁଁ ପଢ଼େଇଲା ବେଳକୁ କହିଥିଲି, ଇଲେକ୍ଟ୍ରୋନିକରେ ଯେଉଁ ସବସେଲରେ ଇଲେକ୍ଟ୍ରନ ଗୁଡ଼ାକ ଭର୍ତ୍ତି ହୁଏ, କେମିତି ଭର୍ତ୍ତି ହୁଏ? 1s ହୁଏ, ତାପରେ 2s ହୁଏ, ତାପରେ 2p ହୁଏ, ତାପରେ 3s ହୁଏ, ତାପରେ 3p ହୁଏ, ଏମିତି କହିଥିଲା ନା ନାଇଁ? ତାପରେ 4s ହୁଏ, ତାପରେ ଆମର 3d ହୁଏ, ଏମିତି ବଢ଼ି ବଢ଼ି ଯାଏ। ଏଇଟା ତାର ଆଜ୍ଞା ଇଲେକ୍ଟ୍ରୋନିକ କନଫିଗରେସନ। ତ ଇଲେକ୍ଟ୍ରୋନିକ କନଫିଗରେସନ କଲାବେଳେ ଆମେ କାହିଁକି 1sକୁ ଫାଷ୍ଟ ନେଲେ? କାହିଁକି 1s ପରେ 2s ନେଲେ? କାହିଁକି 2s ପରେ 2p ନେଲେ? କେଉଁ ରୁଲ୍ ଅନୁସାରେ ଏଗୁଡ଼ାକ ଆମେ ଅର୍ଡ଼ର କଲେ? ସେଇ ରୁଲ୍ଟା ହେଉଛି ଆମର କିଛି ନାହିଁ, ଏଫ୍ ରୁଲ୍ସଟା। ଠିକ୍ ଅଛି? ଏଫ୍ ରୁଲ୍ଟା କ'ଣ କାଲକୁଲେଟ୍ କରେ? ଗୋଟେ ଅର୍ବିଟାଲର ତାର ଏନର୍ଜି କାଲକୁଲେଟ୍ କରେ। ଅର୍ବିଟାଲର ଏନର୍ଜି ଇନ୍ ଦ ସେନ୍ସ କ'ଣ? ଆମର n+l ରୁଲ୍ରେ କାଲକୁଲେଟ୍ ହୁଏ। କେଉଁ ରୁଲ୍ରେ? n+l। n ର ଭ୍ୟାଲୁ ଆପଣ ଜାଣିଛନ୍ତି, ଦେଖନ୍ତୁ 1s କଥା ଯଦି ମୁଁ କହିଲି, ଏଥିରେ n+l ର ଭ୍ୟାଲୁ କେତେ ହେବ କୁହନ୍ତୁ? 1s ରେ 1 n+l ର ଭ୍ୟାଲୁ କେତେ ହେବ? 1 1। କାହିଁକି s ପାଇଁ 0, l ର ଭ୍ୟାଲୁ କେତେ? 0 ଆଉ p 0 ପାଇଁ 1, t ପାଇଁ 2, 2 f ପାଇଁ 3। ତ ଏଇଟା ଆର ଭ୍ୟାଲୁ 1 ହେଇଗଲା। ଆର ଭ୍ୟାଲୁ କେତେ ହେବ କୁହନ୍ତୁ? 2 ତିନି 2 ହିଁ ହେବ। ଦୁଇ ପ୍ଲସ୍ ଦୁଇ 0, 2 ସରି 2 2 + 0 2 ହେଲା। ଆର ଭ୍ୟାଲୁ କେତେ ହେବ? 2 + 1 3 3। 3 ତିନି ଆର ଭ୍ୟାଲୁ କେତେ ହେବ? 3 ହେବ। ଥ୍ରୀ 3 ଦେଖନ୍ତୁ ଏଇ ଦିଟା ଏଠି କନଫ୍ୟୁଜ ହବ। ଏଇଟା ତ 1 ପରେ 2 ଆସିଲା, କିଛି ଅସୁବିଧା ନାହିଁ। ମାନେ ଆମେ ଏନର୍ଜିଟା ମାଗୁଛେ n+l ରୁଲ୍ ଅନୁସାରେ। ତ 1 ପରେ 2 ଆସିଲା, ରାଇଟ୍ ଅଛି। 2 ପରେ ବି 3 ଆସିଲା, ରାଇଟ୍ ଅଛି। ଏଠି ଦିଟା 3 ଆସିଗଲା। ଏଠି କ'ଣ ଆସିଲା? ଦିଟା 3 ଆସିଗଲା। ଦିଟା 3 ଆସିଲେ ଆମେ କ'ଣ କରିବା? ମନେକର ଏଇ ଦିଟା 3 କୋଉଟା କୋଉଟା ହେଲା? 2p ହେଲା ଆମର, ଟୁ ପି ଆଉ ଗୋଟେ ଥ୍ରୀ କ'ଣ ଏସ୍ ହେଲା? 3s। ତ ଲୋୟର ଏନର୍ଜି ଲେଭେଲରେ କୋଉଟା ଅଛି ଆମର? 2pଟା ଟୁ ଅଛି, ପି 2 ଅଛି, ତାପରେ 3। ସେକେଣ୍ଡ ଏନର୍ଜି ଲେଭେଲରେ 2p ଅଛି, ଥାର୍ଡ ଏନର୍ଜି ଲେଭେଲରେ ଆମର କ'ଣ ଅଛି? 3s ଅଛି। ତ 2pଟାକୁ ଆମେ ଆଗରେ ଲେଖିଲେ, ତାପରେ ଆମେ କ'ଣ ଲେଖିଲେ? 3s। ତାପରେ 3p ମାନେ କେତେ ହେବ ଆମର? ଆର ଭ୍ୟାଲୁ 4 ହେବ। 4s ମାନେ ବି 4। ବୁଝିପାରିଲେ ନା ନାଇଁ? ତ ଆମେ ଯୋଉ ଅର୍ଡର କଲେ, ଏନର୍ଜିଟା ଛୋଟରୁ ବଡରେ ସଜେଇ ଦେଲେ। କୋଉ ନିୟମ ଅନୁସାରେ? ରୁଲ୍ ଅନୁସାରେ। ରୁଲ୍ ଅନୁସାରେ ଆମେ କୋଉଟାକୁ ମାପିବାକୁ ପଡେ? n+l କୁ ମାପିବାକୁ ପଡେ। ବୁଝିପାରିଲେ? ଆଜ୍ଞା ସାର୍। ଆଜ୍ଞା ସାର୍। ଠିକ। ତ ଏବେ ମୁଁ କିଛି ସେଗୁଡା ସରେଇ ଦେବି। ପ୍ରିଭିୟସ୍ ଇୟର ସାର୍ କ୍ୱେଶ୍ଚନ ଏଇ ଟିକେ ଯୋଉ କିଛି କରିଦବା। ଟୁ ପି ଆଉ 3s ହଁ, ଭିତରେ ୟା ଭିତରେ ବଡ କିଏ? 3s ଟା ହିଁ ବଡ ହବ ତ? କ'ଣ ଯାହାର କହିଲେ? ହଁ 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 ମାନେ ହଁ ସେଲ୍ ନମ୍ବରଟା ହଁ। ଯାହାର ସେଲ୍ ଯାହାର ନମ୍ବର ଯେତେ ପ୍ରିନ୍ସିପାଲ ନମ୍ବର ଅଧିକ n+l 2p ଆଉ 3s ଏଇଟା ଡିଟେଲ ବୁଝା ହେଇଯାଇଛି। 2p ଆଉ 3s ମାନେ ଦେଖନ୍ତୁ, ଯିଏ ଲୋୟର ଏନର୍ଜି ଲେଭେଲ ଥିବ ସିଏ ଛୋଟ ହବ, ଯିଏ ହାୟର ଏନର୍ଜି ଲେଭେଲ ଥିବ ସିଏ ବଡ ହବ। ବୁଝିଲା ନା? ଦୁଇ ଲୋକର ଭ୍ୟାଲୁ ସମାନ ହେଇଯାଉଛି। ଦୁଇ ଲୋକର ଭ୍ୟାଲୁ କ'ଣ ହେଇଯାଉଛି? ସମାନ ହେଇଯାଉଛି n+l ର ଭ୍ୟାଲୁ। କିନ୍ତୁ 2pଟା ଫାଷ୍ଟରେ ଆସେ, ତ ଏଇଟା ଛୋଟଟା, 3sଟା ବଡଟା। ଏତିକି ଖାଲି ମନେ ରଖିବେ ଏନର୍ଜି ୱାଇଜ। ଗଟ୍ ଇଟ୍? ଆଜ୍ଞା ସାର୍। ଠିକ। ସାର୍ ଗୋଟେ କ୍ୱେଶ୍ଚନ ତ ଥିଲା ସାର୍। ହଁ ଟିକେ ହଁ ସାର୍ ହଁ ହଁ
Sir, सर हाँ निकेल रो निकेल 2 प्लस लिखना सर निकेल 2+। हाँ सर तार निकेल 2। हाँ ଅନପେଡ୍ ଇଲେକ୍ଟ୍ରନ୍ କଥା ପଚାରୁଥିଲା କିନ୍ତୁ ସେ ଯୋଉ ଆମେ ଇଲେକ୍ଟ୍ରୋନିକ କନଫିଗରେସନ ବାହାର କଲେ 1s2 हाँ 2s2 ଲିଖୁନାହାନ୍ତି ସେଠି ନିକେଲ ଦେଖନ୍ତୁ ନିକେଲ ର ଆଟମିକ ନମ୍ବର କୁହନ୍ତୁ ତ। 28 ମୋର ବି ଏଇଟା doubt ଥିଲା। ନିକେଲ ର ଆଟମିକ ନମ୍ବର ଆପଣଙ୍କୁ ଫାଷ୍ଟ ଜାଣିବାକୁ ପଡିବ, ବୁଝିଲେ ନା ନାଇଁ? 28 सर କିନ୍ତୁ ହଁ ଠିକ ଅଛି, କିଛି କିଛି ଆପଣ ଫାଷ୍ଟ ଦେଖନ୍ତୁ, କିନ୍ତୁ ଏଠି ଯେତେଟା ଆଟମିକ ନମ୍ବର ଅଛି କେତେଟା ଇଲେକ୍ଟ୍ରନ ଏଠୁ ଆରମ୍ଭ सर ହେଇକି କାଢା ହେଇଯାଇଛି 26 ଦେଖନ୍ତୁ, 26 ଟୋଟାଲ ଇଲେକ୍ଟ୍ରନ୍ ବୁଝିପାରିଲେ? ତ ଆଜ୍ଞା ମନେକର ଏଇଟା 28 ଅଛି, ହେଲା ନା ନାଇଁ? 28 ଅଛି। ଏବେ ମୁଁ ନିକେଲ ର ଇଲେକ୍ଟ୍ରୋନିକ କନଫିଗରେସନ ମୁଁ ଲେଖିବି। ଫାଷ୍ଟ କଣ ଲେଖିବାକୁ କୁହନ୍ତୁ? 1s2, 1s2 ତାପରେ 2s2 2s2, 2p6 2p6, ତାପରେ କୁହନ୍ତୁ 3s2 3s2 ହୁଁ, 3p6 4s2 ହୁଁ, 3d6 ହୁଁ, 4s2 4s2 3d। 6 ହଁ, ଆର ଏଇଟା ଇଲେକ୍ଟ୍ରୋନିକ କନଫିଗରେସନ କେମିତି ହବ କହୁଛନ୍ତି ଆପଣ, ରାଇଟ୍? ତାର ସର ହଁ, ଆପଣଙ୍କର ସମସ୍ତଙ୍କର ପଚାରୁଛି ଡାଉଟ୍ ଅନପେଡ୍ ଥିବ ଇଲେକ୍ଟ୍ରନ୍ ଅନପେଡ୍ ଇଲେକ୍ଟ୍ରନ କେତେଟା ଅଛି। ଭେରି ଗୁଡ। ଆପଣ Sir, ମତେ ଖାଲି କୁହନ୍ତୁ। unpaired electron 4 ହବ ତ? 2 ଆମେ ସାର୍ ସେଇଟା ଏଇଟା discuss ଏଇଟା ଲାଷ୍ଟ ସାର୍ ମୁଁ 4s1 କହୁଛି, 3d5 ହବ ତ? ନା ନା ମୁଁ କହୁଛି ଶୁଣନ୍ତୁ, କହୁଛି ଶୁଣନ୍ତୁ। ଯୋଉ ନିକେଲ 2+ ରହିଗଲା, ନିକେଲ 2+ ରହିବାରୁ କଣ ହେଲା ଦେଖନ୍ତୁ, ଫୋର୍ଥ ଟା ଆଉଟର ମୋଷ୍ଟ ସେଲ୍ ନା ଥାର୍ଡ ଆଉଟର ମୋଷ୍ଟ ସେଲ୍ ମତେ କୁହନ୍ତୁ। ଏଠି ଆଉଟର ମୋଷ୍ଟ ସେଲ୍ ଟା ମତେ କୋଉଟା କୁହନ୍ତୁ। ଆମେ ଏନର୍ଜି ଆକାରରେ ସିନା ସଜେଇ ଦେଲେ, କିନ୍ତୁ ଆଉଟର ମୋଷ୍ଟ ସେଲ୍ ଟା କୋଉଟା 4s କୁହନ୍ତୁ? 4 4s 4s। ଯେତେବେଳେ ଆମେ ନିକେଲ 2+ ଲେଖିଲେ ମାନେ କଣ କଲେ? ଦିଟା ଇଲେକ୍ଟ୍ରନ କୁ ବାହାର କଲେ, ୟେସ୍ ଅର୍ नो? yes sir ତ ଦିଟା ଇଲେକ୍ଟ୍ରନ ଆମେ କୋଉଠୁ ବାହାର କରିବା କୁହନ୍ତୁ? इलेक्ट्रॉन outermost cell. outermost electron Outermost cell. ଆଉଟର ମୋଷ୍ଟ ସେଲ୍ ରୁ ବାହାର କରିବା। ଗଟ୍ ଇଟ୍? ଆଜ୍ଞା। କିଛି ଅସୁବିଧା ନାହିଁ। ହୁଁ? ତ ଆଉଟର ମୋଷ୍ଟ ସେଲ୍ ରୁ ଯେତେବେଳେ ଆମେ ବାହାର କରିବା, ତାହେଲେ ଏଇଟା କଣ ହବ କୁହନ୍ତୁ? ଆମର ଲାଷ୍ଟ 4s1 3d5। 1 କେମିତି ହବ? ଆଉଟର ମୋଷ୍ଟ ସେଲ୍ ଥିଲା 4s2। Forest. ଏଥିରେ ଦିଟା ଇଲେକ୍ଟ୍ରନ ହିଁ ଆମକୁ କାଢିଦବାକୁ ପଡିବ, ବୁଝିଲେ ନା ନାଇଁ? ନା ବୁଝିପାରିଲେନି? ଆଉଟର ମୋଷ୍ଟ ସେଲ୍ ଟା ଆମର 4s2, Forest. ସେଥିରୁ ହିଁ ଆମେ ଦିଟା ଇଲେକ୍ଟ୍ରନ କାଢିଦେଲେ 4s0 ହେଇଯିବ ଏଇଟା, ବୁଝିପାରିଲେ କି ନାଇଁ? ଆଜ୍ଞା ସାର୍। ଆଜ୍ଞା। 4s0 ହେଇଯିବ। ତାପରେ 3d ଆମର କେତେ ଅଛି ଆଉ? 3d 6 ଆପଣଙ୍କୁ କେତେ ହେଲା? 2 2 4 6 10 10 Sir, ଏଇଟା 18 20 26 26 ହିସାବରେ 26 ଏଇଟା 8 ଏଇଟା ହବ, 8 ହବ 8 ଏଠି। 8 ଠିକ ଅଛି, ହୁଁ। ସେଇଟା ମୋତେ ଡାଉଟ୍ ଲାଗୁଥିଲା। 3d 8 ହବ, ହେଲା? କିଏ କିଏ ବୁଝିପାରିଲେ କୁହନ୍ତୁ ତ? सर ଏବେ 2 କରନ୍ତୁ प्लस ଅନପେଡ୍ सर 2 प्लस ଅଛି ନା ହଁ 6 ହବ ନା ହଁ 2+ କଣ କହିଲେ? ନାଇଁ ନାଇଁ କାଢିଲା ପରେ ଏବେ ଫାଷ୍ଟ କାଢିଲା ପରେ ତ ଏବେ କାଢିଲା, ଏବେ ଫାଷ୍ଟ ଏବେ 28 ଟା ଅଛି, ଏବେ 28 ଅଛି। ଏବେ କାଢିଦେଲାକୁ କଣ ହେଇଗଲା? 4s0 ହେଇଗଲା, 3d 8 ହେଇଗଲା। ଏଇଟା କଣ 8 ହେଇଗଲା। ଆମର? ନିକେଲ 2+। ଏଇଟା ଏଇଟା ଖାଲି ନିକେଲ, ଏଇଟା ଖାଲି ନିକେଲ, ଏଇଟା ନିକେଲ 2+, 2 ବୁଝିଲେ? plus। ଆଜ୍ଞା ତ ଏବେ ଯଦି ଇଲେକ୍ଟ୍ରନ କନଫିଗରେସନ ସାର୍ ଆମେ ଲେଖିବା 4s0 ମାନେ ଯେମିତି ହଁ ସିରିଜ ଲେଖା 4s0, ହଉଛି। ହୁଁ ହୁଁ। ହଉ ସେମିତି ଲେଖିବେ, 4s ପାଖରେ 0 ଲେଖିଦେବେ। ଏବେ ଆପଣ ଅନପେଡ୍ ଇଲେକ୍ଟ୍ରନ ବାଛନ୍ତୁ କେତେଟା ଅଛି, କେତେଟା ହବ କୁହନ୍ତୁ? 1 2 3 4 ଆଉ ଗୋଟେ 5। ଆମର 8ଟା ଅଛି, ତ ଫାଷ୍ଟ ତ 5ଟା ଲେଖି ଭରିବେ। ଡି ରେ 2 କେତେଟା ହବ। ଅରବିଟାଲ ଅଛି? 2 ଭେରି ଗୁଡ। ଡି ରେ କେତେଟା ଅରବିଟାଲ ଅଛି? 5ଟା ଅଛି, ତ 5ଟା 5ଟା। କରିବେ। ତ ଟୋଟାଲ ଇଲେକ୍ଟ୍ରନ କେତେଟା? ଦିଟା ଦିଟା 8ଟା। ଦିଟା ଦିଟା ହାଫ ରହିବ। ତ ହାଫ ସେଲ୍ କେତେଟା ରହିଲା? ଦିଟା। 2ଟା ରହିଲା, ଦିଟା। ବୁଝିପାରିଲେ ସାର୍? ତାର ଆଉ ଥରେ ଟିକେ ସେ ହଁ ଯୋଉ ମୁଁ ଆଉଥରେ କହିଲେ କହୁଛି, ମାନେ ଡି ରେ 5ଟା ଅରବିଟାଲ ହଁ ସେଇଟା ଟିକେ ଆଉଥରେ କହିଦେବେ sp3 ମାନେ ଅରବିଟାଲ ହଁ ସେଇଟା ଆପଣ ମାନେ ମତେ ଲାଗୁଛି ପ୍ରିଭିୟସ୍ ଟା ଦେଖିଲେନି ଆଉ, ବୁଝିଲେ? सर ମାନେ ଆମର ଦେଖିଥିଲି ଏସ୍ ଟିକେ ରେ ଡାଉଟ କେତେ, ରହୁଛି ଏସ୍ ରେ କେତେଟା ଅରବିଟାଲ କୁହନ୍ତୁ? ଗୋଟେ। ଗୋଟିଏ। ଗୋଟେ ପି ରେ କେତେଟା କୁହନ୍ତୁ? 3ଟା ତିନିଟା। 3ଟା। 3ଟା। ଗୋଟେ ଅରବିଟାଲ ରେ କେତେଟା ଇଲେକ୍ଟ୍ରନ ରହିପାରିବ? ଦିଟା। 2ଟା ତ ଇଲେକ୍ଟ୍ରନ। 3ଟା ଅରବିଟାଲ ରେ 6ଟା। 6ଟା ଇଲେକ୍ଟ୍ରନ। ଡି ରେ କେତେଟା ରହିବ? 10ଟା ଦିରେ 10ଟା ରହିବ 5ଟା ସେଲ୍। 5ଟା ସେଲ୍। 5ଟା 5ଟା ଅରବିଟାଲ। ଇଲେକ୍ଟ୍ରନ ଅରବିଟାଲ କେତେଟା ରହିବ? 10ଟା ଇଲେକ୍ଟ୍ରନ ରହିବ, ବୁଝିପାରିଲେ? ତ ସେଇଟା ହିଁ ମୁଁ କହୁଥିଲି। ଆମର ଆଉଟର ମୋଷ୍ଟ ସେଲ୍ ରେ କେତେଟା ଇଲେକ୍ଟ୍ରନ ଅଛି? ଏବେ 8ଟା ଅଛି। 8ଟା। ସବୁ ଯୋଉ ଭରା ହବ, ଫାଷ୍ଟ ଗୋଟେ ଗୋଟେ ଭରା ହବ, ହଁ କି ନା? ଫାଷ୍ଟ ଗୋଟେ ହଁ। ଗୋଟେ ଭରା ହବ, ସବୁ ଭରା ହେଇଗଲା ପରେ 5ଟା ଭରା ହେଇଗଲା, ଆଉ 3ଟାକୁ ଭରା ହବ, ଆଉ 3ଟା ଭରା ହେଇଗଲା, ତ ଆଉ ବଚିଲା କେତେଟା? ଆଉ 2ଟା ବଚିଲା କି ନାଇଁ? 2ଟା।
ତ ଅନପେଡ୍ ଇଲେକ୍ଟ୍ରନ୍ ଏଠି କ'ଣ କୁହାଗଲା? ଦୁଇଟା ଅନପେଡ୍ ଇଲେକ୍ଟ୍ରନ୍ ଦିଟା କୁହାଗଲା। କିଛି ଡାଉଟ୍ ରହୁଛି ଆଉ ଥରେ, ମାନେ ସିମ୍ପଲ୍ ଆଇରେ କିଛି ଦେଖନ୍ତୁ, ଡାଉଟ୍ କିଛି ନାହିଁ ଏଥିରେ, ଖାଲି ମନେ ରଖନ୍ତୁ ଯେତେବେଳେ ନିକେଲ +2 ଲେଖାଗଲା, ଆର ଯେତେବେଳେ ଆପଣ ଇଲେକ୍ଟ୍ରୋନିକ୍ କନଫିଗୁରେସନ୍ ବନେଇଲେ, ଲାଷ୍ଟକୁ ଆପଣଙ୍କର ଆସିଲା 4s, ଖାଲି ନିକେଲର କଥା କୁହନ୍ତୁ, ଖାଲି ନିକେଲର କ'ଣ ଲାଷ୍ଟକୁ ଆସିବ 4s2 3d, ଆମର 8 ଆସିଲା କି ନାହିଁ? ଯେତେବେଳେ ଆମେ ନିକେଲ +2 କଲେ, ନିକେଲ +2 ମୁଁ ଲାଷ୍ଟ ଦୁଇଟା ଲେଖୁଛି, ଆମର ଆଉଟର ମୋଷ୍ଟ ସେଲ୍ରୁ ଇଲେକ୍ଟ୍ରନ୍ ଦୁଇଟା ଯିବ, ତ ଏଇଟା କ'ଣ ହେଇଯିବ? 4s0 ହେଇଯିବ, କାହିଁକି ଆଉଟର ମୋଷ୍ଟ ସେଲ୍ଟା ଆମର 4sଟା, 3 ତ ଇନରଟା ନା, 4ଟା ଆଗକୁ ଅଛି, ଆଉ ଏଇଟା କ'ଣ ହେଇଯିବ? 3d8 ହେଇଯିବ, ବୁଝିଲେ ନା 88 ନାହିଁ? କାହିଁକି ଯେଉଁ ଇଲେକ୍ଟ୍ରନ୍ ଦୁଇଟା ଯିବ 4sରୁ ଯିବ, 3dରୁ ଯିବନି। ତାପରେ ଏଇ 3dରୁ ଆପଣ କ'ଣ କରିବେ? ଅର୍ବିଟାଲ ଷ୍ଟ୍ରକ୍ଚର ବନେଇବେ, ସେଥିରେ ଆପଣ ଜାଣିଦେବେ କେତେଟା ଅନପେଡ୍ ଇଲେକ୍ଟ୍ରନ୍ ଅଛି, ଦୁଇଟା ଅନପେଡ୍ ଇଲେକ୍ଟ୍ରନ୍ ଅଛି। ହେଲା, କିଛି ଡାଉଟ୍ ରହିଲା ଆଉ? ସାର୍ ହେଲା ଖାଲି ନିକେଲଟାରେ 4s2 3d8 ହଁ, ଖାଲି ନିକେଲର 28 ଆପଣ କରିବେ ମାନେ ଲାଷ୍ଟକୁ 4s2 3d8 ରହିବ, ଠିକ ଅଛି। ଆଉ ନିକେଲ +2 କରିବେ ମାନେ ଏଇ 4s2ରୁ ଦୁଇଟା ଇଲେକ୍ଟ୍ରନ୍ ପଳେଇବ, 4s0 ହେଇଯିବ, ଆଉ 3d8 ତ ରହିବ ହିଁ, ବୁଝିପାରିଲେ? ଆଉ ଗୋଟେ ମୁଁ ଏକ୍ଜାମ୍ପଲ୍ ନେଇଯାଉଛି, ତାହେଲେ ଆପଣଙ୍କୁ କ୍ଲିୟର ହବ, ଠିକ ଅଛି। ମାଙ୍ଗାନିଜର ନେଇଯିବା, ମାଙ୍ଗାନିଜ ମାଙ୍ଗାନିଜର କେତେ? 24, ଆର ଅକ୍ସିଡେସନ ଷ୍ଟେଟ୍ +4 ହୁଏ, ଏଇଟା କିଏ ବନେଇ ପାରିବ କୁହନ୍ତୁ? ଫାଷ୍ଟ ମ୍ୟାଙ୍ଗାନିଜର ବନାନ୍ତୁ, ଫାଷ୍ଟ କାହାର ବନେଇବେ? ମ୍ୟାଙ୍ଗାନିଜର ବନାନ୍ତୁ। ମ୍ୟାଙ୍ଗାନିଜର କ'ଣ ହବ କୁହନ୍ତୁ? 1s2 1s2 2s2 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 2p6 P6 PS2 3s2 6 ଠିକ ଯାଉଛି, 4s2 4s ତାପରେ 3d 3d କେତେ ହବ? 3D 5 ହବ, 4 4 25 ନା ନା, 5 ସରି 24 ସରି ମାଙ୍ଗାନିଜ 5 25 4 25 25 କୋଡିଏ 25 25 5 25 ଠିକ ଅଛି, ମାଙ୍ଗାନିଜ 25 ହେଲା, ଠିକ ଅଛି। ହୁଁ, ଏବେ ଆମେ ଏଇଟା +4 କରିବା, ମାଙ୍ଗାନିଜକୁ କ'ଣ କରିବା? ଆମେ +4 କରିବା, ବୁଝିପାରିଲେ? ମାଙ୍ଗାନିଜ +4, ତ ମତେ ଫାଷ୍ଟ କୁହନ୍ତୁ ଆଉଟର ମୋଷ୍ଟ ସେଲ୍ଟା କୋଉଟା କୁହନ୍ତୁ? 4s 4s 4s, ତ 4s 4s ରେ 0 ମାତ୍ର ଦୁଇଟା 4s କେତେ ହେଇଯିବ ଏବେ? 4s ଏଇଟା 0 ଏଇଟା ତ ଏଇଟା ଏତିକି ଡିଟୋ ସମାନ ରହିବ, 4s କେତେ ହେଇଯିବ? 0 4s ହେଇଯିବ। 0 0 3d3 3d3 ଆମର ଟୋଟାଲ କେତେଟା ଇଲେକ୍ଟ୍ରନ୍ ଯିବ? 4ଟା ଇଲେକ୍ଟ୍ରନ୍ ଯିବ, 4s ରୁ ଦୁଇଟା ପଳେଇଲା, ଆଉ 3d ରୁ କେତେଟା ଯିବ? 2ଟା, ଏଇଟା କେତେ ଯିବ? 2ଟା 3 ହେଇଯିବ, 3 ବୁଝିପାରିଲେ? yes sir ହଁ, ଏଇଟା ହେଲା ନା। ଆଉ ଗୋଟେ ଏକ୍ଜାମ୍ପଲ ଦବା, ହେଇଯିବ, ଏଥିରେ କରିଦେବେ, କିଛି ଅସୁବିଧା ନାହିଁ ହେଲା। ମାନେ ଖାଲି ଏତିକି ମାଇଣ୍ଡରେ ରଖିବେ, ଆଉଟର ମୋଷ୍ଟ ସେଲ୍ ଏଇଟା ନାହିଁ, ଆଉଟର ମୋଷ୍ଟ ସେଲ୍ ଏଇଟା, ମାନେ ଯେତିକି ଯୋଉଟା ଅଧିକ। ଯେତିକି ସାର୍ ଯେତିକି ବି ହଁ, ସାର୍ ଆଟମ ନମ୍ବର ସବୁ ଆସିବ ଏଇ 30 ଭିତରେ ହିଁ ଆସିବ ନା ତା ଉପରକୁ? ମ୍ୟାକ୍ସିମମ୍ ମାନେ ଲେଖି ଦଉଛି, ଆପଣ 30 ଯାଇ ମନେ ରଖନ୍ତୁ, ମୋର ଦେନ୍ ସଫିସିଏଣ୍ଟ, ଅଧିକ ହେଲେ ସେ ଦେଇଦେବ ଆର ଆଟମିକ୍ ନମ୍ବର ଏତିକି ବୋଲି, ହେଲା। ସାର୍ ଏଠି ଅନପେଡ୍ ଇଲେକ୍ଟ୍ରନଟା କେତେ ହବ? 7 ତିନିଟା ତିନିଟା ଦେଖନ୍ତୁ, ଆମର ଡି ରେ କେତେଟା, ଆପଣ ଘରା କେତେଟା ଅଛି? ଡି ରେ 5ଟା ଘରା, ଡି ର ଆପଣ ଘରା ସଂଖ୍ୟା ମନେ ରଖିବାକୁ ପଡିବ, ଘରା କେତେଟା ରହେ ଡି ରେ? 5ଟା, ତ 3ଟା 5ଟା ତ 3ଟା ଭରି ହେଲା, ଆଉ 2ଟା ଖାଲି ହିଁ ରହିଗଲା, ତ 3ଟା ଅନପେଡ୍ ହିଁ ରହିଗଲା, 3ଟା ଅନପେଡ୍ ବୁଝିଲେ? ମାନେ ଆପଣଙ୍କୁ ସେଟା ମୁଁ ସେଦିନ କହିଥିଲି, ମନେକର ଏବେ 3ଟା ଘରା ଅଛି ପି ରେ କେତେଟା ଘରା ଥାଏ? 3ଟା, ମନେକର ପି ରେ 5ଟା ଇଲେକ୍ଟ୍ରନ୍ ଅଛି, ଫାଷ୍ଟ ଆପଣ ଗୋଟେରେ 2ଟା ଭରି ଦେବେନି, ଗୋଟେରେ ଗୋଟେ ଗୋଟେ ଭରିବେ, ତାପରେ 4 ନମ୍ବର ଭରିଲା ବେଳକୁ ଏଠି ଭରିବେ, 5 ନମ୍ବରକୁ ଏଠି ଭରିବେ, ତ ଅନପେଡ୍ କେତେଟା ରହିଲା? ଗୋଟେ, ବୁଝିଲେ ନା ନାଇଁ? ଆଜ୍ଞା ମନେକର ଆଉ ଚାରିଟା ଥାନ୍ତା, ମାନେ ଅନପେଡ୍ କେତେଟା ହେଇଥାନ୍ତା? 2ଟା, ବୁଝିଲେ ନା ନାଇଁ? ମନେକର ଆଜ୍ଞା 3ଟା ଥାନ୍ତା, କେତେଟା ଥାନ୍ତା? 3ଟା, 3ଟା ତିନିଟା ଥାନ୍ତା ମାନେ ଅନପେଡ୍ କେତେଟା ହେଇଥାନ୍ତା? 3ଟା 3ଟା ଏକା 3ଟା ହେଇଥାନ୍ତା, ବୁଝିପାରିଲେ? ଆଜ୍ଞା ବୁଝିପାରିଲେ? ଆଜ୍ଞା ଆଜ୍ଞା ସାର୍ ଠିକ 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 D3 ରେ କେତେ ଠିକ, ଅନପେଡ୍ ରହିବ ତାହେଲେ? କ'ଣ କହିଲେ ସାର୍? 3 D3 ରେ D3 ରେ ଆମର 3ଟା ଆଗ ରହିବ, 3ଟା ଆଗ ରହିବ, ଆମର ଡି ରେ 5ଟା ଜାଗା ଅଛି, ଅଲରେଡି ଆମର 5ଟା ଜାଗା ଅଛି, ହଁ ହଁ କି ନା? କିନ୍ତୁ ହଁ 5ଟା ଆମର ଭରି ହିଁ ହେଲାନି, ତ 3ଟା ହିଁ ଭରି ହେଲା, ତ 3ଟା ଅନପେଡ୍ ହିଁ ରହିଗଲା, ବୁଝିପାରିଲେ? ଗୋଟେ ଗୋଟେ ଭରି ହବ, ଗୋଟେରେ 2ଟା ଫାଷ୍ଟ ଭରି ପାରିବେନି ଆପଣ, ଆଉ ଯୋଉ ବୁଝିପାରିଲେ? ଅର୍ବିଟାଲ ଗୁଡା ପୁରା ଫାଙ୍କା ରହିଲା ସେଗୁଡା କାଉଣ୍ଟ ହବନି, ସେଟା ଅଲଗା। କାଉଣ୍ଟ ହିଁ ହବନି ସେଗୁଡା, ସେଟା କିଛି ନାହିଁ ଆଜ୍ଞା, ତ ହଁ, ସିଙ୍ଗଲ ରହିଲା ଅନପେଡ୍, ଅନପେଡ୍ ମାନେ ପେୟାର ତାକୁ କିଛି ମିଳିନି, ସିମ୍ପଲ, ମିଳିନି। ଠିକ ଅଛି, ଠିକ ଅଛି। ଓକେ। ଆଉ ଗୋଟେ question, ହଁ, velocity of a helium atom ହୁଁ, at 300 K is 2.40 into 10 to the power 2 meter per second.
ଭେଲୋସିଟି ଉପରେ କ୍ୱେଶ୍ଚିନ୍ ନା ସାର୍ ମୋର ଆଜ୍ଞା ଦେଖନ୍ତୁ ସେ ସରିବନି ଯୋଉ ମତେ ଲାଷ୍ଟକୁ ଆପଣଙ୍କୁ ଏଇ କ୍ୱେଶ୍ଚିନ୍ ଗୁଡା ମୁଁ ଡିସ୍କସନ୍ କରିଦେବି। ଆପଣ ଏବେ ଆମ ଯୋଉ କ୍ୱେଶ୍ଚିନ୍ ପ୍ରିଭିୟସ୍ ଗୁଡା କରିବା ସେଥିରେ ଭେଲୋସିଟିର କ୍ୱେଶ୍ଚିନ୍ ଅଛି ବୁଝିଲେ ନା ନାଇଁ କେମିତି ଭେଲୋସିଟି ଟ୍ୟାକେଲ୍ କରିବେ ସେଟା ମୁଁ ଶିଖେଇ ଦଉଛି ଏବେ ଏବେ ଟିକେ ପ୍ରିଭିୟସ୍ ଇୟର କରିଦେବା ବୁଝିଲେ। ଆଜ୍ଞା ବହୁତ ସାର୍ ଇଜି କ୍ୱେଶ୍ଚିନ୍ ଆଗ ଆପଣ ଟେନସନ୍ ନିଅନ୍ତୁନି ଏଇ କ୍ୱେଶ୍ଚିନ୍ ଗୁଡାକ ଆପଣ ଯଦି କରିବେ ସେଇ ସେଇ କ୍ୱେଶ୍ଚିନ୍ ଗୁଡାକ ଆପଣଙ୍କର ଅଟୋମେଟିକଲି ଡାଉଟ୍ କ୍ଲିୟର ହେଇଯିବ ହେଲା। ଆଜ୍ଞା ସାର୍ କିଛି ଆପଣ ୱରି ହବାର ମାନେ କିଛି ଆବଶ୍ୟକ ହିଁ ନାହିଁ ଆଜ୍ଞା ହେଲା। ସାର୍ ତ ଟିକେ ପ୍ରିଭିୟସ୍ ଇୟର ଦେଖନ୍ତୁ କେମିତି ଆସିଛି ଟିକେ ଖାଲି ଆଇଡିଆ ରଖନ୍ତୁ ତାପରେ ଆପଣଙ୍କର ଆହୁରି ଟିକେ ସୁବିଧା ହବ ବୁଝିପାରିଲେ। ହଁ ତ ଦେଖନ୍ତୁ ଫାର୍ଷ୍ଟ ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ। ଅପସନ ନମ୍ବର ବି। ଭେରି ଗୁଡ୍ ଏଇଟା ସମସ୍ତେ ଜାଣିଛନ୍ତି ଆମର କଣ ହେଲା ଏସ୍ ର କେମିତି ସେପ୍ ଟା କୁହନ୍ତୁ ମୁଁ ପଢେଇବି ଏବେ ଡିଟେଲି ଖାଲି ଟିକେ ଯିଏ ମନେ ରଖିବେ ଏସ୍ ର କେଉଁପରି ସେପ୍ ସ୍ପେରିକାଲ ସ୍ପେରିକାଲ ଏଇଟା ଟିକେ ମନେ ରଖିଦେବେ। ପି ର କେମିତି କୁହନ୍ତୁ ଡମ୍ବଲ ଡମ୍ବେଲ ଠିକ ଅଛି। ଏସପି ଡି ର କେମିତି କୁହନ୍ତୁ ଡବଲ ଡବଲ ଡମ୍ବେଲ ଡବଲ ଡବଲ ଠିକ ଅଛି। ଆଉ ଏସପିଡି ଏଫ ର ସ୍ଟ୍ରକ୍ଚର ଟା ଡବଲ କଣ ଟାଇପ ର ଥାଏ ତ ଆପଣଙ୍କୁ ପଚାରିବନି କିନ୍ତୁ ଡବଲ ଏଫ ର ଯଦି ସ୍ଟ୍ରକ୍ଚର ଥାଏ ଏମିତି ଗୋଟେ ଉପରେ ଏମିତି କଣ ଥାଏ ତଳେ ଏମିତି ଗୋଟେ କଣ ଭଳିଆ ଥାଏ ତାର ନଡାଲ ପ୍ଲେନ ଟା ଏମିତି ଥାଏ ଡବଲ କର୍ନ କୁହାଯାଏ ଏଟାକୁ ଡବଲ କର୍ନ ଷ୍ଟ୍ରକ୍ଚର। ଖାଲି ଯଦି ପଚାରିଲା ମେ ବି ପଚାରିବ ହିଁ ନାହିଁ ଡବଲ କର୍ନ ଷ୍ଟ୍ରକ୍ଚର ପଚାରିବନି ଏଇଟା ଏଫ ଯାଇ କେବେ ବି ପଚାରିନି ଏସପିଡି ର ହିଁ ପଚାରିବ। ଖାଲି ମନେ ରଖିଦେବେ ଏସ୍ ର ସ୍ପେରିକାଲ ପି ର ଡମ୍ବଲ ଡି ର ଡବଲ ଡମ୍ବ ପୁରା ଇଜି କ୍ୱେଶ୍ଚିନ୍ ଆସିଥିଲା ଏଇଟା କୋଉ 21 ରେ ନା 22 ରେ ଆସିଥିଲା ଏ କ୍ୱେଶ୍ଚିନ୍ ଟା ଏଇ ମାନେ ଡାଇରେକ୍ଟ କ୍ୱେଶ୍ଚିନ୍ ଥିଓରିଟିକାଲ କ୍ୱେଶ୍ଚିନ୍ ଏଇଟା ଗୋଟେ ସେକେଣ୍ଡ ବି ଆପଣଙ୍କୁ ଲାଗିବନି। ପି ର ସେପ୍ ହବ କଣ ଡମ୍ବଲ ଆଉ ଏସ୍ ର ହବ ସ୍ପେରିକାଲ ତ କୋଉଟା ହବ ବିଟା ହବ ଭେରି ଗୁଡ। ହଁ ହାଇଡ୍ରୋଜେନ ସ୍ପେକ୍ଟ୍ରମ ଟା ପଢା ହେଇଥିଲା କାହାକୁ କାହାକୁ ମନେ ଅଛି ହାଇଡ୍ରୋଜେନ ସ୍ପେକ୍ଟ୍ରମ ଟା ଦେଖିବା। ଦେଖି ହଁ which of the following name ବିଭିନ୍ନ series spectral dimension of the hydrogen ଦେଖନ୍ତୁ ପ୍ରିଭିୟସ୍ କ୍ଲାସ୍ ଆଗ ଆପଣ କରିବେ ସବୁ ମାନେ ସବୁ ଗୁଡାକ ରିଭିଜନ ଆପଣ ନହେଲେ କରିପାରିବେନି ଲାଷ୍ଟକୁ ସବୁ ମାନେ ଯେତିକି ପଢା ହଉଛି ସେତିକି ଆପଣଙ୍କର ଆଟଲିଷ୍ଟ ସରିବାର ଅଛି ଅଧିକ ସରେଇ ପାରିଲେ ତ ଭଲ କଥା କିନ୍ତୁ ଯେତିକି ପଢା ହଉଛି ସେତିକି ଆପଣଙ୍କୁ ଯେମିତି ବି ମନେ ରହିଯିବାକୁ ପଡିବ ନହେଲେ ସେଟା ବ୍ୟାକଲଗ ରହିଯିବ ଯୋଉଟା କି ଆପଣଙ୍କ ପାଖରେ ଯୋଉଟା ଟାଇମ ଲାଷ୍ଟକୁ ବାଲମର ସିରିଜ କୋଉ ସେ ଆମେ ଦେଖ ଭେରି ଗୁଡ ବାଲମର ହିଁ ଲାଗୁଛି which of the following name of the given to the series of spectral emission lines of hydrogen atom that result in electron transition on higher level ମାନେ ହାୟର ଲେଭେଲ ରୁ ଡାଉନ ଟୁ କୋଉଠି ଆସିଲା କ୍ୱାଣ୍ଟମ ନମ୍ବର 2 ଭେରି ଗୁଡ। ବାଲମର ତ କୋଉ ସିରିଜ ଟା ହବ ହାୟର ଲେଭେଲ କୋଉ ବି ଲେଭେଲ ହେଇଥାଉ ସେକେଣ୍ଡ ଲେଭେଲ କୁ ଆସିଲା କୋଉ ଲେଭେଲ କୁ ଆସିଲା ସେକେଣ୍ଡ ଲେଭେଲ କୁ ସେକେଣ୍ଡ ପାଇଁ କୋଉଟା ଥିଲା କୁହନ୍ତୁ ବାଲମର ସେକେଣ୍ଡ series ବାଲମର ବାଲମର ଥିଲା ଭେରି ଗୁଡ। ମାନେ ଯୋଉ ପଢା ହେଇଥିଲା ଯୋଉ ଇଲେକ୍ଟ୍ରନ ଟା ଏନର୍ଜି ଲୁଜ କରିକି ଯଦି ଫାଷ୍ଟ ଟାକୁ ଆସିଲା ଫାଷ୍ଟ ସେଲ ଟାକୁ ମାନେ ଡାଉନ ହେଇଗଲା ତ ଫାଷ୍ଟ ସେଲ କୁ ଡାଉନ ହେଲେ କଣ କହୁଛି ଜାଣିନାହାନ୍ତି ଟିକେ ସର୍ଟନୋଟ କରନ୍ତୁ କଣ କୁହାଯାଏ କୁହନ୍ତୁ ଲେମାନ କୁହନ୍ତି। ଯଦି ସେକେଣ୍ଡ ସେଲ ଇଲେକ୍ଟ୍ରନ ଲୁଜ କରିକି ଯଦି ଫାଷ୍ଟ ସେଲ କୁ ଜମ୍ପ କଲା ତାହେଲେ ଲେମାନ କୁହାଯାଏ। ଲେମନ ସିରିଜ ଯଦି ହଁ ଯଦି ସେକେଣ୍ଡ ସେଲ କୁ ଜମ୍ପ କଲା ତାହେଲେ ଆମେ କଣ କହିବା ବାଲମର ସିରିଜ ବାଲମର ସିରିଜ ଭେରି ଗୁଡ କଣ କୁହାଯାଏ ବାଲମର। ଯଦି ଥାର୍ଡ ସେଲ କୁ ଜମ୍ପ କଲା କଣ କୁହାଯାଏ ଆମର ପାସ୍ଚର ସିରିଜ ଭେରି ଗୁଡ କ୍ୱେଶ୍ଚନ। ଯଦି ଫୋର୍ଥ ନମ୍ବର ସେଲ କୁ ଜମ୍ପ କଲା କଣ କହିବା ବ୍ରାକେଟ ବ୍ରାକେଟ ସିରିଜ ବ୍ରାକେଟ ସିରିଜ ବ୍ରାକେଟ ବ୍ରାକେଟ। ଯଦି ଫିଫ୍ଥ ନମ୍ବର ସେଲ କୁ ଜମ୍ପ କଲା କଣ କହିବେ ପି ଫ୍ରଣ୍ଟ ପି ଫଣ୍ଡ ଭେରି ଗୁଡ। ପୁରା ମନ ମାନେ ଏତେ ଆର କନସେପ୍ଟ ଆର ବହୁତ ଭାଷ୍ଟ ବୁଝିଲେ ନା ନା ଏଇଟା ଯିଏ କ୍ୱାଣ୍ଟମ ମେକାନିକ୍ସ ପଢନ୍ତି ସେମାନେ ବି ପଢନ୍ତି ପିଜି ଲେଭେଲ ଯାଇ ଆମକୁ କିଛି ନାହିଁ ଆମକୁ ଖାଲି ଡାଇରେକ୍ଟ କ୍ୱେଶ୍ଚନ ଆସିବ କୋଉ ଲେଭେଲ କୁ ଜମ୍ପ କଲେ କୋଉ ପ୍ରକାର ସିରିଜ କୁହାଯାଏ ଏତିକି ପଚାରିବ ଆଉ ସହିତ ଆଉ ଗୋଟେ ଲେମେନ ସିରିଜ ର ରେଞ୍ଜ କଣ ପଚାରିବ ଏଇଟା ଅଲ୍ଟ୍ରାଭାଇଲେଟ ରେଞ୍ଜ ଏଇଟା ଖାଲି ମନେ ରଖିଦେବେ ଆଉ ବାଲମର ର ଆପଣଙ୍କର ଭିଜିବଲ ମନେ ରଖିଦେବେ ଭିଜିବଲ ଭିଜିବଲ ଆଉ ସବୁ ଇନଫ୍ରାରେଡ ଆଉ ସବୁ କଣ ଇନଫ୍ରାରେଡ ଇନଫ୍ରାରେଡ ଠିକ ଅଛି ଆଇଆର ଆଉ ସବୁ କଣ ଆଇଆର ଆଇଆର ତିନିଟା ଭିଜିବଲ ଗୋଟେ ଆମର ସେକେଣ୍ଡ ଟା ପୁରା ଫାଷ୍ଟ ଏଟା ଅଲ୍ଟ୍ରାଭାଇଲେଟ ରେଞ୍ଜ ଏତିକି ଖାଲି ମନେ ରଖିଦେବେ ହାଇଡ୍ରୋଜେନ ସ୍ପେକ୍ଟ୍ରମ ର ଯୋଉ କ୍ୱେଶ୍ଚନ ଆସିବ ଏଇ ଭିତରେ ହିଁ ଆସିବ ବୁଝିପାରିଲେ। ତ ଆନ୍ସର ଆର ସେକେଣ୍ଡ କହିଛି ସେକେଣ୍ଡ ମାନେ କୋଉଟା ଆପଣ ମନେ ରଖିଦେବେ ବାଲମର ବୁଝିଲେ ଲିମେନ ଟା ଫାଷ୍ଟ ଆପଣ ପାସ୍ଚନ ଟା ଥାର୍ଡ ହେଲା ବ୍ରାକେଟ ଟା ଫୋର୍ଥ ହେଲା ହବ ଏଇଟା ଏଇଟା ମାନେ ଭିଡିଓ ବି ରେକର୍ଡିଂ ଥିବ ଆଉ ଥରେ ଦେଖିଦେବେ କିଛି ଅସୁବିଧା ହବନି କନସେପ୍ଟ ବୁଝିବାକୁ ହେଲେ ଠିକ ଅଛି। ଇଜି କ୍ୱେଶ୍ଚିନ୍ ବହୁତ 1 ସେକେଣ୍ଡରେ ହବ। ହଁ ଏଇ କ୍ୱେଶ୍ଚିନ୍ ଟା ଦେଖିବା କିଏ କରିପାରିବ
ନ୍ୟୁମେରିକାଲ ଯିଏ ଆସିବନି ମାନେ ଏଇ କ୍ୱେଶ୍ଚନ ଦେଖିଲେ ସମସ୍ତେ ଭାବିବେ ବଡ ବଡ ନ୍ୟୁମେରିକାଲଟା ଏଇଟା, କିନ୍ତୁ ବହୁତ ଇଜି ନ୍ୟୁମେରିକାଲଟା। ଦେଖିବା କିଏ ଆଇଡିଆ ଲଗେଇ ପାରୁଛନ୍ତି? ହୁଁ ଏଇଟା ମାନେ ଏଇ ଟା କ୍ୱେଶ୍ଚନଟା ସିଟା ହଉ ଦେଖିବା, ମୁଁ ବି ଜାଣିନି ଆନ୍ସର, ମାନେ କରିଥିଲି କିନ୍ତୁ ଭୁଲି ଯାଇଛି କଣ ହେଇଥିବ ଆନ୍ସର। ହଁ ଦେଖିବା ଏଇଟା କଣ କଲେ କୁହନ୍ତୁ ନା ମ୍ୟାମ୍। ହୁଁ କିଏ କହିବ କଣ କରିବା ଏଇ କ୍ୱେଶ୍ଚନରେ? What should be the ratio of energy of electron in various Bohr orbit of hydrogen atom? এই କନସେପ୍ଟ ଆମର ପଢା ହେଇଛି, କନସେପ୍ଟର ଆପ୍ଲିକେସନଟା ଆମେ ଡାଇରେକ୍ଟ ଆପ୍ଲିକେସନ କରୁଛେ। ଇଏ ଟିକେ ବୁଝିପାରିବାର ଅଛି କ୍ୱେଶ୍ଚନଟା, ଆଉ କିଛି ନାହିଁ। ଆମେ ଏଇ କ୍ୱେଶ୍ଚନ କରିଛେ କ୍ଲାସରେ, ପ୍ରିଭିୟସ୍ ଇୟର ବି ସେଟା ଯୋଉ ପଢିଛେ ଏଇ ଏନର୍ଜି କ୍ୱେଶ୍ଚନଟା। ପଡିବ ଏନର୍ଜି ଫର୍ମୁଲା ଭେରି ଗୁଡ୍। ଏଠି କୋଉ ଫର୍ମୁଲା ପଡିବ? ଏନର୍ଜିର ଫର୍ମୁଲା ପଡିବ। ଏନର୍ଜିର ଫର୍ମୁଲା କାହାର ମନେ ଅଛି ଦେଖିବା? minus minus 13.6 into z 13.6 square into by z n square square by n square. ଜେଡ୍ ସ୍କୋୟାର ବାଇ ଏନ୍ n ସ୍କୋୟାର। square. ଏଇଟ Yeah. ଠିକ ଅଛି। ଆମକୁ ଖାଲି କହିଛି ହାଇଡ୍ରୋଜେନ ଆଟମର ହିଁ କାଢ। ହାଇଡ୍ରୋଜେନ ଆଟମର କୋଉଟା କାଢ? ମନେକର ହାଇଡ୍ରୋଜେନ ନ୍ୟୁକ୍ଲିୟସ୍ ଅଛି, ଫାର୍ଷ୍ଟ ସେଲ୍, ସେକେଣ୍ଡ ସେଲ୍, ଥାର୍ଡ ସେଲ୍, ଫୋର୍ଥ ସେଲ୍। ଇଏ ଯୋଉ ଚାରିଟା ସେଲ୍ ଅଛି, ପ୍ରତି ସେଲ୍ର କିଛି କିଛି ଏନର୍ଜି ଥିବ, ସବୁ ଗୁଡାକ ଏନର୍ଜି ଲେଭେଲ। ତ ଚାରିଟା ସେଲ୍ର ଏନର୍ଜିର ଅନୁପାତ ସିଏ କାଢିବାକୁ କହିଛି। କ୍ୱେଶ୍ଚନଟା କିଏ ବୁଝିପାରିଲା? Yes, sir. ବୁଝିପାରିଲେ ସମସ୍ତେ କ୍ୱେଶ୍ଚନଟା? କ୍ୱେଶ୍ଚନଟା କହିଛି ବୁଝିଲି। ହଁ ଚାରିଟା ସେଲ୍ର ଏନର୍ଜିର ଅନୁପାତ। ତ ଫାର୍ଷ୍ଟ ସେଲ୍ ଦେଖନ୍ତୁ, ସମସ୍ତଙ୍କର 13.6 ତ କମନ ହିଁ ହବ, ହବ କି ନାହିଁ? କରିଦବା ଏଥିରେ ଜେଡ୍ କଣ କୁହନ୍ତୁ ତ? ଜେଡ୍ ହଉଛି 1. ଆଟମିକ ନମ୍ବର, ଆଟମିକ ନମ୍ବର 1। ଠିକ ଅଛି। ଆଉ ଏନ୍ ଟା କଣ କୁହନ୍ତୁ ଆପଣଙ୍କର? ସେଲ୍ ନମ୍ବର। କଣ? ସେଲ୍ ନମ୍ବର। ଯଦି ମୁଁ ଫାର୍ଷ୍ଟ ସେଲ୍ କଥା କହିଲି, କୋଉ ସେଲ୍ କଥା କହିଲି? ଫାର୍ଷ୍ଟ ସେଲ୍ କଥା। ତ ଜେଡ୍ ସ୍କୋୟାର ବାଇ ଏନ୍ ସ୍କୋୟାର ମୁଁ ଯେତେବେଳେ ଦେଖିଲି, ଜେଡ୍ ସ୍କୋୟାର ବାଇ ଏନ୍ ସ୍କୋୟାର, ଆର ଭ୍ୟାଲୁ କେତେ ହବ କୁହନ୍ତୁ? ଜେଡ୍ ର ଭ୍ୟାଲୁ ବି 1, 1 ର ଭ୍ୟାଲୁ ବି 1। ତ ଏଇଟା କେତେ ହେଇଯିବ? 1 ହେଇଯିବ। ହଁ କି ନା? ବୁଝିପାରିଲେ? ମୁଁ ଯେତେବେଳେ ସେକେଣ୍ଡ ସେଲ୍ କଥା ଦେଖିଲି, କୋଉ କଥା ଦେଖିଲି? ସେକେଣ୍ଡ ସେଲ୍। ଏଥିରେ ବି ମୁଁ ସେଇ ଫର୍ମୁଲା ଲଗେଇବି, ଜେଡ୍ ସ୍କୋୟାର ବାଇ ଏନ୍ ସ୍କୋୟାର। 13.6 କାହିଁକି ନଉନି? ସବୁଥିରେ 13.6 ଅଛି, ତ ମୁଁ ସେଇଟାକୁ ଅପ୍ଟିମାଇଜ କରିଦେଲେ ବି ହେଇଯିବ। ଯୋଉ ସେକେଣ୍ଡରେ ଦେଖନ୍ତୁ ଜେଡ୍ ସ୍କୋୟାର ବାଇ, four ହଁ One by four. ଚାରିଟା ସେଲ୍ ଯୋଉ ଆଣିଲେ ସେଇଟା ଯୋଉ ଆମର ଅପସର ୱାଇଜ ଚାରିଟା ଦେଇଛି ବୋଲି କଣ? ହଁ ସେ ଆପଣ ଏନର୍ଜି ସେ କହିଛି ଭେରିୟସ୍ ବୋର୍ସ ଅର୍ବିଟ୍ସ କହିଛି। କଣ କହିଛି? ଭେରିୟସ୍ ବୋର୍ସ ଅର୍ବିଟ୍। ଅର୍ବିଟ୍ ଗୁଡା କଣ? ଗୋଟେ ଥିବ, ଦିଟା ଥିବ, ତିନିଟା ଥିବ, ଚାରିଟା ଥିବ, ଏମିତି ବଢି ବଢି ଯାଏ ନା। ଆଜ୍ଞା ଭେରିୟସ୍ ଅର୍ବିଟ୍ ମାନେ ମୁଁ ସେଇ ଚାରିଟା ଅର୍ବିଟ୍ ମୁଁ ନେଲି। ତ ଆଜ୍ଞା ଚାରିଟା ହିଁ ଅପସନରେ ଚାରିଟାର ଅନୁପାତ ହିଁ ଦେଇଛି। ସେମିତି ଆପଣ ଆଇଡିଆ ଲଗେଇବେ। ଆଉ ଏଇ କ୍ୱେଶ୍ଚନଟା ଥରେ କରିଦେବେ ମାନେ ଆଇଡିଆ ହେଇଯିବ ଏମିତି ହିଁ କ୍ୱେଶ୍ଚନଟା ବୋଲିକି, ହେଲା। ଅପସନ ଡି ହବ। ଡି ହବ। ଡି ହବ ନା? ଭେରି ଗୁଡ୍। ହୁଁ। ଦେଖିବା ହଁ। ତ ସେକେଣ୍ଡ ପାଇଁ ବି ଜେଡ୍ ତ ଚେଞ୍ଜ ହବନି ନା, ହାଇଡ୍ରୋଜେନର ଆଟମିକ ନମ୍ବର 1 ହିଁ 1/4 ହବ। 1। ଆର କିନ୍ତୁ ସେକେଣ୍ଡ ସେଲ୍ ପାଇଁ ଏଇଟା କାଢୁଛେ, ତ 2 ର ସ୍କୋୟାର କେତେ ହେଇଯିବ? 4। 4 ଥାର୍ଡ ପାଇଁ ଯେତେବେଳେ ଆମେ ତାଠୁ ଯା କାଢିବା, ସେଇ 1/9 ଜେଡ୍ କେତେ ହେଇଯିବ? 1/9। 9 ଫୋର୍ଥ ପାଇଁ ଏଇଟା କେତେ ହବ କୁହନ୍ତୁ? 1/16। 1/16। କିଏ କିଏ ବୁଝିପାରିଲା ଏଇ କଥାଟା? କ୍ୱେଶ୍ଚନଟା ଇଜି କ୍ୱେଶ୍ଚନଟା ନା? Yes, sir. ହଁ ଆପଣଙ୍କୁ ଖାଲି କଣ ମନେ ରଖିବାର ଥିଲା? ଡାଇରେକ୍ଟ ଫର୍ମୁଲାଟା ବି ଯଦି ମନେ ରଖିବେନି, ମୁଁ ଯେମିତି କହିଥିଲି କ୍ଲାସରେ, ଜେଡ୍ ସ୍କୋୟାର ବାଇ ଏନ୍ ସ୍କୋୟାର ଭ୍ୟାଲୁଟା ଆପଣଙ୍କୁ ମନେ ରଖିବାକୁ ପଡିବ। ଜେଡ୍ ସ୍କୋୟାର ବାଇ ଏନ୍ ସ୍କୋୟାର ମାନେ ଦ୍ୟାଟ ଇଜ ଟୁ ଏନର୍ଜି। ବୁଝିପାରିଲେ? ଆଜ୍ଞା ସାର୍। ସେ ଏମିତି ପଚାରିଦବ, ଆଜ୍ଞା ସାର୍। ହାଇଡ୍ରୋଜେନ ଆଟମର ରେଡିୟସର ଅନୁପାତ ପଚାରିଦବ, ହାଇଡ୍ରୋଜେନ ଆଟମର ଭେଲୋସିଟିର ଅନୁପାତ ପଚାରିଦବ। ତ ଆପଣ କେତେବେଳେ କୋଉଟା ଲାଗୁଛି ସେଇଟା ଖାଲି ଟିକେ ମନେ ରଖିବେ। ଏବେ ଆସିବ ସେମିତି କ୍ୱେଶ୍ଚନ। ତ ଏମିତି କ୍ୱେଶ୍ଚନ ଆସିଲେ ଆପଣ କରିପାରିବେ ଇଜିଲି। ଏମିତି କ୍ୱେଶ୍ଚନ 2 ବର୍ଷ ଆସିଛି, 2 ବର୍ଷ କଣ୍ଟିନ୍ୟୁସଲି ଏଇ ପ୍ରକାର କ୍ୱେଶ୍ଚନ ଆସିଛି। ବୁଝିଲେ? ସେ ହାଇଡ୍ରୋଜେନ ବଦଳରେ ଆଉ କଣ ଦେଇଦବ? ମନ ଇଲେକ୍ଟ୍ରୋନିକ ସ୍ପେସିସ୍ ଗୁଡାକ ଆପଣଙ୍କର ଦେଇଦବ, ଲିଥିୟମ +2 ଦେଇଦବ। ବୁଝିପାରିଲେ ନା ନାଇଁ? ଆଜ୍ଞା ଲିଥିୟମ +2 ର ଭେରିୟସ୍ ଅର୍ବିଟାଲର ଅର୍ବିଟ୍ର ଏନର୍ଜି ଗୁଡାକର ରେସିଓ କାଢ। ବୁଝିପାରିଲେ? ନାଇଁ ତ ହିଲିୟମ +1 ର ଏନର୍ଜି ଗୁଡାକ କାଢ। କନଫ୍ୟୁଜ ହେବେନି, ଆକୁ ଭେରାଇଟି ଅଫ କ୍ୱେଶ୍ଚନ ବନେଇ ହେଇପାରିବ ଏଇ ଗୋଟେ କ୍ୱେଶ୍ଚନରୁ। ତ ଏଇ ସାର୍ ଏଇଟା ଫର୍ମୁଲାଟା କଣ ଜାଣିକି କେବଳ ଆପଣ ମୋଟୋ ଇଲେକ୍ଟ୍ରୋନିକ ସ୍ପେସିସ୍ ପାଇଁ ଆପ୍ଲିକେବଲ? ସେଇଆ ହିଁ ଆମେ ପଢିଲେ। ବୋର ମଡେଲଟା କାହା ପାଇଁ ଆପ୍ଲିକେବଲ ପଢା ହେଇଛି? ଓନ୍ଲି ବୋର ମାନେ ଆଜ୍ଞା ହଁ ସାର୍। ବୋରା ଯୋଉଟା ଓନ୍ଲି ସେମାନ ମନୋ ଇଲେକ୍ଟ୍ରୋନିକ। ମନ ଇଲେକ୍ଟ୍ରୋନିକ ସ୍ପେସିସ୍ ପାଇଁ। ବୁଝିପାରିଲେ? ଯୋଉ ଆମେ ଫର୍ମୁଲା ଗୁଡାକ ଲଗେଇଲେ, ଫର୍ମୁଲା ଗୁଡାକ କେବଳ ମନ ଇଲେକ୍ଟ୍ରୋନିକ ସ୍ପେସିସ୍ ପାଇଁ ହିଁ ଲାଗିବ, ଆଉ କାହା ପାଇଁ ଲାଗିପାରିବନି। ମଲ୍ଟି ଇଲେକ୍ଟ୍ରୋନିକ ସ୍ପେସିସ୍ ପାଇଁ ଲାଗିବନି। ଠିକ ଅଛି? ଆଜ୍ଞା। ଠିକ। ତ ଏଇ କ୍ୱେଶ୍ଚନଟା କ୍ଲିୟର। ତାପରେ ଏଇ କ୍ୱେଶ୍ଚନଟା ଦେଖନ୍ତୁ, ପ୍ରିଭିୟସ୍ ଇୟର କ୍ୱେଶ୍ଚନ, ବହୁତ ଇଜି କ୍ୱେଶ୍ଚନ। ଏଇଟା ବାରମ୍ବାର ଏଇ କ୍ୱେଶ୍ଚନ ଆମେ କରିଛନ୍ତି। 3D। 3D
ଗ୍ରୀନ୍ 3D ଟି 3D ଏଇଟା କାହାର ଡାଉଟ୍ ନଥିବ ସିଓର ଥଟ୍ ନା ଅଛି ଏଇଟା କାହାର ଡାଉଟ୍? No, sir. 3D ଭେରି ଗୁଡ୍ ମାନେ ସେଇ ଏଲ୍ 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 ଦେଖି କରିବା ଆଉ n ଏଲ୍ equal ଇକ୍ୱାଲ୍ ଟୁ 2 ମାନେ ଡି ଆଉ D 0 1 2 D ହେଲେ SPD ଏନ୍ ଏନ୍ ଯାହା ଇଏ ସେଲ୍ ସେ ହଁ ବୁଝିଲେ ଏଇଟା ଆମେ କ୍ଲାସରେ ବାରମ୍ବାର ଏଇଟା ପଢା ହେଇଛି ସମସ୍ତେ ଠିକ କରିବେ କିଛି ଅସୁବିଧା ନାହିଁ। ହଁ ଦେଖନ୍ତୁ ସେଇ ସେମ୍ କୋଶ୍ଚିନ୍ଟା ଏକା କିନ୍ତୁ ଅଲଗା ଇୟରରେ ପଡିଥିଲା ଏଠି ବି ହାଇଡ୍ରୋଜେନ ପଚାରିଛି ଆପଣଙ୍କୁ ଲିଥିୟମ ପ୍ଲସ୍ ଟୁ ଦେଇପାରେ କିଛି ଅଲଗା ଦେଇପାରେ କିନ୍ତୁ ଏବେ ଏଠି velocity କାହାର ପଚାରୁଛି। ଭେଲୋସିଟିର ପଚାରିଛି କଣ ହବ କୁହନ୍ତୁ କିଏ ଦେଖିବା କିଏ କହିପାରିବେ ଭେଲୋସିଟିର ଫର୍ମୁଲା କିଏ ଥିଲା ମତେ କଣ କିଏ କହିବେ ଦେଖିବା 2.188 into 10 to the power 16. 2.1 ଏତେ ମନେ ରଖିଛନ୍ତି 2.1 into 10 to the power 6 Six. into z by n ଏମିତି ଥିଲା ଏମିତି ହିଁ ଥିଲା ନା କିଛି Again. ଆଜ୍ଞା ମାନେ ଆପଣଙ୍କୁ ମନ କଣ ରଖିବାର ଅଛି z by n ମନେ ରଖିବାର ଅଛି ଆଉ କିଛି ମନେ ରଖିବାର ନାହିଁ କରନ୍ତୁ ଜଲ୍ଦି ହଁ z by n ଆପଣଙ୍କୁ ମନେ ରଖିବାର ଅଛି ଆପଣଙ୍କ କାମ ବନିଯିବ ଅପସନ ସି ଅପସନ୍ ସି ଭେରି ଗୁଡ୍ କଲେ ସମସ୍ତେ ସେଇ ଫର୍ମୁଲା ସି ମାନେ ଫାଷ୍ଟ ପାଇଁ ଆପଣଙ୍କର ଫାଷ୍ଟ ପାଇଁ ଲଗେଇଲେ z by n ଲଗେଇଲେ z ତ ଚେଞ୍ଜ ହବନି z 1 ହିଁ ହାଇଡ୍ରୋଜେନ ପାଇଁ ଆଟମିକ ନମ୍ବର କେତେ 1 ଆଉ ଫାଷ୍ଟ ସେଲ୍ ପାଇଁ 1 ତ 1 by 1 ମାନେ 1 ଆପଣଙ୍କର ସେକେଣ୍ଡ ପାଇଁ କଣ ହବ z by n ହିଁ ଲଗେଇବେ 1 by ସେକେଣ୍ଡ ପାଇଁ 1. ଯେତେବେଳେ z ମାନେ ଲଗେଇଲେ z ତ 1 ହବ ଏଇଟା କେତେ ହବ 1 by 2 ହେଇଗଲା କେତେ ହେଇଗଲା 1 by 2 ଥାର୍ଡ ପାଇଁ କେତେ ହେଇଯିବ କୁହନ୍ତୁ 1 by z 3. by n କଲେ 1 by 1 2 by 3 ବୁଝିପାରିଲେ ତ କୋଉଟା ହବ ଏଇଟା ଏଇଟା ହିଁ ହବ option ଗଟ୍ ଇଟ୍ ହେଇପାରିବ ଏମିତି କ୍ୱେଶ୍ଚନ ଗୁଡାକ ତାପରେ ଫୋର୍ଥ ନମ୍ବରଟା 1 by 4 ହବ ଇଜିଲି ଜାଣିଦେବେ ହବ ଏ କ୍ୱେଶ୍ଚନଟା Again. ସେଇ ସେମ୍ 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 ସେଇ ଆଜ୍ଞା ସେମ୍ ଟାକ୍ଟିକ୍ସ ସେଇ ସେମ୍ ଟାକ୍ଟିକ୍ସ ଆପଣ ଖାଲି ମାନେ ଫର୍ମୁଲାଟା ମନେ ଏଇଟା ମେନ୍ ଜିନିଷ କ'ଣ ଆପଣଙ୍କୁ ଫର୍ମୁଲା ମନେ ରହିବ ଯଦି ଫର୍ମୁଲା ମନେ ଅଛି ଇଜିଲି କରିଦେବେ ଯଦି ଫର୍ମୁଲା ମନେ ନାହିଁ ଡିଫିକଲ୍ଟ ହେଇଯିବ ଆପଣ ମାନେ ଟିକେ ଡିଫିକଲ୍ଟ କ'ଣ କରି ହିଁ ପାରିବେନି ତାପରେ 65 ନମ୍ବର କ୍ୱେଶ୍ଚନଟା ଦେଖନ୍ତୁ କ'ଣ କହୁଛି କିଛି ନାହିଁ Bracket, sir. ଡାଉନ୍ ଟୁ 4 4 କହିଦେଲା Bracket କ'ଣ bracket series. series bracket ଏତେ ପଡ଼ିବନି Bracket. ଡାଉନ୍ ଟୁ 4 କହିଛି T. ମାନେ ବ୍ରାକେଟ ମାରିକି bracket ଟି series ଭେରି ଗୁଡ୍ ହଁ ଏଇଟା ଆମର ଆସିଲା ମୋମେଣ୍ଟମକୁ ନେଇକି ଆସିଲା ହାଇସେନ୍ ଇଏ Lambda equal ଡୁଆଲ to h by ନେଚର ଅଫ One. ଡୁଆଲ ନେଚର ଅଫ P. ଫ୍ଲୁଇଡକୁ ନେଇକି ଆସିଲା ହଁ ହଁ କ'ଣ କ'ଣ ଦେଇଛି ଦେଖନ୍ତୁ କାଲକୁଲେଟ୍ ଦି ୱେଭଲେନ୍ଥ ଲାମ୍ଡା ପଚାରିଛି ଠିକ୍ ଅଛି ମାସ୍ ଦେଇଛି 0.2 kg ଠିକ୍ ଅଛି ଭେଲୋସିଟି ଦେଇଛି 5 ମିଟର ପର ସେକେଣ୍ଡ ଆଉ ପ୍ଲାଙ୍କ୍ସ କନଷ୍ଟାଣ୍ଟର ଭ୍ୟାଲ୍ୟୁ ଦେଇଦେଇଛି ଆମକୁ ଲାମ୍ଡାର ଫର୍ମୁଲାଟା କିଏ କହିବ Lambda is equal to h by h mb. by mb h by mb ଭେରି ଗୁଡ୍ ଲାମ୍ଡା ଇକ୍ୱାଲ୍ ଟୁ h ବାଇ mb ଫର୍ମୁଲା ମାନେ ଫର୍ମୁଲା ମନେ ଅଛି ଆପଣ କିଛି ଆଗକୁ ବଢି ପାରିବେ ଏଇଟା ଫର୍ମୁଲାର ଏକ୍ସପ୍ଲେନେସନ କରାଯାଇଛି କାହିଁକି ଏମିତି ଫର୍ମୁଲା ହେଇଛି କିଏ କୋଉଟା ୟୁନିଭର୍ସିଟି ପ୍ରଫେସନାଲ ସେ ସବୁ ଛାଡ଼ନ୍ତୁ ଏବେ ଆଉ କହିବିନି ତ ଲାମ୍ଡା ମୁଁ କାଢ଼ିବାର ଅଛି ଏଚ୍ ର ଭ୍ୟାଲ୍ୟୁ ଦେଇଦେଇଛି 6.6 ଇଣ୍ଟୁ 10 ଟୁ ଦ ପାୱାର ମାଇନସ୍ 34 ଠିକ୍ ଅଛି ମାସ୍ କେତେ ଦେଇଛି କୁହନ୍ତୁ 0.2 ଆଚ୍ଛା ସେଟା 0.2 କେବଳ ପ୍ଲାଙ୍କ୍ସ କନଷ୍ଟାଣ୍ଟ ଭ୍ୟାଲୁ ଟା ଆସି ଯାଉଛି କେବଳ ଭେରି ଗୁଡ୍ ହଁ ହୁଁ। କାହିଁକି ଆସିଯିବ କୁହନ୍ତୁ ନା 0.2 କୁ ମୁଁ 2 by 10 0.2 ଲେଖିପାରିବି ଆଚ୍ଛା ଉପରକୁ ଗଲା ମାନେ ଦେଖନ୍ତୁ ଆରାମରେ ଏଇଟା ହେଇଯିବ 0.2 କେଜି ମୁଁ ଏଠି ଲେଖୁଛି ମନେକର ମାସ୍ କେତେ equal to 0.2 Planck's ଦେଇଛି constant ଆସିବ ଭେଲୋସିଟି 5 5. ଦେଇଛି ତ 6.6 ଇଣ୍ଟୁ 10 ଟୁ ଦ ମାଇନସ୍ 34 ଯେତେବେଳେ କଲି 2 ବାଇ ଏଇଟା 10 ଲେଖିପାରିବି ମୁଁ ଦଶମିକକୁ ଭଗ୍ନାଂଶ କରିଦେଲି 5 ତ 5 ଏକେ 5 5 ଦୁଣେ 10 ବୁଝିଲେ କଟିଲା 1 ହେଇଗଲା 2 ଏକେ 2 2 ଏକେ 2 One. କଟିଗଲା ତ Out of ତଳେ ସବୁ କଟିଗଲା ଉପରଟା ହେଇ ରହିଗଲା 6.6 ଇଣ୍ଟୁ 10 ଟୁ ଦ ପାୱାର ମାଇନସ୍ 34 କ୍ୱେଶ୍ଚିନ୍ ଏମିତି ହିଁ ଆସିବ ଡାଇରେକ୍ଟ କ୍ୱେଶ୍ଚିନ୍ ଗୁଡାକ ଆସିବ ଇଜି କ୍ୱେଶ୍ଚିନ୍ ଆସିବ ଏ କ୍ୱେଶ୍ଚିନ୍ ମାନେ ନ୍ୟୁମେରିକାଲି ବି ସେତେ କଷ୍ଟ ନଥିଲା ବୁଝିଲେ ନା ନାଇଁ ତ ହେଇପାରିବ ଏ କ୍ୱେଶ୍ଚିନ୍ ଗୁଡାକ ଏ କ୍ୱେଶ୍ଚିନ୍ ରେ ଡାଉଟ୍ ନାହିଁ ନା କାହାର କିଛି ହଁ sir ଭେରି ଗୁଡ୍ ତ 110ଟା ଦେଖନ୍ତୁ 110 ନମ୍ବର କ୍ୱେଶ୍ଚିନ୍ଟା ଦେଖନ୍ତୁ 110 ନମ୍ବର କ୍ୱେଶ୍ଚିନ୍ କହିଛି ଅକ୍ସିଜେନ ର 2 ମାଇନସ୍ ଠିକ୍ ଅଛି 2 ମାଇନସ୍ ହଁ ଅକ୍ସିଜେନ 2 ମାଇନସ୍ ଅକ୍ସିଜେନର ଇଲେକ୍ଟ୍ରୋନିକ୍ କନଫିଗରେସନ୍ କୁହନ୍ତୁ 2 ମାଇନସ୍ ମାନେ ଅକ୍ସିଜେନର କେତେଟା ଇଲେକ୍ଟ୍ରନ୍ ଅଛି କୁହନ୍ତୁ Dଟା 10ଟା 8 ନାଇଁ ଆଠଟା 10 ସେଟା କେମିତି ହେଇଗଲା 8ଟା 8ଟା 2 8ଟା minus 8
2 ମାଇନସ୍ କହିଲେ ହଁ ଆଉ ଦିଟା ଆଡ୍ ହେଇଯାଇଛି, ଭେରି ଗୁଡ୍। ଆଚ୍ଛା ଆଗରେ ଭାଗ ମୁଁ ଖାଲି 10ଟା ହଁ ଠିକ ଅଛି, ଠିକ ଅଛି, ମାନେ ମୁଁ ଖାଲି ଅକ୍ସିଜେନଟା ପଚାରିଥିଲି, ଚଳିବ। 2 ମାଇନସ୍ ମାନେ 10ଟା ଆଡ୍ ହେଇଯାଇଛି, ଭେରି ଗୁଡ୍ ଗୁଡ୍, କିଛି ଡି। ଅସୁବିଧା ନାହିଁ। ଆ, ଆ, ଆପଣ ଭରି ଭରି ଯାଆନ୍ତୁ, 1:2 ହବ, ତାପରେ କଣ ହବ 2:2 ଡି ହବ ସାର୍। 1:2 2:2 ହଁ ହେଇଗଲା 2p6 ଦିଟା ହେଇଗଲା, 10ଟା ହେଇଗଲା। ଓକେ, ମାନେ ଇଲେକ୍ଟ୍ରୋନିକ କନଫିଗୁରେସନ ରୁ ବି ଆସୁଛି କୋଶ୍ଚିନ୍, ସେଇଟା ଜାଣିବେ। ହଁ ଏବେ ଆସିଗଲା ମାନେ ଦେଖନ୍ତୁ ସେ କୋଶ୍ଚିନ୍ଟା, ଏଇଟା ଗୋଟେ ବର୍ଷର କୋଶ୍ଚିନ୍ ନାହିଁ, ଏ ତିନିଟା ଯୋଉ କୋଶ୍ଚିନ୍ ଆସିଛି ଗୋଟେ ବର୍ଷର ନାହିଁ, ଡିଫରେଣ୍ଟ ଡିଫରେଣ୍ଟ କୋଶ୍ଚିନ୍ ବର୍ଷର କୋଶ୍ଚିନ୍ ଗୁଡାକ ଏଇଟା। କିନ୍ତୁ ଏବେ ପଚାରିଦେଲା ରେସିଓ ରେଡିୟସର ପଚାରିଦେଲା, ବୁଝିଲେ ନା ନାଇଁ? ରେଡିୟସର ଫର୍ମୁଲାଟା କାହାକୁ କାହାକୁ ମନେ ଅଛି? 0.5 into n square by z Armstrong। କରନ୍ତୁ ଆନ୍ସରଟା ଦେଖିବା, ଜଲ୍ଦି କରନ୍ତୁ, କିଏ କରିପାରୁଛନ୍ତି? सर 1 बी ऑप्शन पे सर, डी, बी ऑप्शन पे। बी, अच्छा बी, ଠିକ ଅଛି। ଆଉ କାହାର? ଓକେ, ଦେଖନ୍ତୁ ତ ଆମର ଫର୍ମୁଲା କଣ? ବି ତ, ଭେରି ଗୁଡ୍। ରେଡିୟସର ଫର୍ମୁଲାଟା କଣ? 0.5 ଥିଲା, କେତେ ଗୋଟେ ଥିଲା, 5 ଥିଲା ବୋଧେ, 5 ଆଉ କଣ ଥିଲା? ହଁ 5 to ଛାଡ଼ନ୍ତୁ, 9 5 to ଆଚ୍ଛା 9 ହଁ ହଁ ଠିକ ଅଛି, 5 to 9 ମନେ ରଖିଛନ୍ତି, ଭଲ କଥା। ଏନ୍ ସ୍କୋୟାର ବାଇ ଜେଡ୍ z ଥିଲା ବୋଧେ, ହଁ ଏନ୍ ସ୍କୋୟାର ବାଇ ଜେଡ୍ ଏଙ୍ଗଷ୍ଟ୍ରମ୍ ଥିଲା, ଠିକ ଅଛି। ତ ଆମର କାମର କାମ का चीज है एन स्क्वायर बाई जेड, ବୁଝିଲେ? ତ ଏନ୍ ସ୍କୋୟାର ବାଇ ଜେଡ୍ ଯେତେବେଳେ ହବ, ଆମେ ସେଇ ଫାଷ୍ଟ ପାଇଁ ନବା, ଏନ୍ ସ୍କୋୟାର ବାଇ ଜେଡ୍ ରେ ଆମେ ଫାଷ୍ଟ ସେଲ୍ କଥା ପକେଇବା। କେତେ ହବ? 1 ର ସ୍କୋୟାର ବାଇ 1, ତ ଏଇଟା ଫାର୍ଷ୍ଟଟା 1 ହେଇଗଲା। ସେକେଣ୍ଡଟା କଣ ହବ? ଏନ୍ ସ୍କୋୟାର ବାଇ ଜେଡ୍, ତ ସେକେଣ୍ଡ ସେଲ୍, 4 by 1 ତ 2 ର ସ୍କୋୟାର ବାଇ 2, ତ 2 ର 4 ସ୍କୋୟାର କେତେ by ହେଇଯିବ? 1 4 ହେଇଯିବ। ତଳେ ତ ସବୁବେଳେ 1 ହିଁ ଅଛି, ଜେଡ୍ ର ଭ୍ୟାଲ୍ୟୁ ଆଜ୍ଞା। କଣ? 1, ଜେଡ୍ ର 1 ଅଛି, ତ ଉପରର ଭ୍ୟାଲ୍ୟୁଟା ହିଁ କାଉଣ୍ଟ ହବ। ତ 1 ଆସିବ, ତାପରେ 2 ର ସ୍କୋୟାର 4, 3 ର ସ୍କୋୟାର କେତେ ହବ? 9, 4 ର ସ୍କୋୟାର 16, 16 ବୁଝିପାରିଲେ? Yes, yes sir. ରେଡିୟସର ଅନୁପାତ, ଭେରି ଗୁଡ୍। ତାପରେ ଏଇଟା ବହୁତ ଇଜି କ୍ୱଶ୍ଚିନ୍, yes sir ଅର୍ବିଟାଲ। Yes, sir, A option। ତାପରେ ଏଇଟା Yes, ଦେଖନ୍ତୁ, which of the orbital following describe which of the direction following quantum number describe Spin direction quantum in number electron spin Pin quantum number? quantum number D। এটা ଦେଖନ୍ତୁ, calculate the energy photon, photon ର ଏନର୍ଜି ଆସିଛି, ଏଇଟା ମାନେ ପଢା ହେଇନି, ଖାଲି ଆପଣ ସବୁ ଯେ କ୍ୱାଣ୍ଟାଇଜେସନ ଅଫ କ୍ୱାଣ୍ଟାଇଜେସନ ନାହିଁ, ପ୍ଲାନ୍କସ୍ କନଷ୍ଟାଣ୍ଟ ଥିଓରି ବି ପଢିଥିବେ, ଏନର୍ଜି ଇକ୍ୱାଲ ଟୁ ଏଚ ମ୍ୟୁ, କାର କାର ମନେ ଅଛି? energy collection ଏଇଟା ଟିକେ ଫର୍ମୁଲା ମନେ ରଖିଦେବେ, ଏନର୍ଜି ଇକ୍ୱାଲ ଟୁ ଏଚ ମ୍ୟୁ। ଏନର୍ଜିର ଯୋଉ କ୍ୱାଣ୍ଟା ଗୁଡାକ ଆସେ, ଲାଇଟ୍ ଗୁଡାକ ମପାଯାଏ, ଫୋଟନର ଫ୍ରିକ୍ୱେନ୍ସିରୁ ତାର ଏନର୍ଜିଟା ମପାଯାଏ, ଠିକ ଅଛି। ତ ଫୋଟନର ଫ୍ରିକ୍ୱେନ୍ସିକୁ ପ୍ଲାଙ୍କ୍ସ କନଷ୍ଟାଣ୍ଟରେ ଯଦି ଆମେ ଗୁଣନ କରିଦେବା, ତାହେଲେ କେତେ ଏନର୍ଜି ସେ ଫୋଟନର ଅଛି, ଯୋଉ ଲାଇଟ୍ର ଫୋଟନରେ କେତେ ଏନର୍ଜି ଅଛି, ଆମେ କାଲକୁଲେଟ୍ କରିପାରିବା। ତ ଏଇ ଫର୍ମୁଲାଟା ମନେ ରଖିବେ, ଇକ୍ୱାଲ ଟୁ ଏଚ ମ୍ୟୁ। ବହୁତ କମନ ଫର୍ମୁଲାଟା, ସମସ୍ତେ ଟିକେ ଟିକେ ଶୁଣିଥିବେ, ଯିଏ ଶୁଣି ନାହାନ୍ତି ଡାଇରେକ୍ଟ ମନେ ରଖିଦିଅନ୍ତୁ, ଇ ଇକ୍ୱାଲ ଟୁ ଏଚ ମ୍ୟୁ। ଏଚ ମ୍ୟୁ ମାନେ କ'ଣ? ଫ୍ରିକ୍ୱେନ୍ସି। ଏଚ ମ୍ୟୁ ମାନେ କ'ଣ? ଫ୍ରିକ୍ୱେନ୍ସି। ଆଉ ଫ୍ରିକ୍ୱେନ୍ସିର ୟୁନିଟଟା ଖାଲି ଟିକେ ମନେ ରଖିଦେବେ, ହର୍ଜ, ଠିକ ଅଛି। ଫ୍ରିକ୍ୱେନ୍ସିର ୟୁନିଟଟା ମନେ ରଖିଦେବେ ହର୍ଜ, ଆଉ ଫର୍ମୁଲାଟା ମନେ ରଖିବେ, ସବୁ କ୍ୱେଶ୍ଚିନ୍ ଆପଣ ଇଜିଲି କରିବେ। B option answer ଅପସନ କୋଉଟା ହଉଛି? B ଡି, ବି, B ଆଚ୍ଛା B B ଦେଖିଦବା। ହଁ ବି ତ, ହଁ ଏ ବି, ହଁ ତ ଠିକ ଅଛି। ହଁ, ତ କ'ଣ କହୁଛି? କାଲକୁଲେଟ୍ ଦି ଏନର୍ଜି ଅଫ 10 ଫୋଟନ୍ସ, ଠିକ ଅଛି। ହୁଜ୍ ଫ୍ରିକ୍ୱେନ୍ସି ମ୍ୟୁ କେତେ ଦେଇଛି ଆମକୁ? 1 × 10⁻14 ହର୍ଜ, ଠିକ ଅଛି। ଆଉ ଏଚ୍ ତ ଭ୍ୟାଲ୍ୟୁ ଜାଣିଛନ୍ତି, ଇ ର ଭ୍ୟାଲ୍ୟୁ ଜାଣିବାର ଅଛି, ଗୋଟେ ୟୁ ର ଭ୍ୟାଲ୍ୟୁ ଫାଷ୍ଟ କାଢିବା। ଆମର ଇ ର ଭ୍ୟାଲ୍ୟୁ କ'ଣ ଅଛି? ଏଚ୍ ମ୍ୟୁ ମାନେ 6.6 × 10⁻34 ଇଣ୍ଟୁ କେତେ ହେଇଗଲା? 10⁻14, ହଁ କି ନା? ଗୋଟେ ରୁ କାଢୁଛେ, ଯଦି 10ଟାରେ କାଢିବେ ଆପଣ କ'ଣ କରିବେ? 10ରେ ଗୁଣନ କରିବାକୁ ପଡିବ, 10ଟା ଫୋଟନ କହିଛି, ହଁ କି ନା? ସାର୍ ମୁଁ ବୁଝିପାରିଲେ? ଗୋଟେ ବାହାର କରିଥିଲି, ଗୋଟେ ବାହାର 10ଟା ବାହାର କଲେ ସାର୍ -19 ମାନେ ଏ ହବ। ଭେରି, ହଁ ତ ଏଇଟା ହେଇଗଲା 6.6 ହେଇଗଲା, 10⁻34 ଉପର ଆଗ ସବୁ ଯୋଡ଼ିଦେବେ, +1, ଠିକ ଅଛି। ତ
6.6 into 10 to the power କେତେ ହେଇଗଲା ମାଇନସ୍ ମାଇନସ୍ 19 ହବ। Yes, sir. ଭେରି ଗୁଡ୍। ତାପରେ କହିଛି ଆଇସୋ ଇଲେକ୍ଟ୍ରୋନିକ ସ୍ପେସିସ୍। ଆଇସୋ ଇଲେକ୍ଟ୍ରୋନିକ ସ୍ପେସିସ୍ ମାନେ ନମ୍ବର ଅଫ ଇଲେକ୍ଟ୍ରନ୍ ସମାନେ, ନମ୍ବର ଅଫ ଇଲେକ୍ଟ୍ରନ୍ ସେମ୍। ଆଇସୋ ଇଲେକ୍ଟ୍ରୋନିକ ର ଅର୍ଥ କ'ଣ? ଆଇସୋ ମାନେ ସମାନେ, ନମ୍ବର ଅଫ ଇଲେକ୍ଟ୍ରନ୍ ସେମ୍। କୋଉ ଦିଟା ଯୋଉ ଅପସନ ଗୁଡାକ ଦେଇଛି, କୋଉ ଅପସନ ଗୁଡାକରେ ନମ୍ବର ଅଫ ଇଲେକ୍ଟ୍ରନ୍ ସମାନ ପଚାରୁଛି ଦେଖିକି କହିଦେବେ ସି ସମସ୍ତେ। ସି ଏଇ କ୍ୱେଶ୍ଚନଟା ଭେରି ଗୁଡ୍। କୋଉଟା ହବ? ସିଟା ହବ। ଦେଖି ମାନେ ମ୍ୟାଗ୍ନେସିୟମ ର ଜାଣିଥିବେ 12, ଆଲୁମିନିୟମ ର 13, 13 ଠିକ ଅଛି କି ନାଇଁ? ମ୍ୟାଗ୍ନେସିୟମ +2 ମାନେ 10 ହେଇଗଲା, କାଲସିୟମ +2 ମାନେ କେତେ ହେଇଗଲା? କାଲସିୟମ ର 20 ତ 18 ହେଇଗଲା, ଦିଟା ପଳେଇଛି। ବୁଝିଲେ ନା ନାଇଁ? ମ୍ୟାଗ୍ନେସିୟମ ର +2 ମାନେ କ'ଣ? ମ୍ୟାଗ୍ନେସିୟମ ର 12 10 +2 ଦିଟା ପଳେଇଛି 10। ଆଲୁମିନିୟମ ର 10 13 ତିନିଟା ପଳେଇଛି, ମାନେ ଏଇଟା ବି 10 ହେଇଗଲା। ତ ଆଇସୋ ଇଲେକ୍ଟ୍ରୋନିକ କୋଉଟା ହେଇଗଲା? ଏଇଟା ହେଇଗଲା। ମାନେ ବଡ କଥା କ'ଣ? 30 ଯାଇ ମନେ ରଖିଥିବାର ଅଛି। ବୁଝିଲେ ନା ନାଇଁ? କେତେ ଯାଇ 30 ଯାଇ ଆଟମିକ ନମ୍ବର ମନେ ରଖିଥିବାର ଅଛି, ମାନେ ଆପଣଙ୍କର ଇଜିଲି ହବ। ସେଇଟା ଆଉ କଣ ସେ ଟିକେ ଜାଣିଥିବାର ଜାଣିନି। ଅଛି। ହଁ ମାନେ ଆପଣ ଏଇଟା ଜାଣିନଥିବେ ସାର୍। ଦେଖନ୍ତୁ ମନେକର ଅକ୍ସିଜେନ ର ଆଟମିକ ନମ୍ବର କେତେ? 8 ଜାଣିଛନ୍ତି ଆପଣ। ତ ନମ୍ବର ଅଫ ଇଲେକ୍ଟ୍ରନ କେତେ ହବ କୁହନ୍ତୁ ଆପଣଙ୍କର? 8 ହିଁ ହବ। 8ଟା ଇଲେକ୍ଟ୍ରନ ଅଛି ଏଥିରେ, ହଁ ପ୍ରୋଟନ ବି 8ଟା ଅଛି, ହଁ କି ନା? ମୁଁ ଯଦି ହଁ ଲେଖିଲି O-2, ଏବେ ଦଶଟା କ'ଣ? ହେଇଯିବ। -2 ର ଅର୍ଥ ହଉଛି ଆହୁରି ଦିଟା ଇଲେକ୍ଟ୍ରନ ଆଇରେ ଏଡ୍ କରାହେଇଗଲା। ହଁ ବୁଝିପାରିଲେ ନା ନାଇଁ? ପୂର୍ବରୁ ହଁ 8ଟା ଥିଲା, ଏବେ -2 ଲେଖା ହେଲା, ମାନେ କେତେ ହେଇଗଲା? 10ଟା ଦଶଟା ଇଲେକ୍ଟ୍ରନ ହେଇଗଲା। କେତେଟା ଇଲେକ୍ଟ୍ରନ ହେଇଗଲା? O+2 ହବନି, ମୁଁ ମନେକର ଲେଖିଦେଲି O+2 ଲେଖିଦେଲି, ମାନେ ଏଥିରୁ ଦିଟା ଇଲେକ୍ଟ୍ରନ ପଳେଇଛି। ଏଥିରୁ କ'ଣ? ଦିଟା ଇଲେକ୍ଟ୍ରନ ପଳେଇଛି। ଏବେ 8ଟା ଇଲେକ୍ଟ୍ରନ ଥିଲା, ଦିଟା ପଳେଇଛି, ମାନେ କେତେଟା ଇଲେକ୍ଟ୍ରନ ହେଇଗଲା? ବୁଝିପାରିଲେ? ଏଇଟା ହବନି କେବେ, ଖାଲି ମୁଁ ବୁଝିବା ପାଇଁ କହିଲି। ବୁଝିପାରିଲେ ନା ନାଇଁ ସାର୍? ମାଇନସ୍ ମାନେ ଦିଟା ଏଡ୍ ହେଇଗଲା, ପ୍ଲସ୍ କେତେ ଟଙ୍କା ହେଇଗଲା? ଦିଟା ଯଦି ପଳେଇବ ଇଲେକ୍ଟ୍ରନ, ମାଇନସ୍ ଦିଟା ପଳେଇଲା ମାନେ ଦିଟା ପ୍ଲସ୍ ହେଇଯିବ ଇଏ। ବୁଝିପାରିଲେ ସାର୍? ହଁ ସାର୍। ଏଇଟା ଟିକେ ଇଜି, ଏଇଟା ଦେଖିଦେବେ ଟିକେ, ଆପଣ ଆଉ ଟିକେ ମାଇଣ୍ଡ ଖେଳେଇବେ ମାନେ ପୁରା ଇଜିଲି ବୁଝିଯିବେ, କିଛି ସେତେ ଡିଫିକଲ୍ଟ ନାହିଁ ଏଇଟା। ତାପରେ ଦେଖନ୍ତୁ ଦେଖନ୍ତୁ ଆର ଆନ୍ସରଟା କୁହନ୍ତୁ ଟିକେ। କମନ ସେନ୍ସରେ କ୍ୱେଶ୍ଚନଟା ପଚାରିଛି, ଆଉ କିଛି ନାହିଁ। Not present and outward principle. 3F 3F. 3F হবো। Substance is not present, value quantum number 3. ଆମର voice Sir, as voice L ର value କ'ଣ ଅଛି? sir, ଶୁଣନ୍ତୁ, Subhan. ହ୍ୟାଲୋ, ହଁ ଶୁଭା ଯାଉଛି? No, sir. well, No, sir. ଏବେ କ୍ଲିୟର ଅଛି ଭଏସ୍? ନାଇଁ ସାର୍ ଶୁଭୁନି କିଛି। ନାଇଁ ସାର୍ ଶୁଣା ଯାଉଛି। ଗୋଟେ ସେକେଣ୍ଡ, 1 ସେକେଣ୍ଡ। ଓକେ, ଭଏସ୍ କ୍ଲିୟର ଅଛି ବର୍ତ୍ତମାନ? ହ୍ୟାଲୋ, ନାଇଁ ସାର୍। No, sir, Subhan. ପ୍ରୋବ୍ଲେମ୍ ହେଲା। ବର୍ତ୍ତମାନ ଶୁଭା ଯାଉଛି ସମସ୍ତଙ୍କୁ ନା ପ୍ରୋବ୍ଲେମ୍ ପୁଣି ଦେଖାଉଛି? ନା ସାର୍ ସାର୍ ଶୁଣା ଶୁଭୁଛି। Shukla. ଶୁଭିଲା? ଠିକ ଠିକ। ହଁ, ତ ଏଲ୍ ଯୋଉ ଭ୍ୟାଲ୍ୟୁ ହେଲା, ଏଲ୍ ର ଭ୍ୟାଲ୍ୟୁ ଗୁଡ଼ା କ'ଣ ମୁଁ କହିଥିଲି ଆପଣଙ୍କୁ କୁହନ୍ତୁ? ଏଲ୍ ର ଭ୍ୟାଲ୍ୟୁଟା 0 ଠୁ କେତେ ଯାଇ ଯିବ କୁହନ୍ତୁ ତ? 3%. 0 n 1 2 ମାଇନସ୍ 3 1 ଯାଇ, -1 0 ରୁ n ମାଇନସ୍ 1। ଠିକ ଅଛି। ତ ଯେତେବେଳେ 3 ହେଲା, n ର ଭ୍ୟାଲ୍ୟୁ କ'ଣ ହେଇଗଲା? 3 ହେଲା। ବୁଝିଲେ ନା ନାଇଁ? ତ ଏଲ୍ ର ଭ୍ୟାଲ୍ୟୁ ଗୁଡ଼ା କ'ଣ ହେଇପାରିବ କୁହନ୍ତୁ? 0 ହେଇପାରିବ, ନହେଲେ 1 ହେଇପାରିବ, ନହେଲେ 1, 2. 2 ହେଇପାରିବ। 2 ହେଇପାରିବ। ତ 1 ପାଇଁ 3s ହେଇପାରିବ, p P ବି ହେଇପାରିବ, P D ହେଇପାରିବ, D ହେଇପାରିବ, ବି ବି ହେଇପାରିବ. ବି ହେଇପାରିବ। ହୁଁ 3F ଟା କିନ୍ତୁ f ହେଇପାରିବନି। ହେଇପାରିବ କି? f ଟା 3F ହେଇପାରିବନି। ହେଇପାରିବନି। ହୁଁ ବୁଝିପାରିଲେ? ହଁ ସାର୍। Yes, sir. ତ ଆର ଆନ୍ସର ହବ ଏଇଟା। ଆପଣ କରିଦେବେ, ଏନର୍ଜି ଅର୍ଡର ଅନୁସାରେ ସଜେଇ ଦେବେ ଆପଣ ମାନେ। କୋଉ ମାନେ କୋଉ ରୁଲରେ ସଜେଇବେ? n+l ରୁଲରେ ସଜେଇବେ। ସେ ଦେଇଦେଇଛି ଏଲିମେଣ୍ଟ ବିଥ୍ ଅପ୍ ଟୁ ନ୍ୟୁକ୍ଲିୟର ଚାର୍ଜ 20। ସେ ସଜେଇବାକୁ କହିଛି, ଆପଣ ନିଜେ ସଜେଇ ସଜେଇ ଯିବେ, ତାପରେ କୋଉଟା ଠିକ ଅଛି ଆପଣ କାଢିଦେବେ। ସିଡା ଏଇଟା ସଜେଇ ପାରିବେ, ସମସ୍ତେ ସଜେଇ ପାରିବେ, କିଛି ଅସୁବିଧା ନାହିଁ। ପାରିବେ ଆପଣ, ଆପଣ ଏଇଟା ହୋମୱାର୍କ।
ଇଲେକ୍ଟ୍ରୋନିକ କନଫିଗୁରେସନ ବତା ହେଇଛି। ତ ସମସ୍ତେ ଖୁସି ଖୁସିରେ ଇଲେକ୍ଟ୍ରୋନିକ କନଫିଗୁରେସନଟା କରିଦେବେ। ତ ଠିକ ଅଛି, ଏତିକି ମାନେ ପ୍ରିଭିୟସ୍ ଇୟରର ଏତିକି କ୍ୱେଶ୍ଚନ୍ ଯାହା ଯାହା କ୍ୱେଶ୍ଚନ୍ ମୋତେ ମିଳିଲା, ତ ଆଟମିକ୍ ଷ୍ଟ୍ରକ୍ଚରର ସବୁ କ୍ୱେଶ୍ଚନ୍ ଗୁଡ଼ାକ ଆମେ ଓଭରାଲି ଡିସ୍କସନ୍ କରିଦେଲେ। ବର୍ତ୍ତମାନ ଆମେ କ'ଣ ଦେଖିବା, ଯେଉଁ ଆମର ବାକି ଗୁଡ଼ାକ କନସେପ୍ଟ ରହିଯାଇଛି, ମେନଲି ଆମର ସେପ୍ ଅଫ୍ ଅର୍ବିଟାଲରୁ ଟିକେ ଜିନିଷ ରହିଯାଇଛି। ସେପ୍ ଅର୍ବିଟାଲ ଏତେ ଡିଟେଲି ଆସୁନି, ମାନେ ଖାଲି ଡାଇରେକ୍ଟ କ୍ୱେଶ୍ଚନ୍ ପଚାରି ଦେଉଛି, କିନ୍ତୁ ଆମେ ଟିକେ ଡିପଲି ଯିବା। ଯଦି ଇନ୍ କେସ୍ ପଚାରିଦେଲା ଡିପଲି, ଆପଣମାନଙ୍କୁ ସୁବିଧା ହେବ। ଟିକେ ନୋଟ୍ କରିଦେବେ, ଆର ମାନେ ସେତେ ଇଏ ନାହିଁ, ତ ଟିକେ ନୋଟ୍ କରିଦେବେ। ମୁଁ ହ୍ୱାଇଟ୍ ବୋର୍ଡ ସେୟାର କରୁଛି, ତ ସେଥିରେ ଯେଉଁ ନୋଟ୍ ଆସିବ ଟିକେ ସାର୍ ଏଇ ନୋଟ୍ କରିଦେବେ। କ୍ୱେଶ୍ଚନ ଠିକ୍ ଅଛି। ଗୁଡିକ ବି ଟିକେ ସାର୍ ଅପଡେଟ୍ କରିଦେବେ, ମାନେ ଅପଲୋଡ୍ କରିଦେବେ ସାର୍। ହଁ, କ୍ୱେଶ୍ଚନ୍ ଏବେ ହିଁ ମୁଁ ପଠେଇଦେବି ସାର୍ଙ୍କୁ, ସାର୍ ଅପଲୋଡ଼ କରିଦେବେ। ଠିକ୍ ଅଛି, ଆଜ୍ଞା ସାର୍। ଟେନସନ୍ ନିଅନ୍ତୁନି। ହଁ, ହ୍ୱାଇଟ୍ ସ୍କ୍ରିନ୍ ଦେଖାଗଲା ସମସ୍ତଙ୍କୁ? ଭିଜିବଲ୍ ଅଛି ହ୍ୱାଇଟ୍ ସ୍କ୍ରିନ୍? ଆଜ୍ଞା Yes, ସାର୍। sir. ହଁ, ଦେଖନ୍ତୁ ଆମର ଏବେ କନସେପ୍ଟଟା ଆମର କଭର କରିବା ସେପ୍ ଅଫ୍ ଅର୍ବିଟାଲ। ଠିକ୍ ଅଛି, ସେପ୍ ଅଫ୍ ଅର୍ବିଟାଲ ଟିକେ ଯେତିକି ଆମକୁ ଦରକାର ସେତିକି ଯାଇକି ବୁଝି ବୁଝି ଯିବା, ବେଶୀ ଅଧିକ ନାହିଁ, ବେଶୀ କମ୍ ନାହିଁ। ସେପ୍ ଅଫ୍ ଅର୍ବିଟାଲ ମାନେ ଫାଷ୍ଟ ଅର୍ବିଟାଲ ମାନେ ଆପଣ କ'ଣ ବୁଝିବାକୁ ପଡ଼ିବ? ଠିକ୍ ଅଛି, ଅର୍ବିଟାଲ ମାନେ କ'ଣ? ଏନି ରିଜନ୍ ଇନ୍ ଦ ସ୍ପେସ୍ ଯୋଉଠିକି ଇଲେକ୍ଟ୍ରନର ଫାଇଣ୍ଡିଂ ପ୍ରୋବାବିଲିଟି ଅଧିକ, ଇଲେକ୍ଟ୍ରନର ଫାଇଣ୍ଡିଂ ପ୍ରୋବାବିଲିଟି ଅଧିକ, ଫାଇଣ୍ଡିଂ ପ୍ରୋବାବିଲିଟି ଅଧିକ ଅଧିକ। ଠିକ୍ ଅଛି, କୋଉ ବି ଜାଗା ଯୋଉଠିକି ଇଲେକ୍ଟ୍ରନର ଫାଇଣ୍ଡିଂ ପ୍ରୋବାବିଲିଟି ଅଧିକ, ସେଇ ଜାଗାଟାକୁ ଆମେ କ'ଣ କହିବା? ଅର୍ବିଟାଲ। ଅର୍ବିଟାଲ ମାନେ ଆମେ କ'ଣ ଗୋଲ କରିକି ଦେଖେଇ ଦଉଛେ, କିନ୍ତୁ ତାର ଆକାର ଗୋଲ ନାହିଁ। ଯେଉଁ ଡବଲ ସେପ୍ କରୁଛେ ଦେଖାନି, ମାନେ ଏବେ ଗୋଟେ ମୁଁ କଲି ଅର୍ବିଟାଲର ଆକାରଟା ଡବଲ ସେପ୍, ମାନେ ଏଇ ରିଜନରେ ଆମେ ଇଲେକ୍ଟ୍ରନ ପାଇବା। ପ୍ରୋବାବିଲିଟି କର୍ଭ ବୋଲିକି ହୁଏ, ଗୋଟେ ଷ୍ଟାଟିଷ୍ଟିକ୍ସରେ ପଢୁଥିବେ, ସେ ତାଙ୍କେ ସାଇନ୍ସ ମାନେ କାଢ଼ିକି ଏଇ ଏରିଆଟାରେ ଇଲେକ୍ଟ୍ରନ ପାଇବେ। ତ ଏଇ ଅର୍ବିଟାଲ ଏରିଆଟାକୁ ଆମର ପି ଦିଆହେଇଗଲା ଏମିତି। ତ ଯୋଉ ଏରିଆରେ ଇଲେକ୍ଟ୍ରନ ମିଳିବାର ସମ୍ଭାବନା ଅଧିକ ଅଛି, ସେଇ ଏରିଆଟାକୁ ଆମେ କ'ଣ କହିଦେଲେ? ଅର୍ବିଟାଲ କହିଦେଲେ। କ'ଣ କହିଦେଲେ? ଅର୍ବିଟାଲ। ଯେମିତି ଆମର ଜାଣିଛନ୍ତି ମେନଲି SPDF ଅର୍ବିଟାଲ ଆମେ କାଉଣ୍ଟ କରୁଛନ୍ତି, S P ଆଉ D F, ଏଇ ଚାରିଟା ଅର୍ବିଟାଲ ଅଛି। ତ ଆମେ S ର ଫାଷ୍ଟ ଦେଖିବା। S ଅର୍ବିଟାଲର ଆକାର କ'ଣ? ସ୍ପେରିକାଲ। କ'ଣ? ସ୍ପେରିକାଲ। ଯିଏ ନୋଟ୍ ବନଉଛନ୍ତି ଟିକେ ବନେଇଦେବେ। S ର ଆକାର କ'ଣ? ସ୍ପେରିକାଲ। ସ୍ପେରିକାଲ ଆଉ ପଚାରିଦେବ, ସ୍ପେରିକାଲ ମାନେ ତାର କିଛି ଡିରେକ୍ସନ ଥାଏ କି? ଜଣେ ଗୋଟେ ସ୍ପିୟର ଅଛି, ତ ସେ କୋଉ ଦିଗରେ ସିଏ ଅଛି କହିପାରିବା କି? ଏକ୍ସ ଏକ୍ସିସ୍ ପଟେ ଅଛି କି, ୱାଇ ଏକ୍ସିସ୍ ପଟେ ଅଛି କି, ଜେଡ୍ ଏକ୍ସିସ୍? ଇଏ ଚାରିଆଡ଼େ ହିଁ ଆର ବ୍ୟାପିକି ଅଛି। ତ ସ୍ପେରିକାଲ ଯିଏ ହୁଏ, ତାର ନନ୍ ଡିରେକ୍ସନାଲ ଅର୍ବିଟଟା, ଏଇଟା କ'ଣ କୁହାଯାଏ? ନନ୍ ଡିରେକ୍ସନାଲ। ଆଉ ସ୍ପେରିକାଲ ସହିତ ସେ ପଚାରିଦେବ ୱିଚ୍ ଅର୍ବିଟାଲ ଇଜ୍ ନନ୍ ଡିରେକ୍ସନାଲ, କେଉଁ ଅର୍ବିଟାଲର କିଛି ସ୍ୱତନ୍ତ୍ର ମାନେ ଦିଗ ନଥାଏ। ତାର ସ୍ପେରିକାଲର, ସ୍ପିୟରର କିଛି ଦିଗ ନଥାଏ, ସେ ଚାରିଆଡ଼େ ହିଁ ବ୍ୟାପିକି ଥାଏ। ଏସ୍ କ'ଣ? ସ୍ପେରିକାଲ ଗୋଟେ, ଆଉ ଗୋଟେ ନନ୍ ଡିରେକ୍ସନାଲ। ଆଉ ଗୋଟେ କନସେପ୍ଟ ଆପଣଙ୍କୁ ଜାଣିବାକୁ ପଡ଼ିବ, ଯଦି କ୍ୱେଶ୍ଚିନ୍ ଆସିବ +3ରେ ପଢ଼ନ୍ତି, ନୋଡାଲ ପ୍ଲେନ୍। ନୋଡାଲ ପ୍ଲେନ୍, ନୋଡାଲ ପ୍ଲେନ୍ର ଅର୍ଥ କ'ଣ? ନୋଡାଲ ପ୍ଲେନ୍ର ଅର୍ଥ ଅଛି ମାନେ ଏରିଆ, ଗୋଟେ ଏରିଆ ଏଇଟା ଯୋଉଠିକି probability of finding electron is 0। ପ୍ଲେନ୍ କୁହାଯାଏ ଏରିଆ, ନହେଲେ ସେଇ ପ୍ଲେନ୍ର ନାଡ଼ା ଦେଇଦେବେ, ଏରିଆ ଅର୍ ପ୍ଲେନ୍ ଯୋଉଠିକି ଇଲେକ୍ଟ୍ରନକୁ ଆପଣ ପାଇପାରିବେନି, ସେଇ ଜାଗାଟାକୁ ଆପଣ କୁହାଯାଉଛି ନୋଡାଲ ପ୍ଲେନ୍। ନୋଡାଲ ପ୍ଲେନ୍ ମାନେ କ'ଣ? ଏମିତି ଗୋଟେ ଜାଗା ଯୋଉ ଜାଗାରେ କି ଆମେ ଇଲେକ୍ଟ୍ରନଟା ପାଇବାନି। ଆଉ ନୋଡାଲ ପ୍ଲେନ୍ ଏସ୍ ଅର୍ବିଟାଲର, ନୋଡାଲ ପ୍ଲେନ୍ ଅସ୍ ଅର୍ବିଟାଲର 0, ମାନେ ଏଠି ଏମିତି କିଛି ଜାଗା ନାହିଁ କି ଯୋଉଠିକି ଇଲେକ୍ଟ୍ରନ ପାଇବନି। ଏଠି ସବୁ ଜାଗାରେ ହିଁ ଆପଣ ଇଲେକ୍ଟ୍ରନ ପାଇବେ। ଏଇଟା ନନ୍ ଡିରେକ୍ସନାଲ, ତ ଏଠି ସବୁ ଜାଗାରେ ହିଁ ଆପଣଙ୍କୁ ଇଲେକ୍ଟ୍ରନ ମିଳିବ। ଏମିତି ଗୋଟେ ଜାଗା ନାହିଁ ୟା ଭିତରେ ଯୋଉଠିକି ଆପଣଙ୍କୁ ଇଲେକ୍ଟ୍ରନ ମିଳିବନି। ତ ଏସ୍ ଅର୍ବିଟାଲ ପାଇଁ ନୋଡାଲ ପ୍ଲେନ୍ ବା ନୋଡାଲ ପ୍ଲେନ୍ ସଂଖ୍ୟା 0। ବୁଝିପାରିଲେ? ତ ଏତିକି ମନେ ରଖିବେ। ଏସ୍ ଅର୍ବିଟାଲର ଯଦି ଆପଣଙ୍କର କନସେପ୍ଟ ଆସେ, ଏଇଟା ସ୍ପେରିକାଲ, ନନ୍ ଡିରେକ୍ସନାଲ, ଏଥିରେ କିଛି ନୋଡାଲ ପ୍ଲେନ୍ ନାହିଁ, ଏଥିରେ ସବୁଠି ଇଲେକ୍ଟ୍ରନ, ଆର ଯେତେ ସାରା ଅଂଶ ଅଛି ସବୁ ଅଂଶରେ ଆମର ଇଲେକ୍ଟ୍ରନ ଅଛି। ଏମିତି କିଛି ଅଂଶ ନାହିଁ କି ଯୋଉଠି ଇଲେକ୍ଟ୍ରନ
ନାହିଁ। ଏତିକି ମନେ ରଖିଦେଲେ ଆପଣଙ୍କର ଏସ୍ ଅର୍ବିଟାଲର ଯାହା ବି କ୍ୱେଶ୍ଚିନ୍ ଆସୁଛି ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ଆପଣ କରିଦେବେ। ଠିକ୍ ଅଛି, ଲେଖି ସାରିଲେ ଏତିକି। ତାହେଲେ ଏସ୍ ଅର୍ବିଟାଲ ନୋଡାଲ ପ୍ଲେନ୍ ଟା 0 ହବ। 0 ହବ। ଏମିତି ଗୋଟେ ଜାଗା ନାହିଁ, ଆମେ ପି ର ଚିତ୍ର କଲେ ଆପଣ ବୁଝିଯିବେ। ଠିକ୍ ଅଛି, ଏମିତି କୋଉଠି ଜାଗା ନାହିଁ ଏସ୍ ର ଯୋଉଠିକି ଆମକୁ ଇଲେକ୍ଟ୍ରନ କିଛି ମିଳିବନି, ଆଜ୍ଞା ସବୁ ଜାଗାରେ ଆପଣଙ୍କୁ ଆଜ୍ଞା ଇଲେକ୍ଟ୍ରନ ମିଳିବ। ଏବେ ଆପଣ ଲେଖନ୍ତୁ, ଆଜ୍ଞା ହେଡିଂ ଦିଅନ୍ତୁ ପି ଅର୍ବିଟାଲ। ଠିକ୍ ଅଛି, ପି ଅର୍ବିଟାଲର ଆପଣ ସମସ୍ତେ ସେପ୍ ପଢିଲେ, କ'ଣ ସେପ୍ଟା? ସେପ୍ଟା ଡମ୍ବଲ ସେପ୍। ଠିକ୍ ଅଛି, Dumbbells. ଡମ୍ବଲ ସେପ୍। ଠିକ୍ ଅଛି, ଡମ୍ବଲ ସେପ୍। ତା ସହିତ ଆପଣଙ୍କର ଆର ଯୋଉ ପି ଅର୍ବିଟାଲ ଅଛି, ଆର 3ଟା ଓରିଏଣ୍ଟେସନ ଅଛି, ମାନେ 3ଟା ଦିଗ ଅଛି। ଆର ଯେମିତି ନନ୍ ଡିରେକ୍ସନାଲ ଥିଲା, ଏଇଟା ଆମର ଏସ୍ ଟା କ'ଣ ଥିଲା? ନନ୍ ଡିରେକ୍ସନାଲ ଥିଲା, କିନ୍ତୁ ପି ଟା 3 ଡିରେକ୍ସନାଲ, ମାନେ 3ଟା ଡିରେକ୍ସନ ଅଛି, ଟୋଟାଲି 3ଟି ଡିରେକ୍ସନ। କେତେଟା ଡିରେକ୍ସନ ଅଛି? 3ଟି ଡିରେକ୍ସନ। ସେ 3ଟା ଡିରେକ୍ସନ କ'ଣ କ'ଣ ଆମର? ସରି, ପିଏକ୍ସ, ପିଏକ୍ସ ଏଇଟା ଡିରେକ୍ସନ କ'ଣ କ'ଣ? ପିଏକ୍ସ, ପିୱାଇ ଆଉ ପିଜେଡ୍, ଏଇ 3ଟା PZ ଡିରେକ୍ସନ ଆମର। ଠିକ୍ ଅଛି, 3ଟା ଡିରେକ୍ସନ ଆମର କାର ଅଛି ପି ପାଇଁ। P orbital ତ ପି ଅର୍ବିଟାଲ ପାଇଁ, ରାଇଟ୍। ତ ପି ଅର୍ବିଟାଲର ଯୋଉ ଫାଷ୍ଟ ଆମେ ଯଦି ମୁଁ ପିଏକ୍ସ ର ଚିତ୍ର କରିବି, ଠିକ୍ ଅଛି, କରିଛି ଗୋଟେ ଥର, ଫିର ବି ଆଉ ଥରେ କରିଦେଉଛି। ଏଇଟା ଆମର ଏକ୍ସ ଆକ୍ସିସ୍, ଏଇଟା ଆମର ୱାଇ ଆକ୍ସିସ୍। ଠିକ୍ ଅଛି, ଯଦି ପି ର ମୁଁ ଚିତ୍ର କରିବି ତାହେଲେ ଆର ଡମ୍ବଲ ସେପ୍ଟା କ'ଣ ହବ? ଏମିତି ହବ ଏକ୍ସ ଆକ୍ସିସ୍ରେ। ଏଇଟା ମାନେ ଏକ୍ସ ଆକ୍ସିସ୍ରେ ଏଇଟା ଶୋଇଛି, ଏଇ ଡମ୍ବଲଟା କୋଉଠି ଶୋଇଛି? ଏକ୍ସ ଆକ୍ସିସ୍ରେ। ତ ଏଟାକୁ କ'ଣ କୁହାଗଲା? ପିଏକ୍ସ କୁହାଗଲା। କ'ଣ କୁହାଗଲା? ପିଏକ୍ସ। ଏଥିରେ ଗୋଟେ ପ୍ଲେନ୍ ଅଛି, ଏଇ ମଝିରେ ଗୋଟେ ପ୍ଲେନ୍ ଅଛି, ମାନେ ଆପଣ ଦେଖିବେ ଏକ୍ସ ଆକ୍ସିସ୍, ମାନେ ଏକ୍ସ ରେ ବି ଏଇଟା ପୁରା ଇଲେକ୍ଟ୍ରନ ଗୁଡାକ ଅଛି, ୱାଇ ରେ ବି କିଛି ଇଲେକ୍ଟ୍ରନ ଗୁଡାକ ଅଛି, ଏଇ ମଝିରେ ଗୋଟେ ନଡାଲ ପ୍ଲେନ୍ ଅଛି ଆର। ଏଇ ମଝିରେ ଗୋଟେ ଖାଲି ଜାଗା ଥିବ, ଏଇ ଯୋଉ ଦୁଇଟି ଜଏଣ୍ଟ ହଉଛନ୍ତି ଦିଟା ଯାକ, ବୁଝିଲେ? ଯୋଉଠି ଦୁଇଟା ଲବ୍ ଆମର ଜଏଣ୍ଟ ହଉଛି, ସେଇ ଜାଗାରେ ଗୋଟେ ଖାଲି ଜାଗା ଥିବ, ଗୋଟେ ପ୍ଲେନ୍ ଥିବ, ବୁଝିଲେ? ଗୋଟେ ପ୍ଲେନ୍ ଥିବ, ମାନେ ଆ ମଝିରେ ଗୋଟେ ପେପର ଅଛି ଭାବନ୍ତୁ, ସେଇ ପେପର ମଝିରେ କିଛି ଇଲେକ୍ଟ୍ରନ ରହେନି, ବୁଝିଲେ ନା ନାଇଁ? ତ ପି ଏକ୍ସ ସବ୍ ଅର୍ବିଟାଲ ପାଇଁ ନୋଡାଲ ପ୍ଲେନ୍ ସଂଖ୍ୟା କେତେ ହେଇଗଲା? ଗୋଟେ। ଆଉ ଏଇ ନୋଡାଲ ପ୍ଲେନ୍ ଟାକୁ କ'ଣ କହିବେ କୁହନ୍ତୁ? ଯଦି ଏଇଟା ଏକ୍ସ ଅଛି, ଆଉ କୋଉଟା ମଝିରେ ରହିଲା? ୱାଇ ଜେଡ୍। ୱାଇ ଜେଡ୍ ନୋଡାଲ ପ୍ଲେନ୍। ଟିକେ ବୁଝିବାକୁ ଅସୁବିଧା ହେଇଥିବ, ମାନେ ଖାଲି ମନେ ରଖନ୍ତୁ, ପିଏକ୍ସ ଯୋଉ ଆମର ଅର୍ବିଟାଲ କହିଲି ମୁଁ, ଆ ପାଇଁ ନୋଡାଲ ପ୍ଲେନ୍ ସଂଖ୍ୟା କେତେ? 1। ଯୋଉଠି ଦୁଇଟା ଲବ୍ ମିଶୁଛି, ଦୁଇଟା ଲବ୍ ଯୋଉଠି ମିଶୁଛି, ଯୋଉ ଯୋଉ ପଏଣ୍ଟରେ ମିଶୁଛି, ସେଇ ପଏଣ୍ଟରେ ଆମର କ'ଣ ହେଲା? ଆର ଗୋଟେ ନୋଡାଲ ପ୍ଲେନ୍ ଅଛି। ସେଇ ନୋଡାଲ ପ୍ଲେନ୍ ସଂଖ୍ୟା କେତେ? ଗୋଟେ। ହିଁ ଗୋଟେ ପଏଣ୍ଟରେ ମିଶୁଛି, ତ ନୋଡାଲ ପ୍ଲେନ୍ ସଂଖ୍ୟା ଗୋଟେ ହେଲା। ଆଉ ଏଥିରେ ଯୋଉ ପ୍ଲେନ୍ଟା ଅଛି, ସେ ପ୍ଲେନ୍ର ନାଁ କ'ଣ? ଆମର ଯଦି ୱାଇ ପିଏକ୍ସ ହେଇଗଲା ଅର୍ବିଟାଲର ନାଁ, ତ ପ୍ଲେନ୍ର ନାଁ କ'ଣ ହେଇଯିବ? ୱାଇ ଜେଡ୍। ଏକ୍ସ ହେଲା, ଏଠି ୱାଇ ଜେଡ୍ ହେଇଗଲା। ସେମିତି ଏଠି ଯଦି ପିୱାଇ ହବ, କ'ଣ ହବ କୁହନ୍ତୁ? ଏକ୍ସ ଜେଡ୍। ଏଠି ଯଦି ପିଜେଡ୍ ହବ, ଏଠି କ'ଣ ହବ କୁହନ୍ତୁ? ଏକ୍ସ ୱାଇ। ନୋଡାଲ ପ୍ଲେନ୍, ଏଇଠି ସବୁ ଗୁଡ଼ାକ କ'ଣ? ନୋଡାଲ ପ୍ଲେନ୍, ନୋଡାଲ ପ୍ଲେନ୍, ନୋଡାଲ ପ୍ଲେନ୍। ତ ବୁଝିପାରିଲେ ଟୋଟାଲି? ଆଜ୍ଞା ସାର୍। ମାନେ ଆମର ପିଏକ୍ସ ପାଇଁ ବି କେତେଟା ଅଛି? ଗୋଟେ ଅଛି ନୋଡାଲ ପ୍ଲେନ୍। ପିୱାଇ ପାଇଁ ବି କେତେଟା ନୋଡାଲ ପ୍ଲେନ୍ ଅଛି? ଗୋଟେ ନୋଡାଲ ପ୍ଲେନ୍ ଅଛି। ପିଜେଡ୍ ପାଇଁ ବି ଆମର କେତେଟା ନୋଡାଲ ପ୍ଲେନ୍ ଅଛି? ଗୋଟେ ନୋଡାଲ ପ୍ଲେନ୍ ଅଛି। ବୁଝିପାରିଲେ? Yes, sir. ତ ଏଇଟା ହେଲା ଆମର ନୋଡାଲ ପ୍ଲେନ୍ ସଂଖ୍ୟା। ନୋଡାଲ ପ୍ଲେନ୍ କେମିତି ହୁଏ ଆମ କାହାର ପଡିଲେ? ପି ପାଇଁ, କୋଉ ସେଲ୍ ପାଇଁ? ପି। ତାପରେ ଆମର ଡି ର ଦେଖିଦେବା। ଏବେ କାହାର ଦେଖିଦେବା? ଡି ର। ସାର୍ ଟିକେ PZ ର ଷ୍ଟ୍ରକ୍ଚର ଟା କେମିତି ସାର୍ ହବ? ପିଜେଡ୍ ର ସାର୍ ଆପଣ କରିଥିଲେ, ଦେଖନ୍ତୁ ଆପଣଙ୍କର ଏମିତି ଥାଏ, ଏଇଟା ଏକ୍ସ ଆକ୍ସିସ୍, ଏଇଟା ୱାଇ ଆକ୍ସିସ୍, ଏଇଟା ଜେଡ୍ ଆକ୍ସିସ୍। ଠିକ୍ ଅଛି, ଟିକେ ଗୋଟେ ଟାଇମ୍ ସେକେଣ୍ଡ ଦେବେ ଟିକେ।
ଓକେ ସମସ୍ତେ ଅଛନ୍ତି? ଆଜ୍ଞା ସାର୍। ହଁ ଜେଡ୍ ସାର୍ ଜେଡ୍ एक्सिस ଟା ଏମିତି ମାନେ ଏଇ ଯୋଉ ଲାଇନ ଟା है ना ଆପଣ ଦେଖୁଥିବେ ଘର ବି ଏମିତି ଯୋଉ ମଝିରେ ଗୋଟେ ଲାଇନ ଏମିତି ଯୋଉ ଲାଇନ ଟା ହୁଁ ସେଇରେ ହୁଁ ହୁଁ। ଆପଣଙ୍କୁ ବୁଝି ହବ ମାନେ ଦେଖନ୍ତୁ କର୍ଣ୍ଣର 3D ଘରର ପ୍ଲେନରେ ଏକ୍ସ କର୍ଣ୍ଣର ୱାଇ ଟା। ଥାଏ 3D ପ୍ଲେନ କର୍ଣ୍ଣରଟା ଭେରି ଗୁଡ ସେଇ କର୍ଣ୍ଣରଟା ଆପଣଙ୍କୁ ଆପଣ ମାନିକି ଚାଲନ୍ତୁ ମାନେ 3D ହେଇଥିଲେ ଭଲ ଭାବରେ ଦେଖା ଯାଇଥାନ୍ତା ଏଇଠି ଆପଣଙ୍କର ଆଉ ଗୋଟେ ରହିବ ଲବ୍ଟା ଠିକ ଅଛି ଏଇଟା ଆପଣଙ୍କର କଣ ପିଜେଡ ହେଇଯିବ ଏଇଟା ପିଜେଡ ଯଦି ପି ୱାଇ କରିବେ କଣ ହବ ଏଇ ୱାଇ ଆକ୍ସିସରେ ଏଇଟା ତା ଉପରେ ଲବ୍ ୱାଇ ଉପରେ ହେଇଯିବ ହବ। ଆଜ୍ଞା ସାର୍। ଆଜ୍ଞା ସାର୍ ଥ୍ୟାଙ୍କ ୟୁ। ବୁଝିପାରିଲେ ହଁ ଆଜ୍ଞା ସାର୍। ତ ଏଇଟା ହେଲା PX ର ନୋଡାଲ ପ୍ଲେନ ସବୁ ଆଇ ରେ ଗୋଟେ ଗୋଟେ ରହିବ PX ରେ ଗୋଟେ ରହିବ PY ରେ ଗୋଟେ ରହିବ PZ ରେ ଗୋଟେ ରହିବ ଠିକ ଅଛି ଯଦି ଅଲ୍ ଟୁଗେଦର P ଅର୍ବିଟାଲ ରେ ପଚାରିଲା P ଅର୍ବିଟ ରେ ମାନେ P ସବସେଲ ରେ ପଚାରିଲା ସରି P ସବସେଲ ରେ ପଚାରିଲା କେତେଟା ଅଛି ତିନିଟା ଯଦି ତିନିଟା PX ଅର୍ବିଟାଲ ରେ ପଚାରିଲା PX ଅର୍ବିଟାଲ ରେ ପଚାରିଲା କେତେଟା ଅଛି ଗୋଟେ ଗୋଟେ PY ଅର୍ବିଟାଲ ରେ ପଚାରିଲା କେତେଟା ଅଛି ଗୋଟେ ଗୋଟେ ଅଛି ତ ଗୋଟେ। ଏଇଟା କଣ ନୋଡାଲ ପ୍ଲେନ ର ଅର୍ଥ କଣ ନୋଡାଲ ପ୍ଲେନ ର ଡେଫିନେସନ ବି ପଚାରି ଦେଇପାରେ ମେ ବି କେତେବେଳେ କେତେବେଳେ ଆସିନି ଏବେ ଯାଇ କ୍ୱେଶ୍ଚନ କିନ୍ତୁ ବହୁତ ବେସିକ ଆମର ଗୋଟେ ଟପିକ ଅଛି ସେପ୍ ଅଫ ଅର୍ବିଟାଲ ବୋଲି ତ ଏତିକି ତ ମିନିମମ ଜାଣିବାକୁ ପଡିବ ହେଲା ଆଜ୍ଞା ସାର୍। ଏତିକି ଡାଉଟ କ୍ଲିୟର ଅଛି ଆଗକୁ ବଢିବା ଆଜ୍ଞା ସାର୍। ତାପରେ ଦେଖନ୍ତୁ ଆମର P ଅର୍ବିଟାଲ ହେଇଗଲା ବର୍ତ୍ତମାନ D ସାର୍ ଅର୍ବିଟାଲ O ଶୁଭୁନି ଅର୍ବିଟାଲ ଠିକରେ। ସମସ୍ତଙ୍କୁ ଶୁଭୁଛି ହ୍ୟାଲୋ ଭଏସ କ୍ଲିୟର ଅଛି ସାର୍ ନାଇଁ ସାର୍ ତ ଟିକେ ଟିକେ ବ୍ରେକ୍ ପ୍ରୋବ୍ଲେମ୍ ହଉଛି ବ୍ରେକ୍ ହଉଛି। ହଉଛି। ସରି ଆଜି ନେଟୱାର୍କ ଟିକେ ଏରର ଅଛି ଫିର ବି ଆଉ ୱେଦର ଟା ଟିକେ ଠିକ ନାହିଁ ତ ଏପଟେ ଆଉ ଫିର ବି ରହୁଛି। ଟିକେ ମାନେ ଏପଟେ ଏପଟେ ଲେଖା ବି ସାର୍ ବର୍ଷା ହେଇଯାଇଛି। ହଁ ଟିକେ ଲେଖାଟାକୁ ବି ଟିକେ ଧ୍ୟାନ ଦିଅନ୍ତୁ ଟିକେ ଟିକେ ଶୁଣାଗଲେ ବି ଆପଣ ଲେଖାଟାକୁ ଟିକେ ଅଧିକ ଫୋକସ କରନ୍ତୁ ପ୍ଲିଜ ତାହେଲେ ଠିକ ଅଛି ଆଜ୍ଞା। ହଁ ଡି ଅର୍ବିଟାଲ ଟା ଟିକେ ଦେଖନ୍ତୁ ଡି ଅର୍ବିଟାଲ ଯେମିତି ଆପଣ କହିଲେ ଡବଲ ଡମ୍ବେଲ ଆମେ କଣ ପଢିଥିଲେ ଡି ଅର୍ବିଟାଲ ଟା ଡବଲ 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 ଡମ୍ବେଲ ଠିକ ଅଛି ଡବଲ ଡମ୍ବେଲ ଆମର ଡି ଅର୍ବିଟାଲ ହେଲା ଡବଲ ଡମ୍ବେଲ ମାନେ ଆମର କଣ ଦେଖିବାକୁ ପଡିବ ଡି ଅର୍ବିଟାଲ ରେ ଯୋଉ ସେପ୍ ଟା ଅଛି ଆମର ଟୋଟାଲି ଡି ଅର୍ବିଟାଲ ରେ କେତେଟା ମାନେ ସରି ଡି ଅର୍ବିଟାଲ ମାନେ ଆମ କେତେ ଗୋଟେ ଡି ସବସେଲ ରେ କେତେଟା ଅର୍ବିଟାଲ ଥାଏ ପାଞ୍ଚଟା କୁହନ୍ତୁ ପାଞ୍ଚଟା। ପାଞ୍ଚଟା। ପାଞ୍ଚଟା ପାଞ୍ଚଟା ଥାଏ ଫାର୍ଷ୍ଟଟା ଆପଣ ଯଦି ଆପଣ ନେଇଗଲେ ଡି ଏକ୍ସ ୱାଇ ନେଇଗଲେ ସେକେଣ୍ଡଟା ଆପଣ କଣ ନେବେ କୁହନ୍ତୁ ଡି ୱାଇ ଜେଡ ଥାର୍ଡଟା କଣ ନେବେ ଆପଣ ଡି ଜେଡ ଏକ୍ସ ଏଇଟାକୁ ଆପଣ ନେଇଯାଆନ୍ତୁ ଲେଖି ଦିଅନ୍ତୁ ଟିକେ ଯେ ଡି ପଚାରି ଦେଇପାରିବ କୋଉଟା ନାହିଁ ବୋଲି ଡି ଏକ୍ସ ସ୍କୋୟାର ମାଇନସ ୱାଇ ସ୍କୋୟାର ଗୋଟେ ଥିଲା ଆଉ ଲାଷ୍ଟରେ ଗୋଟେ ଥିଲା ଆମର ଡି ଜେଡ ସ୍କୋୟାର ଠିକ ଅଛି ଏତିକି ଥିଲା ଆପଣଙ୍କର ତ ସମସ୍ତଙ୍କର ଷ୍ଟ୍ରକ୍ଚର ଟା ଟିକେ ଅଲଗା ଅଲଗା ଷ୍ଟ୍ରକ୍ଚର ଟା ହେଲା ହଁ ଏଇ ତିନିଟାର ତ ଷ୍ଟ୍ରକ୍ଚର ବହୁତ ଆରାମରେ ହେଇଯିବ କାହିଁକି ଗୋଟେ ଗୋଟେ ଡବଲ ଡମ୍ବେଲ ଏଇ ଦିଟାର ଷ୍ଟ୍ରକ୍ଚର ଟିକେ ଅଲଗା ମାନେ କିଛି ଏଇଟାର ବି ଷ୍ଟ୍ରକ୍ଚର ସମାନ ଟିକେ ଥାଏ କିନ୍ତୁ ଏଇଟାର ଷ୍ଟ୍ରକ୍ଚର ଟିକେ ଅଲଗା ଯୋଉ ଏଫ ର ଷ୍ଟ୍ରକ୍ଚର ମୁଁ ଯୋଉ ପଢଉଥିଲି ଏଫ ର ଷ୍ଟ୍ରକ୍ଚର ଭଳିଆ ଡବଲ କନ୍ ଷ୍ଟ୍ରକ୍ଚର ଭଳିଆ ଡି ଜେଡ ସ୍କୋୟାର ର ଷ୍ଟ୍ରକ୍ଚର ଟା ଆସେ ଆଉ ଏଫ ର ଷ୍ଟ୍ରକ୍ଚର ଆମକୁ ଜାଣିବା ଦରକାର ନାହିଁ ଆମର ସେ ପ୍ଲସ ଟୁ ବି ନାହିଁ କି ପ୍ଲସ ଥ୍ରୀ ସିଲାବସରେ ବି ନାହିଁ ତ ଆପଣଙ୍କୁ ଡି ର ହିଁ ସବୁର ଷ୍ଟ୍ରକ୍ଚର ଗୁଡାକ ଆପଣଙ୍କୁ ଜାଣିବାକୁ ପଡିବ ଯଦି ମୁଁ ଡି ଏକ୍ସ ୱାଇ କହିଲି ଡି ଏକ୍ସ ୱାଇ ର ଚିତ୍ର ବନେଇବାକୁ ଚେଷ୍ଟା କଲି ଡବଲ ଡମ୍ବଲ ତ ମେନଲି କଣ ହୁଏ ଡି ଏକ୍ସ ୱାଇ ର ଏମିତି ଗୋଟେ ହେଲା ତ ଏକ୍ସ ୱାଇ ପ୍ଲେନ ରେ ଗୋଟେ ରହିବ ସିଏ ଏମିତି ପ୍ଲେନ ରେ ଆଉ ଗୋଟେ ଏମିତି ରହିବ ସିଏ ଏଇଟା କାର ଚିତ୍ର ହେଲା କହିବେ ଡି ଏକ୍ସ ୱାଇ ର ଡି ଏକ୍ସ ୱାଇ ର ବି ଏମିତି ହବ ଆଉ ଡି ୱାଇ ଜେଡ ର ବି ପାଖାପାଖି ଏମିତି ହବ ଆଉ ଡି ଜେଡ ଏକ୍ସ ତିନିଟା ଯାକର ହିଁ ଟିକେ ଟିକେ ଓରିଏଣ୍ଟେସନ ଚେଞ୍ଜ ହେଇକି ତିନିଟା ଯାକର ଚିତ୍ର ଏମିତି ପ୍ରଜାପତି ଭଳିଆ ହେଇଯିବ ମଝିରେ ଏକ୍ସିସ ଟା ରହିବ ଠିକ ଅଛି ସାଇଡ ରେ ପ୍ରଜାପତି ଭଳିଆ ହେଇଯିବ ଏଇ ତିନିଟାର ଆମକୁ କୋଶ୍ଚିନ୍ କଣ ଆସିବ ଡବଲ ଡମ୍ବଲ ର ସେପ୍ ଟା ତ ସେ ଅଙ୍କିବାକୁ କହିବନି ଯଦି ସେପ୍ ଟା ଦେଖେଇଲା ତିନିଟା ଯାକର ସେପ୍ ଏମିତି ଖାଲି ମନେ ରଖିବେ ଆଉ ଗୋଟେ ଯୋଉ ରହିଲା ଡି ଏକ୍ସ ସ୍କୋୟାର ମାଇନସ ୱାଇ ସ୍କୋୟାର ର ସେପ୍ ଟା ଖାଲି ମନେ ରଖିବେ ତାର ପୁରା ଏକ୍ସିସ୍ ଉପରେ ତାର ଲବ୍ ଟା ରହିବ ତାର ଲବ୍ ଟା କୋଉଠି ରହିବ ଏକ୍ସିସ୍ ଉପରେ ଏଇଟା ରହିବ ଏମିତି ଗୋଟେ ରହିବ ଏମିତି ଗୋଟେ ରହିବ ତାପରେ ଏମିତି ଗୋଟେ ଏମିତି ରହିବ ଏଇଟା କଣ ଡି ଏକ୍ସ ସ୍କୋୟାର ମାଇନସ ୱାଇ ସ୍କୋୟାର ରହିବ ଆଉ ଗୋଟେ ଆମର ବଞ୍ଚିଲା ଡି ଜେଡ ସ୍କୋୟାର ର ଚିତ୍ରଟା ଯଦି ଆମେ କହିବା ଯୋଉ ଡବଲ କନ୍ ମୁଁ କହିଥିଲି ଫାର୍ଷ୍ଟରେ ଡବଲ କନଷ୍ଟ୍ରକ୍ଚର ଟା ଆର ବି ଡବଲ କନଷ୍ଟ୍ରକ୍ଚର ଟା ଡି ଜେଡ ସ୍କୋୟାର ର ରହିବ
ଡବଲ କଣଟା ଖାଲି ମନେ ରଖିବେ, ଡବଲ କଣ ଷ୍ଟ୍ରକ୍ଚର କ୍ୱେଶ୍ଚିନ୍ ଆସିବନି। ଇଲେକ୍ଟ୍ରନର ସ୍ପିୟରଟା ଏତିକି ରହିବ ହେଇକି। ଆର କିଛି ସ୍ପେସିଫିକ ଷ୍ଟ୍ରକ୍ଚର ନାହିଁ, କିନ୍ତୁ ଏଇଗୁଡାକର ଡି ଏକ୍ସ ୱାଇ ୱାଇ ଜେଡ୍ ଜେଡ୍ ଏକ୍ସ ଏମିତି ହବ, ଡି ଏକ୍ସ ସ୍କୋୟାର ମାଇନସ୍ ୱାଇ ସ୍କୋୟାର ର ଏମିତି ହବ। ଠିକ ଅଛି, ଆମକୁ ଜାଣିବାର ଜିନିଷ କଣ, ନୋଡାଲ ପ୍ଲେନ୍ ଜାଣିବାକୁ ପଡିବ। କାର ନୋଡାଲ ପ୍ଲେନ୍ କଣ? ମୁଁ ସେଇ ନୋଡାଲ ପ୍ଲେନ୍ ପାଇଁ ଗୋଟେ ମୁଁ ଟେବୁଲ ବନେଇ ଦଉଛି, ତ ଆପଣଙ୍କୁ ସୁବିଧା ହବ ନୋଡାଲ ପ୍ଲେନ୍ ଜାଣିବା ପାଇଁ। ଏତିକି ଚିତ୍ର ବନାନ୍ତୁ, ତାପରେ ମୁଁ ଗୋଟେ ଟେବୁଲ ବନେଇଦେବି। ସେଫ୍ ନୋଡାଲ ପ୍ଲେନ୍ କୁ ନେଇକି ସମସ୍ତଙ୍କ ପାଇଁ ଗୋଟେ ଟେବୁଲ ବନେଇଦେଲେ ଆମର ସୁବିଧା ହବ। ମନେ ପକେଇ ପକେଇ କରିଦେବା। ଏତିକି ଚିତ୍ର ଲେଖିଦେଲେ, ବନେଇଦେଲେ ସମସ୍ତେ। ଆଜ୍ଞା ସାର୍। ଠିକ ଅଛି, ଏତିକି ଲେଖିଦେଲା ପରେ ଆପଣ ଖାଲି ଟିକେ ଏବେ ଗୋଟେ ଟେବୁଲ ବନାନ୍ତୁ। ଏଠି ଅର୍ବିଟାଲ ଲେଖନ୍ତୁ। ଠିକ ଅଛି, ଆଉ ଏଠି ସେପ୍ ଲେଖନ୍ତୁ। ଆଉ ଟିକେ ସାଇଡରେ ଆପଣଙ୍କର ଲେଖନ୍ତୁ ନୋଡାଲ ପ୍ଲେନ୍। ଠିକ ଅଛି, କଣ ଲେଖିବେ? ନୋଡାଲ ପ୍ଲେନ୍। ଠିକ ଅଛି, ତ ଫାର୍ଷ୍ଟରେ ଯେତେବେଳେ ଅର୍ବିଟାଲ ଲେଖିବେ, ଏସ୍ ର କଣ ହବ କୁହନ୍ତୁ? ସ୍ପେରିକାଲ ହବ। ଏଇଟା ମନେ ରଖିଦେବେ, ଖାଲି ସ୍ପେରିକାଲ ହବ। ଆର ନୋଡାଲ ପ୍ଲେନ୍ ହେଇଯିବ ଜିରୋ ହେଇଯିବ। ନୋଡାଲ ପ୍ଲେନ୍ କଣ ହେଇଯିବ? ଜିରୋ। ନୋଡାଲ ପ୍ଲେନ୍ ଜିରୋ ଦେଖିଲେ, ତାପରେ ଆପଣଙ୍କର ପିଏକ୍ସ ର କଣ ହେଇଥିଲା କୁହନ୍ତୁ? ଡବଲ କଣ ୱାନ୍ ହେଇଥିଲା? ଡମ୍ବଲ ଡମ୍ ୱାନ୍। ଠିକ ଅଛି, ପିୱାଇ ର ବି ସେମ୍ କେସ୍ ୱାନ୍, ପିଜେଡ୍ ର ବି ସେମ୍ କେସ୍ ୱାନ୍। ଠିକ ଅଛି, ତାପରେ ଡି ଏକ୍ସ ୱାଇ ଯେତେବେଳେ ଆମେ ଦେଖିବା, ଆର କଣ ହେଲା? ଡବଲ ଡମ୍ବେଲ। କଣ ହେଲା? ଡବଲ ଡମ୍ବେଲ। ହେଲା କି ନାହିଁ? ନୋଡାଲ ପ୍ଲେନ୍ ସଂଖ୍ୟା ଆର କେତେ ହେଇଥିଲା କୁହନ୍ତୁ? ମନେ ରଖିବେ, ଡି ଏକ୍ସ ୱାଇ ପାଇଁ ନୋଡାଲ ସଂଖ୍ୟା ଦୁଇଟା ହବ। କଣ ହବ? ଦୁଇଟା। ଆର ନୋଡାଲ ପ୍ଲେନ୍ ର ନାଁ ଯଦି ମନେ ରଖିବେ, ଏକ୍ସ ପି ଏକ୍ସ ଅଛି, ଏକ୍ସ ମାନେ କଣ ହବ ଏଇଟା ମନେ ରଖିବେ? ୱାଇ ଜେଡ୍ ହବ। ୱାଇ ଅଛି, ୱାଇ ଥିଲେ କଣ ହବ କୁହନ୍ତୁ? ଏକ୍ସ ଜେଡ୍ ହବ। ଜେଡ୍ ଅଛି ମାନେ କଣ ହବ କୁହନ୍ତୁ? ୱାଇ ଗୋଟେ ହବ, ଆଉ ଏକ୍ସ ୱାଇ ବା ୱାଇ ଏକ୍ସ ହବ। ଠିକ ଅଛି, ଡମ୍ବଲ ର ଯୋଉ ଦିଟା ଅଛି, ଏଇଟା ଦେଖନ୍ତୁ ଏକ୍ସ ୱାଇ ଅଛି। କଣ ଅଛି? ଏକ୍ସ ୱାଇ। ସରିଛି କାହିଁରେ? ୱାଇ ରେ। ତ ଆପଣଙ୍କର ଯୋଉ ଦିଟା ନୋଡାଲ ପ୍ଲେନ୍ ସଂଖ୍ୟା ଦୁଇଟା ହବ। ନୋଡାଲ ପ୍ଲେନ୍ ସଂଖ୍ୟା ଦୁଇଟା ହବ। ଯେତେବେଳେ ମାନେ ବନଉଛନ୍ତି, ମାନେ ଆମେ ଦିଟା କ୍ରସ୍ କରିବା, ଏମିତି ଗୋଟେ ବନେଇବା, ଏମିତି ଗୋଟେ ବନେଇବା, ତ ଏଇଠି ଗୋଟେ ଲାଇନ ବନୁଛି, ଏଇଠି ଗୋଟେ ଲାଇନ ବନୁଛି, ହଁ କି ନା? ତ ଯୋଉ ଦିଟା ଲାଇନ ବନିବ, ସେ ଦିଟା ଲାଇନ ରେ ଦିଟା ଆମର ନୋଡାଲ ପ୍ଲେନ୍ ହବ। ଏକ୍ସ ୱାଇ ଡି ୱାଇ ଜେଡ୍ ସବୁ। ତ ସେ ନୋଡାଲ ପ୍ଲେନ୍ ର ଯଦି ନାଁ ପଚାରିଦେଲା, ଇନ କେସ୍ ସେ ପଚାରିବନି, ଯଦି ପଚାରିଦେଲା ନା ଏକ୍ସ ୱାଇ ରେ ସରୁଛି, ତ ଏକ୍ସ ୱାଇ ରେ ସରିଲା ବୋଲେ ଆମେ କଣ କରିବା? ସେଟା ୱାଇ ଜେଡ୍ ଗୋଟେ ନେବା। ୱାଇ ରେ ସରିଛି ତ ୱାଇ, ଏକ୍ସ ଅଛି ତ ଜେଡ୍ ନେବେ। ଆଉ ଗୋଟେ କଣ କରିବେ? ଜେଡ୍ ରୁ ସରିଛି ଜେଡ୍ ଏକ୍ସ କରିବେ। ସେଇପରି ଡି ଏକ୍ସ ୱାଇ ପରେ ଆମର କଣ ହେଲା? ୱାଇ ଜେଡ୍। ଡବଲ ଡବଲ। ଜେଡ୍ ରେ ସରିଛି ତ ଦୁଇଟା ହିଁ ଏଥିରେ ନୋଡାଲ ପ୍ଲେନ୍ ହବ। ଏଠି ଜେଡ୍ ରେ ସରିଛି ତ ଷ୍ଟାର୍ଟ କୋଉଠି କରିବେ? ସରି, ଏକ୍ସ ରେ ଷ୍ଟାର୍ଟ କରିବେ। ଜେଡ୍ ଏକ୍ସ ଏକ୍ସ ୱାଇ। ଏକ୍ସ ୱାଇ କରିବେ, ତାପରେ ୱାଇ ଜେଡ୍ କରିବେ। ସରି 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 ସରି, ଭୁଲ ହେଇଗଲା। ସାର୍ ଜେଡ୍ ଏକ୍ସ ଏକ୍ସ ୱାଇ। ଭେରି ଗୁଡ, ଜେଡ୍ ଏକ୍ସ ଏକ୍ସ ୱାଇ, ଭେରି ଗୁଡ ଭେରି ଗୁଡ। ଜେଡ୍ ଏକ୍ସ ଏକ୍ସ ୱାଇ ହବ, ଜେଡ୍ ଏକ୍ସ ହବ, ଆଉ ଗୋଟେ ଏକ୍ସ ୱାଇ ହବ। ତାପରେ ଆପଣ କଣ ବଞ୍ଚିଗଲା କୁହନ୍ତୁ? ଡି ଜେଡ୍ ଏକ୍ସ। ଏଇଟା ବି ଡବଲ ଡବଲ ହବ। ଏଥିରେ ବି ନୋଡାଲ ପ୍ଲେନ୍ ସଂଖ୍ୟା କେତେ ହବ? ଦୁଇ ହବ। ତ ଏଇଟା କଣ ହବ? ଏକ୍ସ ଏକ୍ସ ୱାଇ ଏକ୍ସ ୱାଇ ୱାଇ ଆଉ ଜେଡ୍ ୱାଇ 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 ଜେଡ୍। ଏକ୍ସ ୱାଇ ଜେଡ୍। ଏକ୍ସ ବୁଝିପାରିଲେ? ସାର୍ ଏଇ ଯୋଉ ନେମ୍ ଟା ଆପଣ କେମିତି ବାହାର କରୁଛନ୍ତି ସାର୍ ଟିକେ କହିଦିଅନ୍ତୁ। ହଁ ଦେଖନ୍ତୁ, ଇଏରେ। ମାନେ ଏଇ ତିନିଟା ବୁଝିପାରିଥିବେ, ତିନିଟା ହଁ ଆପଣ ହଁ ଇଜିଲି ବୁଝିଗଲେ। ଏଇଟା ଦେଖନ୍ତୁ, ଏକ୍ସ ୱାଇ ଅଛି, ସରିଲା କେଥିରେ? ୱାଇ ରେ ସରିଲା। ୱାଇ ରେ ସରିଲା କି ନାଇଁ? ଏକ୍ସ ୱାଇ, ୱାଇ ସେକେଣ୍ଡ ଟର୍ମ ଟା, ତ ମୁଁ ଏଠି ଷ୍ଟାର୍ଟ ବି କଲି ୱାଇ ରୁ, ୱାଇ ଜେଡ୍। ଏଟା ସରିଲା ଜେଡ୍ ରୁ, ଜେଡ୍ ଏକ୍ସ। ବୁଝିପାରିଲେ ନା ନାଇଁ ସାର୍? ଏଠି ବି ହଁ ୱାଇ ହଁ ଜେଡ୍ ଅଛି, ସରିଲା ଜେଡ୍ ରେ, ଷ୍ଟାର୍ଟ କଲି ଜେଡ୍ ଆଜ୍ଞା ଏକ୍ସ, ଆଜ୍ଞା ବୁଝିଲି। ଏକ୍ସ ୱାଇ। ବୁଝିଲେ? ତାପରେ ଆପଣଙ୍କର ଏଇଟା ବି ମନେ ରଖିଦେବେ, ଡି ଏକ୍ସ ସ୍କୋୟାର ମାଇନସ୍ ୱାଇ ସ୍କୋୟାର ବି, ଆର ସେପ୍ ଟା ତ ଆପଣ ଡବଲ ଡବଲ ହିଁ ସେପ୍ ଥିଲା। ଆର ବି ସେପ୍ ଟା କେମିତି ଥିଲା? ଡବଲ ଡବଲ ଥିଲା। ଏମିତି ହିଁ ଗୋଟେ ଥିଲା, ଆଉ ଏମିତି ଗୋଟେ ଥିଲା କି ନାଇଁ, ପୁରା ଏକ୍ସିସ୍ ଉପରେ। ତ ଆର ବି ସେପ୍ ଡବଲ ଡବଲ ଥିଲା। ଆର ବି ନୋଡାଲ ପ୍ଲେନ୍ ଦିଟା ଥିଲା। ଠିକ ଅଛି, ଆର ଯୋଉ ପ୍ଲେନ୍ ଥିଲା, ଆର ପ୍ଲେନ୍ ଟା ଆମର ଡିଟେଲ କହି ହବନି, ଖାଲି ଗୋଟେ 45 ଡିଗ୍ରୀ ଖାଲି ଲେଖିବେ। 45 ଡିଗ୍ରୀ from x and y axis ଆର ପ୍ଲେନ୍ ର ନାଁ କିଛି ନାହିଁ।
एक्स स्क्वायर वाई स्क्वायर रो किसी प्लेन रो ना दिया है से प्लेन रो ना कोन लिखा है 45 डिग्री फ्रॉम एक्स एंड वाई एक्सिस से जगह आम जान देले हे जीवो ठीक अछि आउ जो एन एडी मन रखिबे एडा गोटे क्वेश्चन टा मन रखिबे डी जेड स्क्वायर रो नोडल प्लेन हमरो टोटली नाही है नोडल प्लेन संख्या 0 डी जेड स्क्वायर आपण जो देखिथिबे डी जेड स्क्वायर नोडल प्लेन नाही सेति खाई मन रखिबे आर शेप भी आमे को जदी शेप रे जदी पचारला डबल कनिकल आपण कहि परिबे डबल कनिकल डबल कनिकल कहि परिबे मगर किंतु नोडल प्लेन संख्या 0 एतिकी डाटा आपको मन जदी रहि गला शेप ऑफ ऑर्बिटल माने ऑर्बिटल रो जहां भी क्वेश्चन आछी मैक्सिमम क्वेश्चन को इजीली टैकल करि परिबे विदाउट एनी प्रॉब्लम ତ ୟାର ସବୁ କ୍ୱେଶ୍ଚନ ଗୁଡିକ ଏହାରି ଭିତରେ ହିଁ ଆସିବ। ଗ୍ୟାରେଣ୍ଟି ଦେଇକୁଛି ମାନେ ଏତିକି ବି ଲେଭେଲ ଯାଇନି କିନ୍ତୁ ଆସିବା କଥା ସେପ୍ ଅଫ ଅର୍ବିଟ ମାନେ କଣ ଖାଲି ଆମେ ସ୍ପେରିକାଲ ଡବଲ 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 ଏତିକି ପଢିଲେ ତ ହବନି ଆଉ ଟିକେ ଜଷ୍ଟ ଅଧିକ ପଢୁଛେ ବେଶୀ ବି ମାନେ ଅଧିକ ଆମେ ପଢିନେ ସାର୍ ଠିକ ଅଛି ଏଗୁଡିକ ସବୁ ତ ହାଇବ୍ରିଡାଇଜେସନ ଯୋଉ କୁହାଯାଉଛି ସବୁ ଏଗୁଡିକ ତ ସାର୍। ନାଇଁ ନାଇଁ ହାଇବ୍ରିଡାଇଜେସନ ସେଟା ଅଲଗା ଜିନିଷ ଓହୋ। ଟିକେ ଡିସକନେକ୍ଟ ହେଇଗଲା କଣ ସ୍କ୍ରିନ୍ ଟା ଅଫ୍ ହେଇଗଲା? ନା, ଆସିବ ଆସିବ ଗୋଟେ ସେକେଣ୍ଡ ଦିଅ ସାର୍ ଟିକେ ମାନେ ନେଟୱାର୍କ ଏରର ରହୁଛି କଣ ବୁଝା ପଡୁନି ଆଜି ଟିକେ ଡିସକନେକ୍ଟ ହେଇଯାଉଛି କିନ୍ତୁ ହେଇଗଲା ତ ହଁ ସେପ୍ ଅଫ ଅର୍ବିଟାଲ ବିଷୟରେ ସମସ୍ତେ ଟିକେ ଟିକେ ବୁଝି ସାରିଥିବେ ବର୍ତ୍ତମାନ ଆଉ ଯାହା ଅଳ୍ପ ଟିକେ ରହିଲା ଆମେ 10 ମିନିଟରେ କଭର କରିଦବା ସରିଯିବ 10 ମିନିଟରେ ହେଲା ପୋଲିସ ମାନେ ଏଫ ଅଫ ରୁଲ୍ସ ଆମେ ପଢେଇ ସାରିଛେ एन प्लस एल रूल आज भी डिस्कशन कले टिके तो एन प्लस रूल मुझे होपफुली समस्ते बुझी सारी एन प्लस एल रूलटा ठीक अच्छे तो पुलिस एक्सक्लूजन प्रिंसिपल देखंतु कौन कहूँ देखि पारछन्ती स्क्रीन टा समस्ते ଆଜ୍ଞା ସାର୍ ଆଜ୍ଞା ସାର୍। हाँ तो सिंपल स्टेटमेंट से कहूँ नो टू इलेक्ट्रॉन कैनॉट हैव सेम वैल्यू ऑफ ऑल फॉर क्वांटम नंबर आम जो चारिटा क्वांटम नंबर अच्छी चारिटा क्वांटम नंबर टा कौन सी भी इलेक्ट्रॉन रो सेम माने क्वांटम नंबर कौन माने स्टार्टिंग रू ही कहूँ क्वांटम नंबर कौन करे इलेक्ट्रॉन रो अवस्थिति को देखा जाए बुझले ना नहीं क्वांटम नंबर कौन करे क्वांटम नंबर गुड़ाक इलेक्ट्रॉन रो अवस्थिति को देखाए जदि दुईटा इलेक्ट्रॉन अच्छी दुई जनकर चारिटा ही क्वांटम नंबर समान हो गला तो कौन गोटे जगह दुईटा इलेक्ट्रॉन रही बुझले ना नहीं गोटे पोजिशन ही देखो दुईटा तो से जो कहुए माने प्रत्येक इलेक्ट्रॉन रो क्वांटम नंबर भिन्न भिन्न आउ दुईटा इलेक्ट्रॉन रो क्वांटम नंबर चारिटा जाक केबे भी समान हबनी किए बुझी पाला माने बेसिक जिनसटा बुझियाटे टिके माने इजीली बुझी हबो कार बुझा पड़ा एटा कोंतो ପ୍ଲିଜ ଆଉ ଥରେ କୁହନ୍ତୁ ସାର୍। हाँ माने देखंतु माने ମୁଁ କହୁଛି ମାନେ କନସେପ୍ଟ ଟା କଣ ଦେଖନ୍ତୁ ସାର୍ ମନେକର ମୁଁ ଗୋଟେ ଇଲେକ୍ଟ୍ରନ୍ ଟା ଅଛି ଏଇଟା ଆର କେତେଟା କ୍ୱାଣ୍ଟମ ନମ୍ବର ରହିବ କୁହନ୍ତୁ ଚାରିଟା କ୍ୱାଣ୍ଟମ ନମ୍ବର ଫାଷ୍ଟ କ୍ୱାଣ୍ଟମ ନମ୍ବର ସିଏ କହିବ କୋଉ ସେଲ୍ ରେ ଅଛି ଫାଷ୍ଟ ସେଲ୍ ରେ ଅଛି କି ସେକେଣ୍ଡ ସେଲ୍ ରେ ଅଛି କି ଥାର୍ଡ ସେଲ୍ ରେ ଅଛି କୋଉ ସେଲ୍ ରେ ଅଛି କହିବ ସେକେଣ୍ଡ କ୍ୱାଣ୍ଟମ ନମ୍ବର ଟା ଆମର କଣ କହିବ କୋଉ सब सेल रे अछि एस रे अछि कि पी रे अछि कि डी रे कि अछि एफ रे अछि कहबो थर्ड क्वांटम नंबर ता हमर ओरिएंटेशन कहबो एक्स रे एक्स एक्सिस रे अछि कि वाई एक्सिस रे अछि कि जेड एक्सिस रे अछि कि कते डिग्री रे अछि सेटा ओरिएंटेशन टा कहबो थर्ड क्वांटम नंबर फोर्थ क्वांटम नंबर टा हमर कोन कहबो तार स्पिन टा केमति होछि से क्लॉकवाइज घुरुछि पूर्व पश्चिम घुरुछि ना पश्चिम पूर्व घुरुछि सेटा हमर फोर्थ स्पिन क्वांटम नंबर कहबो ए चारटा क्वांटम नंबर रो अलग अलग काम अछि हो कि ना बुझी ଆଜ୍ଞା पाले ସାର୍ ଆଜ୍ଞା ସାର୍ तो
ହଁ ତ ଏଇ ଚାରିଟା ମାନେ କ୍ୱାଣ୍ଟମ ନମ୍ବର ମନେକର ଆଉ ଗୋଟେ ଇଲେକ୍ଟ୍ରନ ଏଇ କ୍ୱାଣ୍ଟମ ନମ୍ବର ଜଣଙ୍କର ଏଇଟା 1 ଏଇଟା ଜଣଙ୍କର 2 ମାନ ଖାଲି ଏକ୍ସାମ୍ପଲ ହବା ପାଇଁ ଏଇଟା 3 ଏଇଟା 4 ଆଉ ଗୋଟେ ଇଲେକ୍ଟ୍ରନ ଆସିଲା ତାର ବି ଏଇ ସାରା କ୍ୱାଣ୍ଟମ ନମ୍ବର ଆର ବି 1 ଆଉ ଗୋଟେ ବି 2 ଆଉ ଗୋଟେ ର ବି 3 ଏସର 4 ଆର ଆର ଚାରିଟା ଭ୍ୟାଲ୍ୟୁ ସହିତ ସମାନ ହେଇଗଲା କି ନାଇଁ ହୁଁ ଲେଖିଦେଲି ଆଜ୍ଞା ଆଜ୍ଞା ସାର୍ ଶୁଣନ୍ତୁ। ଏଇଟା ଏଇଟା କେବେ ବି ହେଇପାରିବନି କିଏ କହୁଛି ଏଇଟା କେବେ ବି ହେଇପାରିବନି ପୋଲିସ ଏକ୍ସକ୍ଲୁଜନ ପ୍ରିନ୍ସିପଲ ସିଏ କହୁଛି ଜଣକର ଚାରିଟା କ୍ୱାଣ୍ଟମ ନମ୍ବର ଆଉ ଜଣକର ଚାରିଟା କ୍ୱାଣ୍ଟମ ନମ୍ବର ସହିତ କେବେ ବି ସମାନ ହବନି ତିନିଟା ହେଇପାରିବ ମ୍ୟାକ୍ସିମମ୍ କେତେଟା ସମାନ ହେଇପାରିବ ତିନିଟା ହେଇପାରିବ 4 ନମ୍ବର କ୍ୱାଣ୍ଟମ ନମ୍ବରଟା କେବେ ବି ସମାନ ହବନି କିଏ କିଏ ବୁଝିପାରିଲେ ନା ବୁଝିପାରିଲେନି କୁହନ୍ତୁ ସାର୍ ଆଜ୍ଞା ହେଇପାରିବନି କାହିଁକି ସାର୍? ହେଇପାରିବନି ଦେଖନ୍ତୁ ସେଇ ଜିନିଷଟା ମୁଁ କହୁଥିଲି ଫାର୍ଷ୍ଟରେ ମନେକର ମାନେ ସମସ୍ତଙ୍କ ପାଇଁ ଗୋଟେ ଡିଫରେଣ୍ଟ ସେମ୍ ଜାଗା ଅଛି ବୁଝିଲେ ନା ନାଇଁ ମାନେ ଅଲଗା ଅଲଗା ସେମ୍ ଜାଗା କହୁଛି ମନେକର ଦୁଇଟା ଇଲେକ୍ଟ୍ରନ ଅଛି ଏଇଟା ଗୋଟେ ଇଲେକ୍ଟ୍ରନ ଅଛି ବର୍ତ୍ତମାନ ବୁଝିଲେ ନା ନାଇଁ ଆପଣଙ୍କର ଗୋଟେ ଜାଗାଟା ଅଛି ସେଇ ଜାଗାଟା ମନେକର ଛୋଟ ଜାଗାଟା ସେଠି ଜଣେ ହିଁ ରହିପାରିବ କିଏ ରହିପାରିବ ଜଣେ ତ ଦୁଇଟା ଇଲେକ୍ଟ୍ରନ ମନେକର ଅଛି ଦୁଇଟା ଇଲେକ୍ଟ୍ରନକୁ ଆପଣଙ୍କୁ ସେଇ ଜାଗାଟା ଆସାଇନ୍ କରିଦେଲେ କିନ୍ତୁ ରହିପାରିବ କଣ ଜଣେ ହିଁ ରହିପାରିବ ତ ସେଥିପାଇଁ ଚାରିଟା ଯାକ ଯଦି ସମାନ ହେଇଗଲା ଆର ବି ଚାରିଟା ଯାକ ସମାନ ହେଇଗଲା ଏଇ ଛୋଟ ଜାଗାଟାରେ ଦିଟା ଯାକ ରହିବାକୁ ପଡିବ ଯୋଉଟା କି ପସିବଲ ନାହିଁ କାହିଁକି ଏଇଟା ଗୋଟେ ପାଇଁ ଜାଗା ଅଛି ବୁଝିପାରିଲେ ନା ନାଇଁ ସାର୍ ମାନେ ଆଜ୍ଞା ସାର୍ ଆଇଡେଣ୍ଟିଟି ମିସମ୍ୟାଚ ମାନେ ଆଧାର ନମ୍ବର ହୁଏ ନା ଦି ଜଣଙ୍କର ଆଧାର ନମ୍ବର କେବେ ସେମ୍ ହେଇପାରିବ କି ମାନେ ଚାରିଟା ଭିତରୁ ଯାହା ଗୋଟିଏ ମାନେ ମ୍ୟାଚ୍ ନ ହଉଥିବ ତାହେଲେ ଯାଇକି ସେଟା ହେଇପାରିବ। ମ୍ୟାଚ୍ ହବନି ହଁ ମାନେ ଆଧାର ନମ୍ବର ସମାନ ହେଇଗଲେ ଅସୁବିଧା ହବ ନା ହଁ ଦୁଇଟା ହଁ ପର୍ସନ ହଁ ହେଇଯିବେ ଜଣେ ପର୍ସନର ହୁଁ, ଦିଟା ଆଧାର ନମ୍ବର କେବେ ହେଇପାରିବ କି ସେଇ ଜିନିଷ ସେମ୍ ନା ସାର୍ କନସେପ୍ଟ ଆଜ୍ଞା ସାର୍ ବୁଝିଲେ ତ ମ୍ୟାକ୍ସିମମ୍ ତିନିଟା ଆପଣଙ୍କର ସମାନ ହେଇପାରିବ ମ୍ୟାକ୍ସିମମ୍ ଥ୍ରୀ ମାନେ କ୍ୱାଣ୍ଟମ ନମ୍ବର ସମାନ ହେଇପାରିବ ଚାରିଟା କେବେ ବି ସମାନ ହବନି ସେଇ ଜିନିଷ ଆମର କିଏ କହୁଛି ପୋଲିସ ଏକ୍ସକ୍ଲୁଜନ ପ୍ରିନ୍ସିପଲ କହୁଛି ବୁଝିପାରିଲେ ଏତିକି ହିଁ ଏଇ ଷ୍ଟେଟମେଣ୍ଟଟା ଏତିକି ଆର କୋଶ୍ଚିନ୍ଟା ମାନେ ଷ୍ଟେଟମେଣ୍ଟକୁ ନେଇକି ଆର କୋଶ୍ଚିନ୍ ଆସିଯାଏ ତ ସେ ଷ୍ଟେଟମେଣ୍ଟଟା ହିଁ ମନେ ରଖନ୍ତୁ ମାନେ ସାର୍ ଷ୍ଟେଟମେଣ୍ଟଟା ୟାର ଏଇ ବୁଝିଦେଲେ କ୍ୱେଶ୍ଚନ ଟା ଏମିତି ହିଁ ଆସେ ଯେ ମ୍ୟାକ୍ସିମମ୍ କେତେଟା ରହିବ ଆଉ ଇଏ ହଁ କଣ ରହିବ ସେ ଷ୍ଟେଟମେଣ୍ଟକୁ ସମାନ ନେଇକି କରା ହିଁ ନାହିଁ। ଆସିଯାଏ ଆଜ୍ଞା ସାର୍ ଭେରି ତାପରେ ହୋମ୍ସ ରୁଲ୍ ଅଫ୍ ମ୍ୟାକ୍ସିମମ୍ ମଲ୍ଟିପ୍ଲିସିଟି କ'ଣ କହୁଛି ଦେଖନ୍ତୁ ଆପଣଙ୍କର out of different arrangement of electronic configuration this arrangement which has higher spin value ମାନେ ହୋମ୍ସ ରୁଲ୍ ଯୋଉ ଆମେ ଯୋଉ ପଢିଲେ ଫାଷ୍ଟ ଯୋଉ ଏମିତି କ'ଣ ହବ ସିଙ୍ଗଲ ସିଙ୍ଗଲ ହବ ତାପରେ ଡବଲ ହବ ଏଇଟା ପଢିଦେଲେ କି ନାଇଁ ଏବେ ଆଜ୍ଞା ଆମେ ସାର୍ କହିଲେ କୋଉ ରୁଲ୍ ଅନୁସାରେ ହଉଛି ହୋମ୍ସ ରୁଲ୍ ଅନୁସାରେ ହଉଛି କୋଉ ରୁଲ୍ ଅନୁସାରେ ହଉଛି ହୋମ୍ସ ରୁଲ୍ ଅନୁସାରେ ମୁଁ ମାନେ ଓହୋ ଆରମ୍ଭରୁ ହିଁ କହିଦେଲି ଫାଷ୍ଟ ସିଙ୍ଗଲ ସିଙ୍ଗଲ ହୁଏ ତାପରେ ଡବଲ ହୁଏ ହଁ କି ନା କୋଉ ରୁଲ୍ ଅନୁସାରେ ହଉଛି ହୋମ୍ସ ରୁଲ୍ ଅନୁସାରେ ଏଇ ଜିନିଷଟା ହଉଛି କେମିତି ହେଲା ହୋମ୍ସ ରୁଲ୍ ଅନୁସାରେ ହୋମ୍ସ ରୁଲ୍ରେ ଆଉ ଗୋଟେ ଭ୍ୟାଲ୍ୟୁ ଅଛି କନସେପ୍ଟ ଅଛି ଗୋଟେ ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ବୋଲି ଗୋଟେ ଭ୍ୟାଲ୍ୟୁ କରାଯାଏ ମନେକର 2s + 1 କାଢ଼ାଯାଏ ସମସ୍ତଙ୍କର ଯାହାର ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଅଧିକ ଅଛି ସିଏ ଅଧିକ ଷ୍ଟେବଲ ବୁଝିଲେ ନା ମନେକର ଏଇ ଗୋଟେ ଏକ୍ଜାମ୍ପଲ ଆପଣ ନେଇକି ବୁଝଉଛି ଜଣେ କ'ଣ କଲା ଜଣେ ତିନିଟା ଯାକ ଏମିତି ଅଲଗା ଅଲଗା ରଖିଲା ଆଉ ଜଣେ କ'ଣ କଲା ଜଣକୁ ଡବଲ କରିଦେଲା ଆଉ ଜଣକୁ ସିଙ୍ଗଲ ରଖିଲା ଆର ଅନପେଡ୍ ଇଲେକ୍ଟ୍ରନ କେତେଟା ବନିଲା କୁହନ୍ତୁ ଗୋଟେ ବନିଲା ଆର ଅନପେଡ୍ ଇଲେକ୍ଟ୍ରନ କେତେଟା ବନିଲା କୁହନ୍ତୁ ତିନିଟା ତିନିଟା ଦୁଇ ଯାକର ଆପଣଙ୍କର ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି କାଢ଼ାଗଲା କ'ଣ କାଢ଼ାଗଲା ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଦୁଇଟା ଯାକର କାଢ଼ାଗଲା ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି କାଢ଼ାଗଲା ତାର ଫର୍ମୁଲାଟା ହେଉଛି 2 mod s + 1 s ର ଭ୍ୟାଲ୍ୟୁଟା କ'ଣ s ର ଭ୍ୟାଲ୍ୟୁଟା ଆମେ ସେତେବେଳେ ପଢିଥିଲେ ଟୋଟାଲ ସ୍ପିନ୍ n/2 n/2 n କ'ଣ n ହେଉଛି ଅନପେଡ୍ ଇଲେକ୍ଟ୍ରନ ଠିକ ଅଛି n ର ଭ୍ୟାଲ୍ୟୁ କ'ଣ ଅନପେଡ୍ ଇଲେକ୍ଟ୍ରନ ଯେତେବେଳେ ଅନପେଡ୍ ଇଲେକ୍ଟ୍ରନ ହେଲା ଫାଷ୍ଟ ପାଇଁ ଆମେ ଦେଖିବା ଫର୍ମୁଲାଟା ପକେଇବା 2 s ର ଭ୍ୟାଲ୍ୟୁ କ'ଣ ହବ n/2 n/2 + 1 2 ଗୋଟେ 2 ରହିଲା n ର ଭ୍ୟାଲ୍ୟୁ କେତେ ହବ କୁହନ୍ତୁ ଫାଷ୍ଟ ଏଇ ପାଇଁ n ର ଭ୍ୟାଲ୍ୟୁ କେତେ ହବ n ର ଭ୍ୟାଲ୍ୟୁ ଗୋଟେ ହିଁ ଅନପେୟାର ଇଲେକ୍ଟ୍ରନ ଅଛି ନା ହଁ କି ନା
वन ଅନପେଡ୍ ଇଲେକ୍ଟ୍ରନ୍ କେତେଟା ଅଛି? ଗୋଟେ ହିଁ ଅଛି। ତ गोटे କେତେ ହେଇଗଲା? 1/+1 ବୁଝିପାରିଲେ? ତ ଆର ଭ୍ୟାଲ୍ୟୁଟା କେତେ ହେଇଗଲା କୁହନ୍ତୁ? ଆର ଭ୍ୟାଲ୍ୟୁଟା ହେଇଗଲା ଆପଣଙ୍କର 2 ହେଇଗଲା। ଭ୍ୟାଲ୍ୟୁଟା କେତେ ହେଇଗଲା? टू ଆମର टू टू କଟିଗଲା, कटिगला 1+1 2 ହେଇଗଲା, ହଁ କି ନା? କିନ୍ତୁ ଆ ପାଇଁ କେତେ ଭ୍ୟାଲ୍ୟୁ ହେଇଯିବ କୁହନ୍ତୁ? फोर 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 2 into 3/2 plus 1 ଆ ପାଇଁ वन ଭ୍ୟାଲ୍ୟୁ କେତେ ହେଇଗଲା? 4 ହେଇଗଲା। फोर ବଡ ଭ୍ୟାଲ୍ୟୁ କାହା ପାଇଁ ଆସିଲା କୁହନ୍ତୁ? ଆ ପାଇଁ ବଡ ଭ୍ୟାଲ୍ୟୁ ଆସିଲା କି ନାହିଁ? आइए सर ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି କାହା ପାଇଁ ଆସିଲା? ଏଇ ଆରେଞ୍ଜମେଣ୍ଟ ପାଇଁ ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଆସିଲା ବଡ। ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଯାହା ପାଇଁ ବଡ ହବ ସିଏ ଅଧିକ ଷ୍ଟେବଲ। स्टेप ସେଥିପାଇଁ सर एमिति ଆମକୁ एइटे तो एमिति तो जो फास्ट जे देला सेमिति तो रही परिबनी से सर ନା କାହିଁକି ରହିପାରିବନି? ଆର ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି କମ୍। ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି କନସେପ୍ଟଟା କ'ଣ? ଏଇଟା ପିଜିରେ ଅଛି। ଯେ ପୋଷ୍ଟ ଗ୍ରାଜୁଏଟ୍ କେମିଷ୍ଟ୍ରି କରିଥିବ ସେମାନଙ୍କର ଅଛି। ମାନେ ସିମ୍ପଲି ଆର ଅର୍ଥ କ'ଣ? କେତେ ପ୍ରକାର ଭେରାଇଟିରେ ରହିପାରିବ, କେତେ ଭେରାଇଟିରେ ଇଏ ମାନେ ରହିପାରିବ। ଯେତେ ଭେରାଇଟିରେ ରହିବ ସେତେ ଷ୍ଟେବଲ ହବ। ମାନେ ଯାହାକୁ ଯେତେ ଫ୍ରିଡମ୍ ମିଳିବ ସିଏ ସେତେ ଅଧିକ ଷ୍ଟେବଲ ହବ। ଯଦି ଜଣକର ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଅଧିକ ଥିବ ତାକୁ ଅଧିକ ମାନେ ଭେରାଇଟି ମିଳିବ, ଅଧିକ ଫ୍ରିଡମ୍ ମିଳିବ, ତ ସିଏ ଅଧିକ ଷ୍ଟେବଲ ହବ। ଖାଲି ଆପଣଙ୍କୁ ମନେ ରଖିବାର ଅଛି ହୁଣ୍ଡସ୍ ରୁଲ୍ କ'ଣ କହୁଛି? ଫାଷ୍ଟ ସିଙ୍ଗଲ नो पेयरिंग ऑफ ए स्टेटमेंट नो पेयरिंग ऑफ इलेक्ट्रॉन will occurs until all the orbital are singly occupied। ଯଦି singly occupied ହେଇନାହାନ୍ତି ତାହେଲେ ଡବଲ ପେୟରିଂ ହବନି। କୋଉ ନିୟମ ଅନୁସାରେ ଯଦି ହଉନି, ଯଦି ଫର୍ଦର କ୍ୱେଶ୍ଚିନ୍ ପଚାରିଦେଲା କୋଉ ନିୟମ ଅନୁସାରେ ହଉନି? କାହିଁକି ସ୍ପିନ୍, ହଁ ହୁଣ୍ଡସ୍ ନିୟମ ଅନୁସାରେ ହଉନି। ଆଉ କନସେପ୍ଟ ତା ବିହାଇଣ୍ଡ କନସେପ୍ଟଟା କ'ଣ? ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟି ଏଇ କନସେପ୍ଟ ଅନୁସାରେ ହଉନି। ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟିର ଫର୍ମୁଲା କ'ଣ? 2 mod s plus 1। s ର ଭ୍ୟାଲ୍ୟୁ କ'ଣ? n/2। n ର ଭ୍ୟାଲ୍ୟୁ n ମାନେ କ'ଣ? ନମ୍ବର ଅଫ୍ ଅନପେଡ୍ ଇଲେକ୍ଟ୍ରନ୍। ଯିଏ ଅଧିକ ପଢିଲା କ୍ୱେଶ୍ଚିନ୍ ଡାଇରେକ୍ଟ ଏଥିରୁ ହିଁ ଆସିବ। ଆପଣ ପଲିସି ଏକ୍ସକ୍ଲୁଜନ ପ୍ରିନ୍ସିପାଲ ହଉ ନହେଲେ ହୁଣ୍ଡସ୍ ରୁଲ୍ ହଉ ତାର ଷ୍ଟେଟମେଣ୍ଟ ମନେ ରଖିଥିବେ। ବୁଝିଲେ ନା ନାଇଁ? यस ଷ୍ଟେଟମେଣ୍ଟ ମନେ ରଖିଥିବେ, ସେତିକି ଆପଣଙ୍କୁ ମନେ ରହିବ। ଆଇଏଫଓ ରୁଲ୍ ମାନେ କ'ଣ? ଏନର୍ଜି ଅର୍ଡରରେ ସଜା ହଉଛି, ସେତିକି ମନେ ରଖିଥିବେ। ଷ୍ଟେଟମେଣ୍ଟ ମନେ ଏଠି ରଖିବେ। ବାହାରିଛି ଆପଣଙ୍କର 1/2 ବାହାରିଛି 3/2 ଏଟା କଣ ମ୍ୟାଚ୍? ସେ ସାରେ ମାନେ ସେ କ'ଣ କଲା ନା, ମାନେ ସେ ସିମ୍ପଲିଫାଇ କରିଦେଲା, ମାନେ ସେ ଏକ୍ସପ୍ଲେନ କଲାନି। ଯିଏ ନୋଟ୍ ବନେଇଛନ୍ତି ସେ ଏଇଠି ଗୋଟେ ଅନପେୟାର ଇଲେକ୍ଟ୍ରନ୍ ଅଛି ତ 1 ନେଇଗଲା 1/2 କରିଦେଲା। ଏଠି କେତେଟା ଅନପେୟାର ଇଲେକ୍ଟ୍ରନ୍ ଅଛି? 3 ଅଛି, 3 ନେଇଗଲା 3/2 କରିଦେଲା। ଡାଇରେକ୍ଟ n/2 କାଢିଦେଲା। ବୁଝିଲେ ନା? ଏଇ ଫର୍ମୁଲାରେ ବୁଝିଲେ ନା? ଅଡିଓଟା ଅଫ୍ କରିଦିଅନ୍ତୁ ଟିକେ। ହଁ ଠିକ ବୁଝିପାରିଲେ ନା ନାଇଁ? ସେ ମାନେ ସେ ବୁଝେଇଲାନି, ସେ ଡାଇରେକ୍ଟ କରିଦେଲା। ମୁଁ ଖାଲି ଆପଣଙ୍କୁ ବୁଝେଇ କରିବି ବୋଲିକି ଲେଖିଲି ସେଇଟା। ବୁଝିଲେ ନା ନାଇଁ? से सर एटी लेखिचंती भी एस केवल बाहर करचंती ହଁ କେବଳ ଏସ୍ ବାହାର କରିଛନ୍ତି। ରାଇଟ୍, ଏଠି କ'ଣ ବାହାର କରିଛନ୍ତି? କେବଳ ଏସ୍। ମୁଁ ଟୋଟାଲି କ'ଣ ବାହାର କରିଥିଲି? ସ୍ପିନ୍ ଭ୍ୟାଲ୍ୟୁ ମଲ୍ଟିପ୍ଲିସିଟିଟା ବାହାର କରିଥିଲି। ଆଚ୍ଛା ଗୁଡ୍ ଆଚ୍ଛା ଗୁଡ୍ ଆଜ୍ଞା ଅବଜରଭେସନ। ଆଜ୍ଞା ବୁଝିପାରିଲେ? ହୁଁ ତ ଏଇଟା ରହିଲା ଆମର ହୁଣ୍ଡସ୍ ରୁଲ୍ ଅଫ୍ ମ୍ୟାକ୍ସିମମ୍ ମଲ୍ଟିପ୍ଲିସିଟି ଥିଲା। ବହୁତ ଇଜି କନସେପ୍ଟ, ଆରାମରେ ବୁଝିପାରିବେ। ତ ଓଭରାଲି ଆମେ ଦେଖିବାକୁ ଗଲେ, ହଁ ଏଇଟା ତ ଆପଣଙ୍କୁ ଶିଖେଇ ଦେଇଛି ଇଲେକ୍ଟ୍ରୋନିକ କନଫିଗରେସନଟା। ହୁଁ ଆଉ କ'ଣ ରହିଲା? ହଁ ଏଇଠି ଯଦି କ୍ୱେଶ୍ଚିନ୍ଟା ଟିକେ ମନେ ରଖିଦେବେ, ଏଇ ଫର୍ମୁଲାଟା ଖାଲି ମନେ ରଖି ଯାଇଥିବେ। ଯଦି ଆସିଗଲା ଇନ୍ କେସ୍, ଆମେ ତ ପଢିଲେ କ'ଣ? E = h μ। ଏଇ ଫର୍ମୁଲାଟା ପଢିକି ଯାଇଛନ୍ତି, ଠିକ ଅଛି? କ୍ୱାଣ୍ଟାର ଫର୍ମୁଲାଟା। ସେ ଯଦି ଆପଣଙ୍କୁ ପଚାରିଦବ କାହାର ଫ୍ରିକ୍ୱେନ୍ସିର ଫର୍ମୁଲାଟା କ'ଣ? ଫ୍ରିକ୍ୱେନ୍ସିର ଫର୍ମୁଲା କ'ଣ ମନେ ରଖିଦେବେ? ଭେଲୋସିଟି ବାଇ ଲାମ୍ଡା, c/λ। ଏ ଫର୍ମୁଲାଟା ଖାଲି ଟିକେ ମନେ ରଖିଥିବେ। ଯଦି ଫର୍ଦର କେବେ ଟିକେ ଅଧିକ ଲେଭେଲରୁ କ୍ୱେଶ୍ଚିନ୍ ଯାଇକି ପଚାରିଲା, କାମରେ ହବ। ଯେ ଫିଜିକ୍ସ ପିଲା ମାନେ ସେ ଜାଣିଥିବେ ଭେଲୋସିଟିର ଫ୍ରିକ୍ୱେନ୍ସିର ଫର୍ମୁଲା ହେଉଛି ସ୍ପିଡ୍ ଅଫ୍ ଭେଲୋସିଟି, ମାନେ ଭେଲୋସିଟି ଅଫ୍ ଲାଇଟ୍ ବାଇ ଲାମ୍ଡା କରିଦେଲେ ଆପଣଙ୍କର ଫ୍ରିକ୍ୱେନ୍ସିର ଫର୍ମୁଲାଟା ଆସିଯିବ। ଆଉ ଫ୍ରିକ୍ୱେନ୍ସିର ୟୁନିଟଟା କ'ଣ? ଖାଲି ମନେ ରଖିଦେବେ ହର୍ଜ। କ'ଣ? ହର୍ଜ। 1 କିଲୋ ହର୍ଜ, ମାନେ ସେ ଯେଉଁ ସବୁ ୟୁନିଟ୍ ଯେଉଁ କହିଥିଲି 10⁻³ ହର୍ଜ, ମେଗା ହର୍ଜ, ମିଲି ହର୍ଜ, ଏସବୁ ଗୁଡ଼ାକ ଟିକେ ଦେଖିଦେଇଥିବେ। ଏଇ ସ୍ଲାଇଡ୍ଟା ଟିକେ ପଢ଼ିଦେବେ, କାମ ହେଇଯିବ ସବୁ। ଠିକ ଅଛି। ତ ମୁଁ ଭାବୁଛି ଆଟମିକ୍ ଷ୍ଟ୍ରକ୍ଚର ଟିକେ ଓଭରାଲି ସମସ୍ତଙ୍କର ବେସିକ୍ ଅଣ୍ଡରଷ୍ଟାଣ୍ଡିଂ ହେଇସାରିଥିବ। 3ଟା ଚାପ୍ଟର ଆମର ସରିଛି। ନେକ୍ସଟରେ ଆମେ ପିରିୟଡିସିଟି ଷ୍ଟାର୍ଟ କରିଦେବା ନେକ୍ସଟ କ୍ଲାସଠୁ। ଠିକ ଅଛି? सर ये सर पीडीएफ सर अपलोड कर देबे सर
ହଁ ହଁ ଏଇ ପିଡିଏଫ ଟା ତ ଆପଣଙ୍କ ପାଖରେ ଥିବ ବୋଧେ, ଆର ସବୁ ଚାପ୍ଟର ଗୁଡା ପିଡିଏଫ ଟା ଆଜିର ପିୱାଇକ୍ୟୁ ର ପିଡିଏଫ ଟା ମୁଁ ଦେଇଦେବି। ଆଉ ଯୋଉ ନୋଟ କିଛି କିଛି ମଝିରେ ଲେଖଉଛି ସେଇଟା ଟିକେ ଇମ୍ପୋର୍ଟାଣ୍ଟ, ମାନେ ସେଇଟା ସେଇ ନୋଟ ଗୁଡାକ ଲେଖୁଛନ୍ତି ନା ସମସ୍ତେ? ଆଜ୍ଞା ସାର୍। ହଁ ହଁ ସାର୍। ଯୋଉ ମଝି ମଝିରେ ଯୋଉ ଲେଖା ହଉଛି ସେଗୁଡାକ ମୁଁ ଟିକେ ନୋଟ ଆଡ୍ କରିବାକୁ ଭୁଲି ଯାଇଛି, ବୁଝିଲେ ନା ନାଇଁ? ମୋର ଟିକେ ଆଜ୍ଞା ସାର୍। ଅଧିକ ଟିକେ କାମ ଅଛି, ନହେଲେ ମୁଁ ଟିକେ ସ୍ପେଶାଲ ନୋଟ ବନେଇ ଦେଇଥାନ୍ତି। ତ ଯାହା ଯାହା ଲେଖୁଛି ସେଇ ଗୁଡାକ ଟିକେ ଧ୍ୟାନ ଦଉଥିବେ, ସେଇଗୁଡାକ ବି ଟିକେ ମାନେ ଅଧିକ ଇମ୍ପୋର୍ଟାଣ୍ଟ। ରେକର୍ଡିଂ ରେ ରହୁଥିବ, ମାନେ ଟିକେ ସ୍ପିଡ କରିକି ନହେଲେ ଦେଖିଦେବେ ହେଲା। ଠିକ ଅଛି ସାର୍। ଠିକ ଥ୍ୟାଙ୍କ ୟୁ ତ ସାର୍। ଠିକ ଅଛି, ଆମେ ଆଜି ହଁ ଆଜିର କ୍ଲାସ୍ ଏଣ୍ଡ କରିବା। ଯାହାର ଆଜ୍ଞା ଡାଉଟ୍ ସାର୍। ଅଛି ସାର୍ ଟିକେ ମାନେ ଆଉ ନେକ୍ସଟ କ୍ଲାସରେ ପଚାରିଦେବେ, ଆଜି ଟିକେ କାମ ଅଛି ମୁଁ ପଳଉଛି। ଯୋଉ କୋଉ ସାର୍ ଗୋଟେ ଆଜ୍ଞା ଆଜ୍ଞା ପଚାରୁଥିଲେ ଠିକ ଅଛି ଇନିସିଆଲି ଠିକ କଣ ଅଛି। ଗୋଟେ କିଏ ଗୋଟେ ଇନିସିଆଲି ସାର୍ ଗୋଟେ ପଚାରୁଥିଲେ, ତ ସାର୍ ଆପଣଙ୍କର ନେକ୍ସଟ କ୍ଲାସରେ ଆମେ ପିରିୟଡ଼ିକ ପଢିଲା ବେଳକୁ ପଚାରିଦେବା ଆଉଥରେ ହେଲା। ଆଜ୍ଞା। ଠିକ ଠିକ ଅଛି ତ ରଖୁଛି। ଥ୍ୟାଙ୍କ ୟୁ ସାର୍। Thank you. Good night. Good night, sir.